ওকে। তো হোম সায়েন্স ବହିଟା ମୁଁ ଦେଇଦେବି, ଫଟୋ ଉଠେଇକି ପଠେଇଦେବି ହେଲା। ମୋ ବୁକ୍ସ ଗୋଟେ ଗୋଟେ ବହି ମିଳୁଛି ଓଡ଼ିଶାରେ ହେଲା। ବାକି ଦେବେ ଛପା ହେଇଥିବ ଜଣା ନାହିଁ। ବାସ୍ ଠିକ୍ ଠାକ୍ ଲେଖା ହେଇଛି, ବହିରେ କିଛି ଅସୁବିଧା ନାହିଁ। ବାକି ଆମେ ନୋଟ୍ସ ତ ଦେବା। ମୋ ସ୍ଲାଇଡ୍ ଦେଖାଯାଉଛି ନା ବାବୁ, ଦେଖାହଉନି? ଆଜ୍ଞା ସାର୍ ଦେଖାଯାଉଛି। ଆଜ୍ଞା ସାର୍ ଦେଖାଯାଉଛି। ଚलो ଯିବା। ଦେଖାଯାଉଛି ସାର୍। ଠିକ୍ ଅଛି, ଭେରି ଗୁଡ୍। ବାସ୍ ହୋମ୍ ସାଇନ୍ସ, ଗୃହ ବିଜ୍ଞାନ ଓଡ଼ିଆରେ ଯେଉଁଟା କୁହାହେଉଛି ଘରୋଇ ରିଲେଟେଡ୍ ସାଇନ୍ସ ହେଲା। ବହୁତ ସାରା ପିଲାଙ୍କ ଡାଉଟ୍ ଥାଏ, ଯଦି ସାଇନ୍ସ ନଥିବ ହୋମ୍ ସାଇନ୍ସ ନେଇ ହେବ କି? ହଁ, ବିଲକୁଲ ନେଇ ହେବ, କିଛି ଅସୁବିଧା ନାହିଁ। ହୋମ୍ ସାଇନ୍ସରେ କୋଉଠି ନା କୋଉଠି ଏ ଯେଉଁ ହାର୍ଡ କୋର୍ ସାଇନ୍ସ ସେ କଥା ତମର ଏଠି ଆସିବ ନାହିଁ। କେତେଟା ନର୍ମାଲ ଜିନିଷ ଅଛି, ଯେଉଁ ବଟନୀର ଯେଉଁମାନେ ପଢ଼ିଛ ଫଟୋସିନ୍ଥେସିସ୍ ବଗେରା, କିମ୍ବା ନର୍ମାଲ ଯେଉଁ ଲାଇଫ୍ ସାଇକେଲ କଥା କୁହାହେଉଛି, ଏଟିପି ଫର୍ମେସନ୍, ଏଇସବୁ ଛୋଟିଆ ମୋଟିଆ କଥା କୁହାହେଉଛି, କେତେଟା ଜିନିଷ ଅଛି ନର୍ମାଲ ବୁଝି ହବ। ତାକୁ ଛାଡ଼ିଦେଲେ ବାକି ସବୁ ଚାପ୍ଟର ଗୁଡ଼ା ଆକ୍ଚୁଆଲି ଇଜି ଅଛି ହେଲା। ବହୁତ ବଢ଼ିଆ ସେ ମାନେ ଘର କଥା ସବୁ ଯେଉଁ ଯେଉଁ ଜିନିଷ ଥାଏ, ବିଲକୁଲ ସେଇ କଥାରେ କଥାରେ ପାଠ ପଢ଼ା ବି ହେଇଯିବ, ତମକୁ ଜଣାପଡ଼ିବନି। ବଟ୍ ହଁ, ଆନ୍ସର ରାଇଟିଂ ପାଇଁ ପ୍ରାକ୍ଟିସ୍, କାରଣ ଯେଉଁଟା ଯେତେ ଇଜି ସବଜେକ୍ଟ ଥାଏ ତାକୁ ମାର୍କ ସ୍କୋର କରିବା ପାଇଁ ମଧ୍ୟ ସେତିକି ତମକୁ ମେହନତ କରିବାକୁ ପଡ଼େ। କାରଣ ଲାଗୁଛି ଇଜି, ବଟ୍ ତାକୁ କେମିତି ଭଲସେ ଲେଖା ହବ, ଡାଟାକୁ ଦିଆହବ ଠିକ୍ ଠାକ୍, କରେଣ୍ଟ ଆଫେୟାର ତା ସହିତ ଯୋଡ଼ା ହବ, ରିସେଣ୍ଟ ରିପୋର୍ଟ ଗୁଡ଼ା ଯେଉଁ ନ୍ୟୁଟ୍ରିସନ୍ କଥା କୁହାହେଉଛି, ରିସେଣ୍ଟ ସବୁ ରିପୋର୍ଟରେ ଡାଟା ଫାଟା କ'ଣ ଅଛି ସେଗୁଡ଼ା ସବୁ ଏଡ଼ିସନ୍ କଲେ ଯାଇକି ମିଳିବ ଭଲ ମାର୍କସ୍। ବୁକ୍ସରେ ଗୁଡ଼ାଏ ଜିନିଷ ନଥାଏ, ତାକୁ ଏଡ଼ିସନ୍ କରିବାକୁ ପଡ଼ିବ କରେଣ୍ଟ ଆଫେୟାର ସହିତ ଯୋଡ଼ା ହେଇକି, ତେବେ ଯାଇକି ମାର୍କ ଭଲ ଆସିବ। ଠିକ୍ ଅଛି, ବାକି କନସେପ୍ଟ ଇଜି ରହିବ, ବୁଝିବା ପାଇଁ କୌଣସି ଡିଫିକଲ୍ଟ ହେବ ନାହିଁ। ଗୋଟେ ଦୁଇଟା ଚାପ୍ଟର ଟିକେ ମେ ବି ଆସିପାରେ, ବଟ୍ ଚେଷ୍ଟା କରିବା ତାକୁ ବୁଝିବା ପାଇଁ ଠିକ୍ ଠାକ୍। ବାକି ଚାପ୍ଟର କୌଣସି ଅସୁବିଧା ନାହିଁ ହୋମ୍ ସାଇନ୍ସରେ ବୁଝିବା। ମିନିଂ ଅଫ୍ ହୋମ୍ ସାଇନ୍ସ କ'ଣ? The science of the home, and it's include all the things that concern the person, home, family members, resources। ତାମାନେ ଘର ଯେଉଁ ସବୁ ଲୋକମାନେ ଅଛନ୍ତି, ଗୋଟେ ଘରେ ସ୍ୱାମୀ ସ୍ତ୍ରୀ ପିଲା ଛୁଆ ଅଛନ୍ତି ହେଲା, କମ୍ବାଇଣ୍ଡ ଫ୍ୟାମିଲି, ନ୍ୟୁକ୍ଲିୟର ଫ୍ୟାମିଲି, ଏସବୁ ଗୁଡ଼ାଏ ପ୍ରକାର କଥା ଅଛି। ସେ ରିଲେଟେଡକୁ କେମିତି ଆମେ ଠିକ୍ ଠାକ୍ ନେଇକି ଆଗକୁ ଚାଲିବା, ତାର ରିଲେଟେଡ୍ କଥାକୁ ଜେନେରାଲି ହୋମ୍ ସାଇନ୍ସରେ ପଢ଼ା। ପ୍ଲସ୍ ରିସୋର୍ସେସ୍, ରିସୋର୍ସେସ୍ ମାନେ ସମ୍ବଳ କଥା କୁହ। ସମ୍ବଳ ବିଭିନ୍ନ ସେନ୍ସ କଥା ଲେଖା ହେଇଛି ଏଠି ହେଲା। ଅର୍ଥନୈତିକ କଥା କୁହାହେଉଛି, ୟା ଫିର୍ ତମର ହ୍ୟୁମାନ୍ ରିସୋର୍ସ କଥା କୁହାହେଉଛି, ଏଜ୍ ଗ୍ରୁପ୍ କଥା କୁହାହେଉଛି, ଏସବୁ ଜିନିଷ ଧୀରେ ଧୀରେ ଆଗକୁ ଗଲେ ପଡ଼ିବ। ଇଟ୍ସ ଏଜୁକେସନ୍ ବେଟର ଲିଭିଂ ଆଣ୍ଡ ଦ କୋର୍ ଫର୍ ଇଟ୍ସ ଏଜୁକେସନ୍ ଇନ୍ ଦ ଫ୍ୟାମିଲି ଇକୋସିଷ୍ଟମ୍ ହେଲା। ତା ମାନେ ନୁହେଁ ଯେ ହୋମ୍ ସାଇନ୍ସଟା କେବଳ ପରୀକ୍ଷାରେ ପାସ୍ କରିବା ପାଇଁ। ଠିକ୍ ଅଛି, ତମ ୟୁପିଏସ୍ସି ପାଇଁ ଭାବ ଠିକ୍ ଅଛି, ମୋତେ ହୋମ୍ ସାଇନ୍ସ ଭଲ ରଖିଲେ ମୋତେ ରାଙ୍କ ଆସିବ, ସେଇଟା ଅଲଗା କଥା। ବଟ୍ ହୋମ୍ ସାଇନ୍ସରେ ମଧ୍ୟ ଗୁଡ଼ାଏ କଥା ତମ ପ୍ରାକ୍ଟିକାଲ ୟୁଜେସ୍, ଘର ସଂସାର କେମିତି ଚଳଉଛ ନା, ତା ଉପରେ ଗୁଡ଼ାଏ ସାରା କଥା ଅଛି। ଛୋଟ ଛୋଟ କଥାକୁ ଆମେ ନଜରଅନ୍ଦାଜ କରିଦେଉ। ଗୋଟେ ଛୋଟିଆ ଛୋଟିଆ କଥା ହିଁ ଆମକୁ ଧରିଲେ ଆମର ସମ୍ପର୍କ ସମସ୍ତଙ୍କ ସହିତ ଠିକ୍ ରହିବ, ଘରର ଫାଇନାନ୍ସିଆଲ କଣ୍ଡିସନ୍ ଠିକ୍ ରହିବ, ଘରର ହେଲ୍ଥ ଗୋଟେ ବଡ଼ କଥା କୁହାହେଉଛି ହେଲା। କାରଣ ମନେକର ଓଲ୍ଡ ଏଜ୍ ପର୍ସନ୍ ଅଛନ୍ତି, ବୁଢ଼ାବୁଢ଼ୀ ଯେଉଁଟା କଥା କହୁ, ତାଙ୍କର ଅଲଗା ପ୍ରକାର କଥା ହେଲା। ଛୋଟ ପିଲା ସେମାନେ ଅଲଗା ପ୍ରକାର କଥା, ୟଙ୍ଗ ଏଜ୍ ଲୋକ ତାଙ୍କର ଅଲଗା ପ୍ରକାର କଥା, କିଏ କେଉଁ କାମ କରୁଛି ତା ପାଇଁ କଥା, ସିଷ୍ଟମ୍ ଅଲଗା। ଏସବୁ ଜିନିଷ କୋଉଠି ନା କୋଉଠି ଫ୍ୟାମିଲି ଇକୋସିଷ୍ଟମ୍ ଆମେ ଯଦି ହୋମ୍ ସାଇନ୍ସ ପଢ଼ିବା ୟାକୁ ସବୁ ବୁଝିପାରିବା। ଠିକ୍ ଅଛି, ହାଲାକି ଗୁଡ଼ାଏ ଜିନିଷ ମା ବାପା ପିଲାମାନଙ୍କୁ ଶିଖାନ୍ତି, ବଟ୍ ସେଇ ଜିନିଷ ବୁକ୍ସରେ ଯଦି ଆମେ ପଢ଼ିଦେବା ଆହୁରି ବେଟର ୱେରେ, ସାଇଣ୍ଟିଫିକାଲ ୱେରେ ସେଇ ଜିନିଷକୁ ବୁଝିଦେବା, ହଁ ରିଏଲିଟି ଆକ୍ଚୁଆଲି ଏଇ ଜିନିଷ। Also deal with the reciprocal relation between the family and its nature and man-made environment। Reciprocal ମାନେ ଆମେ ନେଚର ସହିତ କେମିତି ଯୋଡ଼ି ହେବା ଦରକାର, ନେଚର ଆମ ସହିତ କ'ଣ ଯୋଡ଼ି ହେବା ଦରକାର। ଇଏ ସବୁ ଗୋଟେ ପ୍ରକାର କ'ଣ ଗିଭ୍ ଆଣ୍ଡ ଟେକ୍ ରିଲେସନସିପ୍ କଥା କହିପାରିବା। ମନେକର ଆମେ ଗଛ ଲଗେଇବା ନାହିଁ କୁଆଡ଼େ, ଅଫକୋର୍ସ କୋଉଠି ନା କୋଉଠି ଗ୍ଲୋବାଲ ଗ୍ଲୋବାଲ ଯେଉଁ ପଲ୍ୟୁସନ୍ କଥା କୁହାଯାଉଛି, ୟା ଫିର୍ ମାନେ ଯେଉଁ କାର୍ବନ ଡାଇଅକ୍ସାଇଡ୍ କଥା କହୁଛି ବଢ଼ିଯିବ। ଯଦି ଆମେ ସମସ୍ତେ ଗଛ ଲଗାଇବା ସେଇଟା କମିଯିବ। ସେ କଥା କହୁଛି। ଆମେ ଯେଉଁ ଭଳିଆ ଏକ୍ସାମ୍ପଲ୍, ଛୋଟ ପିଲା ଗୋଟେ, ଛୋଟ ପିଲା ଜନ୍ମ ହେଇଛି, ମନେକର 5-6 ବର୍ଷ ହେଇଛି, ତାକୁ ତମେ ବାରମ୍ବାର ବାରମ୍ବାର ମାରିବ, ଗାଲକୁ ମାରିବ, ତା ପିଠିକି ମାରିବ, ସିଏ ବି ସେଇଭଳିଆ ରିଆକ୍ସନ୍ କରିବ କି ମୋତେ କାହିଁକି ମରା ହେଉଛି ସବୁବେଳେ ହେଲା, ମାରୁଛନ୍ତି କାହିଁକି ହେଲା। ତ ସିଏ ତାର ବଳ ପାଉନି, ବଡ଼ ଲୋକକୁ ମାରି ପାରୁନି,
ବଟ୍ ସିଏ ଯାହାକୁ ପାଇବ ତା ଛୋଟ ହଉ ନହେଲେ ତା ସେମ୍ ଏଜ୍ ହଉ ସେଇଭଳିଆ ବିହେଭିୟର ଦେଖେଇବ। କଥାଟା ବୁଝିବୁ। ତେଣୁ ଆମେ ଯଦି ପ୍ୟାର ସେ ପିଲାଙ୍କୁ ବୁଝେଇବା ନାଇଁ ବାବୁ ଏଇଟା ନୁହେଁ ଏଇଟା, ଏଇଟା ନୁହେଁ ଏଇଟା। ଏଇ କଥା ଏଇଟା ତୋର ପାଠ ପଢ଼ିବା ସମୟ, ଏଇଟା ତୋର ଖେଳିବା ସମୟ, ଏଇଟା ବଗେରା ବଗେରା ସମୟ। କୋଉଠି ନା କୋଉଠି ସେଇଟା ଆମେ କହିପାରିବା ରେସିପ୍ରୋକାଲ। ଆମେ ଯୋଉ ଭଳିଆ ୱେରେ ଆମେ ଶୋ କରେଇବା, ଫର ଏକ୍ସାମ୍ପଲ୍ ଓଲ୍ଡ ଏଜ୍ ପର୍ସନ କଥା କହୁଛି, ଯୋଉଟାକି ବର୍ତ୍ତମାନ ସମୟରେ ବହୁତ ବଡ଼ ଚିନ୍ତାର ବିଷୟ। ହେଲା, ସେମାନଙ୍କୁ କେୟାର କରିବା ବଗେରା ବଗେରା ଏସବୁ ଜିନିଷ କରିବା, ତାଙ୍କୁ ଆମେ ସମୟ ଦେବା, କୋଉଠି ନା କୋଉଠି ହେଇପାରୁନି। ହେଲା, ସେସବୁ କଥା ମଧ୍ୟ ପଢ଼ିବା କେମିତି କ'ଣ ବେଟରମେଣ୍ଟ ହେଇପାରିବ। It's the aim of the getting the maximum satisfaction for a person and their family member through the efficient and scientific use of the resources. ଏକ୍ସାମ୍ପଲ୍ ଗୋଟେ ଲୋକ ପାଖରେ 10,000 ଟଙ୍କା ମାସକୁ ଆସୁଛି ଏକ୍ସାମ୍ପଲ୍। ସେ 10,000 ଘର ଚଳେଇବ, ତାର ଯୋଉ ପିଲା ଛୁଆ କିମ୍ବା ବାକି ସବୁ ଜିନିଷ ସେମାନେ ସେଠି ଚଳେଇ 10 ଭିତରେ। କାହାର 1,00,000 ଟଙ୍କା ମନେକର ମାସକୁ ଇନକମ୍ ହଉଛି, ସେ 1,00,000 ଭିତରେ ଚଳେଇବ। ହେଲା, କାହାର ବିଲକୁଲ ଇନକମ୍ ନାହିଁ, 1,000 2,000 ଯାହା ପେନସନ୍ ପାଇକି ଚଳୁଛି। ହେଲା, ଓଲ୍ଡ ଏଜ୍ ପେନସନ୍ କଥା, ସେ ସେତିକିରେ ଚଳିବ। କଥା ଉଠୁଛି ଯାହା ବି ରିସୋର୍ସ ଅଛି ଆମ ପାଖରେ, ସେ ରିସୋର୍ସକୁ ମ୍ୟାକ୍ସିମମ୍ କିମ୍ବା ବେଷ୍ଟ ୟୁଟିଲାଇଜେସନ୍ କେମିତି କରିପାରିବା ଟୁ ଆୱାର ନଲେଜ, ହୋମ୍ ସାଇନ୍ସ ନଲେଜ। ସେ କଥା ମଧ୍ୟ ଆମେ ଏଥିରେ ମଧ୍ୟ ନା କୋଉଠି ବୁଝିବା ପାଇଁ ଚେଷ୍ଟା କରିବା। ଯାଉଛି ନା ମୋ କଥା ଯାଉନି ବାବୁ, ନା ବାଉନ୍ସ ହେଇଯାଉଛି? ଆସୁଛି ସାର୍। ଯାଉଛି, ବୁଝି ହଉଛି ତ? ବୁଝି ହଉନି ବିଲକୁଲ, ବୁଝି ହଉନି ମୋ କଥା? ବୁଝି ହଉଛି, ଇଜି କଥା ଅଛି ବାବୁ, ବିଲକୁଲ ଇଜି ଜିନିଷ ଅଛି। ଏକଦମ ନର୍ମାଲ କଥା ହେଲା, ଏକଦମ ABCD ଯେମିତି ନା ସେଇଭଳିଆ କଥା ଅଛି ହେଲା। Next, it gives the person all the knowledge of the scientific procedure involved in the making at the home beautiful. For example, ମନେକର ଆମେ ଜାଣିଛେ କ'ଣ ଆଚାର ବନାଯାଏ। ଆଚାର ବନା ହଉଛି, ମନେକର ପିକିଲ କଥା କୁହାହଉଛି। ସେ ପିକିଲ କ'ଣ ଇନଗ୍ରେଡିଏଣ୍ଟ ମିଶିବ, କ'ଣ ହେଲେ ସେଟା ଆକ୍ଚୁଆଲି ଭଲ ଫ୍ଲେଭର ମିଳିବ, ଅଧିକା ଦିନ ପର୍ଯ୍ୟନ୍ତ ରହିବ। ହେଲା, ଏ ସବୁ ଆମେ ପଢିକି ଗୋଟେ ଆଚାର ବନେଇବା, ଆଉ ଏମିତି ମା ଶିଖେଇଥିଲା କି ଭାଇ ସାହେବ ଆମ୍ବ କାଟିଦେବୁ, ସୋରିଷ ତେଲ ମିଶେଇ ଦେବୁ, ଆଚାର ବନିଗଲା, ସେଟା ବି ଗୋଟେ ପ୍ରୋସେସ ଅଛି। ତେଣୁ କୋଉ ୱେରେ ଗଲେ ଆମକୁ ବେଟର ଅଣ୍ଡରଷ୍ଟାଣ୍ଡିଂ ମିଳିପାରିବ, ପ୍ଲସ୍ ନ୍ୟୁଟ୍ରିସନାଲ ଭ୍ୟାଲୁକୁ ଆମେ ଏଡିସନ କରିପାରିବା ୱିଥ୍ ଖାଦ୍ୟ। ଏ ଆଚାର ବନିବ, ତା ସହିତ କ'ଣ ଏକ୍ସଟ୍ରା ମିଶେଇଲେ କିମ୍ବା କ'ଣ ଜିନିଷ ନ ମିଶେଇଲେ ଆମକୁ ହେଲ୍ଦିୟର ହବ, ପ୍ଲସ୍ ଖାଇବା ପାଇଁ ଟେଷ୍ଟି ଲାଗିବ। ସେଇଟା ସାଇଣ୍ଟିଫିକ ପ୍ରୋସିଜର। ତାକୁ କୋଉଠି ନା କୋଉଠି ଆମେ ପଢିବା ଦ୍ୱାରା ଜାଣିପାରିବା। ମା ସବୁ ଜିନିଷ ଶିଖେଇ ପାରିବେନି, ମାଙ୍କର ଯେତିକି ଜ୍ଞାନ ଥିବ ସେ ସେଇ କଥା କହିବେ, ଝିଅକୁ ହଉ କିମ୍ବା ପୁଅକୁ ହେଇଯାଉ। ତାଙ୍କ ପାଖରେ ଯେତିକି ଜ୍ଞାନ ନାହିଁ ସେ ଜିନିଷ କେମିତି କହିବେ? ସେ ତମେ କେମିତି ଜାଣିବ? ନା ବୁକ୍ସରେ ପଢିଲେ ଜାଣିବ। ବୁଝିବୁଝି କଥା, ସାଇଣ୍ଟିଫିକାଲି କଥା କହୁଛି, ସାଇଣ୍ଟିଫିକାଲି। ମନେକର ନର୍ମାଲ ଆମେ ଡ୍ରେସ୍ ସଫା କରୁଛୁ, ଆମେ ଜାଣୁଛୁ ଠିକ୍ ଅଛି, ଡ୍ରେସ୍ ନେଇ ପକେଇଦେଲୁ ୱାସିଂ ମେସିନ୍ ସଫା ହେଇଯାଉଛି। କୋଉ ପାଣିର ବେଟର ହବ ସଫା ହବ? ନର୍ମାଲ ଆମର ଫ୍ରେଶ ୱାଟର ପାଣି, ୟା ଫିର ନହେଲେ ସଲ୍ଟି ୱାଟର କିମ୍ବା ଆମର ହେଭି ୱାଟର, କୋଉ ପାଣିରେ ଆକ୍ଚୁଆଲି ଭଲ ସଫା ହବ? କୋଉ ଭଳିଆ ଡିଟର୍ଜେଣ୍ଟ, କୋଉ ଭଳିଆ ଲୁଗା, ପଲିଷ୍ଟର କଥା କୁହାହଉଛି, ୟା ଫିର ଟେରିକଟ କଥା କୁହାହଉଛି, ୟା ଫିର ନାଇଲନ କଥା କୁହାହଉଛି, କୋଉଟାରେ ଧୋଇଲା ବେଳେ କ'ଣ ଜିନିଷ କରାହବ? ଏହି ସବୁ ତମକୁ ଜ୍ଞାନ ଥିଲେ କୋଉଠି ନା କୋଉଠି ପରଫେକ୍ଟ ହେଇପାରିବ। ନହେଲେ ଯୋଉଟା କି ଆକ୍ଚୁଆଲି ଗୁଡ଼ାଏ ପ୍ରକାର ଡ୍ରେସ୍ ଥାଏ, ତାକୁ ସଫା କରିହେବନି ଆକ୍ଚୁଆଲି। ତମେ ଆକ୍ଚୁଆଲି ସେ ଜିନିଷ ସଫା କରିଦେବ, ୱାସିଂ ମେସିନ୍ ପକେଇଦେବ, କପଡ଼ା ଖରାପ ହେଇଗଲା, ଏସବୁ ହଜାର ପ୍ରକାର କଥା। ତ ଆକୁ କୋଉଠି ନା କୋଉଠି ସାଇଣ୍ଟିଫିକ ୱେରେ ତମେ ସେ ଜିନିଷ କରିବ। ହୋମ୍ ସାଇନ୍ସ ଇଣ୍ଟିଗ୍ରେଟ୍ ଦ ଆପ୍ଲିକେସନ୍ ଅଫ୍ ଦ ଭେରିୟସ୍ ସାଇନ୍ସ। ତା ମାନେ ନୁହେଁ ଯେ ହୋମ୍ ସାଇନ୍ସରେ କେବଳ ଆଚାର ବନେଇବା କଥା କିମ୍ବା କେମିତି କ୍ଷୀର ଗରମ କରାହବ କିମ୍ବା ବାକି ଜିନିଷ ଶିଖାହବ, ନା। ଗୁଡ଼ାଏ ପ୍ରକାର ଏଥିରେ ବି ଆକ୍ଚୁଆଲି ଫିଜିକ୍ସ କିଛି ଅଛି, ଏଥିରେ ବି କେମିଷ୍ଟ୍ରି ଅଛି, ଏଥିରେ ବି ବାୟୋଲୋଜି ଅଛି। ହେଲା, ଏଥିରେ ବି ଏନଭାୟରନମେଣ୍ଟ ଅଛି। ବହୁତ ସାରା କଥା ବି କୋଉଠି ନା କୋଉଠି ଆମେ ପ୍ରାକ୍ଟିକାଲ ଜିନିଷ ଗୁଡ଼ା ଏଥିରେ ଶିଖିବା। ବହୁତ ସାରା ପିଲା କହନ୍ତି ହୋମ୍ ସାଇନ୍ସ ଆକ୍ଚୁଆଲି ଝିଅ ପିଲାଙ୍କ ପାଇଁ, ବିଲକୁଲ ସେଇଆ ନୁହଁ। ଯଦି ଲେଡିଜଟେ କିମ୍ବା ଫିମେଲ ଜଣେ ତା ହଜବେଣ୍ଡକୁ କାମରେ ସପୋର୍ଟ କରୁଛି, ହଜବେଣ୍ଡ କାହିଁକି ତାକୁ ସପୋର୍ଟ କରିପାରିବନି? ଏକ୍ସାମ୍ପଲ୍ ଆଜି କଥା କୁହାହଉଛି, ମୋ ଘର ଏଇଠି କଥା କୁହାହଉଛି। ମନେକର ମୋ ଝିଅକୁ ମିସେସ୍ ନେଇକି ଯାଇଛନ୍ତି, ତାର କୋଉଠି ଆମର ରାଇମ୍ କମ୍ପିଟିସନ୍ ଅଛି ଏ ସୋସାଇଟିରେ। ମନେକର ମୁଁ ଚିକେନ୍ ଆଣିକି ତାକୁ ମ୍ୟାରିନେଟ୍ କରିଦେଇଛି, ମେ ବି ଦରକାର ପଡ଼ିଲେ କ୍ଲାସ୍ ପରେ ମୁଁ ତାକୁ ରୋଷେଇ କରିଦେଇପାରିବି। ଜି ହଁ, ଯଦି ୱାଇଫ୍‌ଟା ସବୁବେଳେ କରୁଛି ଘରେ, ତ ହଜବେଣ୍ଡକୁ ବହୁତ ପ୍ରକାର ଜିନିଷ ତାକୁ ସପୋର୍ଟିଭ ହବା ଦରକାର। ପିଲା ଛୁଆ ମାନଙ୍କର ଖାଇବା କଥା କୁହାହଉଛି। ସେଟା ପିଲା ବାବୁ ତମେ ଅନମ୍ୟାରେଡ୍ ଅଛ ଜାଣିନ କଥା, ବଟ୍ ବାହାରେ ରହିଲା ପରେ ସମସ୍ତେ ୱାର୍କିଂ ପ୍ରଫେସନ୍ ହେଇଗଲା ପରେ ପିଲା ଛୁଆଙ୍କ ଦାୟିତ୍ୱ ବହୁତ ଇଏ ଲାଗିଯାଏ। ତେଣୁ ସମସ୍ତେ ଏଠି ମିଶିଲେ ଗୋଟେ କାମ ହେଇପାରିବ, ସେ କଥା ଲେଖା ହେଇଛି। ହେଲା, ମନେକର ହଜବେଣ୍ଡ ବିଲକୁଲ ଜାଣିନି, କେବଳ ବହି ଖାତା ପାଠ ପଢ଼ା ଜାଣିଛି, ବାକି ଆଉ କିଛି ଜାଣିନି, କେମିତି ହବ? ପିଲା ଛୋଟ ପିଲା ଝାଡ଼ା କରିବେ, ପରିସ୍ରା କରିବେ, ହେଲା ତାଙ୍କ ଡ୍ରେସ୍ ଗନ୍ଦା ହବ,
ବେଧାମୀ ହେବେ ହେଲା, ହଜାର ପ୍ରକାର ତାଙ୍କର ଖାଦ୍ୟ ଖାଇବା ଟାଇମରେ ସେମାନେ ଖାଇବେନି, ତାଙ୍କୁ ଖୁଆଇବାକୁ ପଡ଼ିବ, ହଜାର ପ୍ରକାର କଥା ଅଛି। ତା ମାନେ ନୁହେଁ ଯେ କେବଳ ଲେଡିଜ୍ ଜାଣିପାରିବ। କଥାକୁ ତ ମେଲ୍ ମେଲ୍ ପୁଣି ଶିଖିବାକୁ ପଡ଼ିବ ନା, କେମିତି ଶିଖିବ ସେ? ହେଲା। ହାଲାକି ଠିକ୍ ଅଛି, ଘରୋଇ ବିଭିନ୍ନ ପ୍ରକାର କଥା ଆମେ ଆମ ବାପା ମାଆଙ୍କ ଠାରୁ କିମ୍ବା ସିଏ ତାଙ୍କ ବାପା ମା ଶିଖିଯାଆନ୍ତି। ବଟ୍ ଷ୍ଟିଲ୍ ଯଦି ସାଇଣ୍ଟିଫିକ୍ ୱେରେ କରାହବ ନା, ପିଲାଟା କ'ଣ ଖାଇବା ଦରକାର? ପିଲାର ଡାଏଟରେ କ'ଣ ରହିବା ଦରକାର? କାରଣ କୋଉ ଏଜ୍‌ରେ ପିଲାଙ୍କୁ ତାଙ୍କ ବ୍ରେନ୍ ଡେଭଲପମେଣ୍ଟ କ'ଣ ବିଲକୁଲ ଅଛି ଗୋଟେ ଅଲଗା ଅଲଗା ଚାପ୍ଟରରେ କୋଉ ଏଜ୍‌କୁ କ'ଣ ଖାଇବାକୁ ପଡ଼ିବ, କ'ଣ ଭିଟାମିନ୍, କ'ଣ ପ୍ରୋଟିନ୍, କ'ଣ ଲିପିଡ୍, କାର୍ବୋହାଇଡ୍ରେଟ୍ ଏଭ୍ରିଥିଙ୍ଗ ଇଜ୍ ଦେୟାର ହେଲା। ଡାଏଟ୍ ମନେକର ଗୁଡ଼ାଏ ଲୋକ କରୁଛନ୍ତି କ'ଣ? ପଖାଳ ଖାଇଦେଇ ଶୋଇପଡୁଛନ୍ତି, ୟା ଫିର୍ ଭାତ ପେଟେ ଖାଇକି ଶୋଇପଡୁଛନ୍ତି। ସେଟା ସିନା ପେଟେ ଖାଇଦେଲେ ଭାତ, ବଟ୍ ସେଟା ବଡି ପୁରିଲାନି ବାବୁ, ପ୍ରୋଟିନ୍ ହଙ୍ଗର ସେଟାକୁ କୁହାହଉଛି ହେଲା। ଖାଇ ତ ଦେଲ ପେଟେ ପୁରା ଭାତ ଆରାମସେ, ସାପ ଭଳିଆ ଗଡ଼ିବ। ବଟ୍ ସେଟା ଖାଦ୍ୟ ଦେହର କିଛି ଆସିବନି। କାର୍ବୋହାଇଡ୍ରେଟ୍ ଅଛି ଚାଉଳରେ। ତ ତମକୁ ଦେଖିବାକୁ ପଡ଼ିବ ବାଲାନ୍ସ ଡାଏଟ୍ କ'ଣ ଅଛି। ସେଇ ଜିନିଷ ମଧ୍ୟ ତମେ ଏଇଠି ପଢ଼ିଲେ ଜାଣିବ ନାହିଁ ଭାଇ ସାହେବ, ଆଚ୍ଛା ଆଚ୍ଛା ଆମକୁ ତାହେଲେ ପ୍ରୋଟିନ୍ ମିଶିବାକୁ ପଡ଼ିବ, କାର୍ବୋହାଇଡ୍ରେଟ୍ କିଛି ମିଶିବାକୁ ପଡ଼ିବ। ପୁଣି ଫିଜିକାଲ୍ ଲେବର୍ କିଏ କ'ଣ କରୁଛି? ସେ ଲୋକ ଲେବର୍ କାମ କରୁଛି, ତାକୁ କ'ଣ ଦରକାର କାର୍ବୋହାଇଡ୍ରେଟ୍। ଜଣେ ଲୋକ ବସିକି ପାଠ ପଢୁଛି, ତା ପାଇଁ କ'ଣ ଦରକାର ହେଲା। ଜଣେ ଲୋକ ଚଲାବୁଲା କରୁଛି, ଜଣେ ଦୌଡୁଛି, ଆଥଲେଟ୍ସ କଥା କୁହ, ତା ପାଇଁ କ'ଣ ଦରକାର। ଏଇ ସବୁ ପ୍ରତ୍ୟେକ ଅଲଗା ଫର୍ ଏକ୍ସାମ୍ପଲ୍ ଗୋଟେ ଘରେ ଛୁଆଙ୍କ ପାଇଁ ଅଲଗା ଖାଦ୍ୟ ହେଲା। ବୁଢ଼ାବୁଢ଼ୀଙ୍କ ପାଇଁ ସେମାନେ ଦାନ୍ତ ନଥିବ, ସେମାନେ ଚୋବେଇ ପାରିବେନି, ତାଙ୍କ ପାଇଁ ତରଳିଆ ଖାଦ୍ୟ। ବାକି ୟଙ୍ଗ ଏଜ୍ ପାଇଁ ତାଙ୍କର ମଧ୍ୟ ଏନର୍ଜି ଦରକାର, ପ୍ରୋଟିନ୍ ଦରକାର, ଏସବୁ ଜିନିଷ ଦରକାର। କୋଉଠି ନା କୋଉଠି ସବୁ ଏଜ୍‌ରେ ଭେରାଇଟି ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରୋସେସ୍ ଏସବୁ ଜିନିଷ ହବା ଦରକାର। ସମସ୍ତେ ଜାଣିବା ଦରକାର। ତା ମାନେ ନୁହେଁ ଯେ ଫିମେଲ୍ ଗୋଟେ ଜାଣିବ, ଲେଡିଜ୍ ଗୋଟେ ଜାଣିବ, ମେଲ୍ କୁ ବି ଜାଣିବା ଦରକାର। ଓକେ, ଫ୍ୟାମିଲି ନ୍ୟୁଟ୍ରିସନ୍ କଥା କୁହାହଉଛି ହେଲା। ଲାଇକ୍ ଦ ଭେରିୟସ୍ ସାଇନ୍ସ ଆଣ୍ଡ ଦ ହ୍ୟୁମାନିଟିଜ୍। ସାଇନ୍ସ ଆଉ ହ୍ୟୁମାନିଟି ଭିତରେ ଡିଫରେନ୍ସ ବାବୁ ଦେଖ। ଏକ୍ସାମ୍ପଲ୍ ତ ଫିଜିକ୍ସ କେମିଷ୍ଟ୍ରି ପଢୁଛୁ ହେଲା। କୌଣସି ଜିନିଷ ଟ୍ରୁଥ୍ ଯୋଉଟା ନା ସେଟା ସାଇନ୍ସରେ ମେନସନ୍ କରାହେଇଛି। ଟ୍ରୁଥ୍ ଯୋଉଟା ସେଟା ସାଇନ୍ସରେ ମେନସନ୍ କରାହେଇଛି। ହାଲାକି ୟା ଡିପଲି ଗଲେ ଅଲଗା ପ୍ରକାର କଥା, ଆମେ ଯିବାନି। ହ୍ୟୁମାନିଟି କ'ଣ? ଫିଲୋସଫି କଥା କୁହାହଉଛି, ଲିଟରେଚର କଥା କୁହାହଉଛି, ଆର୍ଟସ କଥା କୁହାହଉଛି। ତମର ସବଜେକ୍ଟିଭ ନଲେଜ, ସେଥିରେ କିଛି ଗୋଟେ ଆନ୍ସର ନଥିବ। ମୁଁ ମନେକର କହିବି ସେ ଲୋକଟା ଭଲ କି ଖରାପ, ତମେ କହିବ ନା ଭଲ, ଆଉ ଜଣେ ଲୋକ ଆସିକି କହିବ ଖରାପ। ଏମିତି ସେ ଆକ୍ଚୁଆଲି ଗରିବ ଲୋକଙ୍କୁ ସାହାଯ୍ୟ କରୁଛି, ଭଲ। ଆଉ ଜଣେ ଲୋକ କ'ଣ ନା ସେ ତ ଧନୀ ଲୋକଙ୍କ ଠାରୁ ପଇସା ନେଉଛି ବହୁତ ସାରା, ଗରିବ ଲୋକଙ୍କୁ କଲା କ'ଣ, ନେବା କଥା ନୁହଁ କାହା ପାଖରୁ। ତେଣୁ ଏଠି ସବଜେକ୍ଟିଭ କିଛି ଆନ୍ସର ନାହିଁ ୟାର। ଫିଲୋସଫି ୱେରେ ଆମେ ତାକୁ ଦେଖିପାରିବା, ଲଜିକାଲ ୱେରେ ଦେଖିପାରିବା। ଏଇଟା ତ ହ୍ୟୁମାନିଟି, ତମର ଯୋଉ ଜିଓଗ୍ରାଫି ହେଇଗଲା, ହିଷ୍ଟ୍ରି ହେଇଗଲା, ଏଇ ସବୁ କୋଉଠି ନା କୋଉଠି ଆର୍ଟସ ହେଇଗଲା, ଫିଲୋସଫି ହେଇଗଲା, ତାକୁ ଆମେ ହ୍ୟୁମାନିଟି ରଖିପାରିବା। ସାଇନ୍ସରେ କାହାକୁ ରଖିବା ପୁରା ଫିଜିକ୍ସ ହେଇଗଲା, କେମିଷ୍ଟ୍ରି ହେଇଗଲା, ବାୟୋଲୋଜି ହେଇଗଲା, ଯୋଉଟା ଟ୍ରୁଥ୍, ୟୁନିଭର୍ସାଲ ଟ୍ରୁଥ୍ ଏପର୍ଯ୍ୟନ୍ତ ଯୋଉଟା ଡେଭଲପମେଣ୍ଟ କରାହେଇଛି। ବାୟୋଲୋଜିରେ କଥା କୁହାହଉଛି ଭାଇ ସାହେବ, ଜିନ୍ ଉପରେ ତମର ଏତିକି ରିସର୍ଚ୍ଚ ହେଇକି ରହିଛି, ଏବେ ପର୍ଯ୍ୟନ୍ତ ସେଇଟା ଟ୍ରୁଥ୍। ୟା ପରେ କିଛି ଗୋଟେ ନୂଆ ସାଇଣ୍ଟିଷ୍ଟ ଆସିବେ କିମ୍ବା ଯାହା ବି ଚାଲିଛି କ୍ୟାନ୍ସର ଉପରେ ରିସର୍ଚ୍ଚ ଚାଲିଛି, ମେଡିସିନ ଆସିଗଲା ତ ଠିକ୍ ଅଛି, ୟୁଜ୍ କରାହବ। ଏବେ ପର୍ଯ୍ୟନ୍ତ ଯୋଉଟା ସେଇଟା ଟ୍ରୁଥ୍, ତାକୁ ମାନିକି ଚାଲିବ। ଦ୍ୟାଟ୍ ଇଜ୍ ଦ ସାଇନ୍ସ। ଫିଜିକ୍ସ କେମିଷ୍ଟ୍ରି କଥା କହୁଛି, ସ୍ପେସ୍ ସାଇନ୍ସ ହେଇଯାଉ, ବାକି କଥା ହେଇଯାଉ, କିମ୍ବା କେମିକାଲ ରିଆକ୍ସନ କଥା ହେଇଯାଉ, ଯାହା ଅଛି ଏପର୍ଯ୍ୟନ୍ତ ସେଇଟା ଟ୍ରୁଥ୍। ଟ୍ରୁଥ୍ ନ ହେଲା ପର୍ଯ୍ୟନ୍ତ ସାଇନ୍ସ ହେଇପାରିବନି। ହ୍ୟୁମାନିଟି କ'ଣ? ଆମେ ଲଜିକ୍ ଲଗେଇ ପାରିବା। ସକ୍ରେଟିସ୍ କହିଥିଲେ କ'ଣ, ଭାଇ ସାହେବ ଲଜିକ୍ ମାଧ୍ୟମରେ ଆମେ କୌଣସି ଜିନିଷକୁ ଅଧିକା ପ୍ୟୁରିଫିକେସନ କରିପାରିବା। ଏଇଟା ତ ହ୍ୟୁମାନିଟି। ତେଣୁ ଏଇ ଯୋଉ ହୋମ୍ ସାଇନ୍ସ ଭିତରେ କୋଉଠି ନା କୋଉଠି ଆମେ ମିକ୍ସଚର ଅଫ୍ ସାଇନ୍ସ ଆଣ୍ଡ ହ୍ୟୁମାନିଟି ପାଇପାରିବା। ଓକେ, ଟୁ ଇମ୍ପ୍ରୁଭ ଦ ହ୍ୟୁମାନ ଏନଭାୟରନମେଣ୍ଟ, ଫ୍ୟାମିଲି ନ୍ୟୁଟ୍ରିସନ୍ କଥା ବଡ଼ ଜିନିଷ ଅଛି, ଅଲଗା ଅଲଗା ଚାପ୍ଟର ସବୁ, ଏଇଟା ଇଣ୍ଟ୍ରୋଡକ୍ସନ୍ ଚାଲିଛି, ବାକି ସବୁ ଅଲଗା ଅଲଗା ଚାପ୍ଟର ଅଛି। ନ୍ୟୁଟ୍ରିସନ୍ କ'ଣ ଜିନିଷ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, କୋଉ ଡେଫିସିଏନ୍ସି ହେଲେ କୋଉ ଡିଜିଜ୍ ବଗେରା ଅଛି, ଏସବୁ ଜିନିଷ ମଧ୍ୟ ଆଗକୁ ପଡ଼ିବ। ମ୍ୟାନେଜମେଣ୍ଟ ଅଫ୍ ଦ ରିସୋର୍ସେସ୍, କ'ଣ କ'ଣ ରିସୋର୍ସ କେମିତି କରାହେବ। ଗୋଟେ ଗୋଟେ ଫ୍ୟାମିଲି ଦେଖିବ ସେମାନଙ୍କର ଇନକମ୍ ଜାଦା ନଥିବ, ବଟ୍ ସେମାନଙ୍କର ଫ୍ୟାମିଲି ଡାଇଲି ଚଳିବାରେ କିମ୍ବା ତାଙ୍କର ଖାଇବା ପିଇବା କିମ୍ବା ତାଙ୍କର ଯୋଉ ପିଲାଙ୍କୁ ପାଠ ପଢ଼େଇବା କିମ୍ବା ବାକି ସବୁ ଜିନିଷ କୋଉଠି ନା କୋଉଠି ପ୍ରପର ୱେରେ ଗୋଟେ ମ୍ୟାନେଜ କରିପାରନ୍ତି। କ'ଣ ପାଇଁ? ଆଉ ଜଣେ ଜଣଙ୍କୁ ଦେଖିବ ପଇସା ଧୁମଧାମ ଆସୁଥିବ, ତାଙ୍କ ପିଲା ମଣିଷ ହେବେ, ସେ ନିଜେ ମଣିଷ ହେବେ, କୋଉଠି ନା କୋଉଠି ଏପଟ ସେପଟ ସବୁ ବିଛୁଳା ହେଇକି ଥିବ କଥା। ମ୍ୟାନେଜମେଣ୍ଟ କରିବ କିଏ? କୋଉଠି ନା କୋଉଠି ଗାର୍ଡିଆନ କିମ୍ବା ବାକି ଯୋଉ ମ୍ୟାନେଜମେଣ୍ଟ କରୁଛନ୍ତି ଘରେ, ତାଙ୍କୁ ଗୋଟେ ପ୍ରକାର କଣ୍ଟ୍ରୋଲରେ ସମସ୍ତଙ୍କୁ ରଖିବା ଦରକାର। ଚାଇଲ୍ଡ ଡେଭଲପମେଣ୍ଟ ଇଏ ବହୁତ ବଡ଼ କଥା, ଛୋଟ ପିଲା ସମୟରେ ନା ବହୁତ ବଡ଼ ଜିନିଷ, ବ୍ରେନ୍ ଡେଭଲପମେଣ୍ଟ ବହୁତ ଜଲ୍ଦି ହେଇଯାଏ ପିଲା। ତେଣୁ ସେଇ ସମୟରେ ତାଙ୍କୁ କ'ଣ ଖାଦ୍ୟ ଦରକାର, କ'ଣ ଏଜୁକେସନ ଦରକାର, କ'ଣ ଖେଳ ଦରକାର, ଏଇସବୁ ଜିନିଷ ଜାଣିବା ଦରକାର। ଧର ବହୁତ ସାରା ତମେ ଦେଖିଛ ଗାଁ ଗହଳିରେ ମା ମାନେ ଅଛନ୍ତି, ମାନେ ପିଲା ଜନ୍ମ କରୁଛନ୍ତି, ଜାଣିନାହାନ୍ତି ପିଲାଙ୍କୁ ଆକ୍ଚୁଆଲି କ'ଣ ଦରକାର। ଦୁଃଖ କଥା ଏଠି ଜିନିଷ ଗୁଡ଼ା। ତାଙ୍କୁ ଠିକ୍ ଅଛି ଅଙ୍ଗନବାଡ଼ି ମାଧ୍ୟମରେ କିଛି ଜିନିଷ ତାଙ୍କୁ ମାନେ ଇନପୁଟ କରାହେଉଛି କି ଭାଇ ସାହେବ ଏଇ ହାଲାକି ନ୍ୟୁ ଏଜୁକେସନ ପଲିସିଟା ଆଉ ଟିକେ ପ୍ୟୁରିଫିକେସନ ଆସିବ ପିଲାଙ୍କୁ ଖେଳ ମାଧ୍ୟମରେ ବଗେରା ବଗେରା ମାଧ୍ୟମରେ। ତଥାପି ବହୁତ ସାରା ମା ମାନେ ଜାଣିନାହାନ୍ତି ଆକ୍ଚୁଆଲି ପିଲାଙ୍କୁ କ'ଣ ଖାଦ୍ୟ ଦରକାର, ନା ପିଲା କେତେବେଳେ କ୍ଷୀର ପିଇବା ଦରକାର, ବା କ'ଣ ଖାଇବା ଦରକାର, ଡାଏଟରେ କ'ଣ ସାମିଲ କରିବା ଦରକାର, ନା ଏସବୁ ଗୁଡ଼ାଏ ପ୍ରକାର କଥା। ତାକୁ ମଧ୍ୟ କୋଉଠି ନା କୋଉଠି ତମେ ଯଦି ଏ ବହି ପଢ଼ିଲା ପରେ ପିଲା ଜନ୍ମ କରିବ, କୋଉଠି ନା କୋଉଠି ସେ ଜିନିଷ ଅଧିକା ଜାଣିପାରିବ। ମା ହେଇଥାଉ ବାପ ହେଇଥାଉ,
ସିଙ୍ଗିଲ କୁହାହବନି, ମା ହେଇଥାଉ ବାପ ହେଇଥାଉ ସମସ୍ତେ କରିପାରିବେ। ହୋମ୍ ସାଇନ୍ସ ଇଜ୍ ଦ ଆର୍ଟ ଅଫ୍ ଦ ମ୍ୟାନେଜିଂ ରିସୋର୍ସେସ୍ ଏଫିସିଏଣ୍ଟଲି। ଯାହା ବି ଘରେ ଅଛି, ଯାହା ବି ଲୁଗାପଟା ଅଛି ତାକୁ କେମିତି ପଡ଼ିପାରିବ, ପିନ୍ଧିପାରିବ। ଫର୍ ଏକ୍ସାମ୍ପଲ୍ ମନେକର ଗରମ ଦିନ ଅଛି, ଗରମ ଦିନେ ତମେ ଗୋଟେ କମ୍ବଳ ଘୋଡ଼ିକି ବସିବ, ଝାଳ ବୋହିବ, କଥା ଅଲଗା ହବ। ଶୀତ ଦିନେ ଅଛି ତ ବିଲକୁଲ କିଛି ଖାଲି ଦେହରେ ବୁଲେ, ଥଣ୍ଡା ଲାଗିଯିବ। କିମ୍ବା କୋଉ ଲୁଗାଟାକୁ କେମିତି ରଖାହବ, ଆଇରନ୍ କରିକି ରଖାହବ କୋଉଟା, କିମ୍ବା କୋଉଟା ରିଙ୍କିଲ୍ ଫ୍ରି ଅଛି ବଗେରା ବଗେରା କଥା। କୋଉ ଜାଗାରେ କୋଉ ସେଲ୍ଫରେ କୋଉଟା ରଖିବ, ଘରକୁ ଗୋଟେ ପଶିଲା ପରେ ଲାଗିବ ନାହିଁ ଠିକ୍ ଜବରଦସ୍ତ କଥା ଅଛି। ଘରେ ଗୋଟେ ସଜାସୁଜି ହେଇଛି, ପରିଷ୍କାର କରିବ। ବାଥରୁମ୍ ଗୋଟେ କଥା, ତାକୁ ପରିଷ୍କାର। କିଚେନ୍ ସେ କଥା ବହୁତ ପରିଷ୍କାର ଦରକାର। କମ୍ପ୍ୟୁଟର ମଧ୍ୟ ବହୁତ ବ୍ୟାକ୍ଟେରିଆ ଭାଇରସ୍ ଥାଏ, ଜିନିଷ ମଧ୍ୟ ପରିଷ୍କାର ଦରକାର। ଏସବୁ କୋଉଠି ନା କୋଉଠି ଏଫିସିଏନ୍ସି ମ୍ୟାନେଜ କରିବାକୁ ପଡେ ସମସ୍ତଙ୍କୁ, କେବଳ ଲେଡିଜ୍ ନୁହଁ, ମେଲ୍‌କୁ ମଧ୍ୟ। ହୋମ୍ ସାଇନ୍ସ ଇଜ୍ ଦ ଆର୍ଟ ଅଫ୍ ଦ କଳା ମ୍ୟାନେଜିଂ ରିସୋର୍ସେସ୍ ଏଫିସିଏଣ୍ଟଲି, ସାଇନ୍ସ ଅଫ୍ ଆଚିଭିଂ ହେଲ୍ଦି, ସାଇନ୍ସ ଅଫ୍ ଆଚିଭିଂ ହେଲ୍ଦି ଆଣ୍ଡ ହ୍ୟାପି ହୋମ୍ ଇଜ୍ ୱେଲ୍ ଦ ସକ୍ସେସଫୁଲ କ୍ୟାରିୟର। ଦେଖ, ବେଳେବେଳେ ମୁଁ ମଧ୍ୟ କ୍ଲାସରେ ବେଳେବେଳେ କହେ, ତମେ ଯୋଉଠି ଆକ୍ଚୁଆଲି ପଢୁଛ ତମ ଟେବୁଲଟା ନିଟ୍ ଆଣ୍ଡ କ୍ଲିନ୍ ହେଇଥିବା ଦରକାର। ଟେବୁଲ ଉପରେ ୟାକୁ ଥୁଆ ହେଇଛି, ତାକୁ ଥୁଆ ହେଇଛି, ତାକୁ ଥୁଆ ହେଇଛି, ସେଉ ଅଧେ ଥୁଆ ହେଇଛି, ନହେଲେ ଭାତ ଅଧେ ଥୁଆ ହେଇଛି, ସେ ତରକାରୀ ଅଧେ ପଡିଛି, ସେଇଠି ସବୁ ଅସନା ମସନା ହେଇଛି, ତମେ ସେଇଠି ବହିଟାକୁ ରଖିଦେଇ ପଡିଛ। ପାଠ ହବନି ସେମିତି। ପରିଷ୍କାର ପରିଚ୍ଛନ୍ନ ଗୋଟେ ବହୁତ ବଡ ଜିନିଷ, ପାଠ ହବନି। ଏନଭାୟରନମେଣ୍ଟ କ୍ଲିୟର ହେଲେ ନା ଜର୍ମଟା ତମକୁ ଦେଖାଯାଇବ। ମାଇକ୍ରୋସ୍କୋପିକ ଛୋଟ ଛୋଟ, ତମେ ତମେ କଣ ମାଇକ୍ରୋସ୍କୋପ ପକେଇ ଦେଖିବି କୋଉଠି ରହିଲା କଣ ବ୍ୟାକ୍ଟେରିଆ, ସେଟା ବୁଲୁଥିବେ, ବୁଲିବେ ମାନେ ସେମାନେ ବଡିରେ ପଶିବେ। ବଡିରେ ପଶିଲା ମାନେ ବିଭିନ୍ନ ପ୍ରକାର ଆମ ବଡିକୁ ମାନେ ଇନଆକ୍ଟିଭ କରିବେ। ଆମ ସେଲ୍ ଫଙ୍କସନ ଠିକ ଠାକ କରିବ ନାହିଁ, ବ୍ଲଡ ସାର୍କୁଲେସନ ଠିକ ଠାକ ହବ ନାହିଁ, ମାଇଣ୍ଡକୁ ଠିକ ଠାକ ପାଠ ଯିବନି, ମନେ ରହିବନି। ପରିଷ୍କାର ବଡ ଜିନିଷ ଗୋଟେ ହେଲା, ବଡ ଜିନିଷ ପରିଷ୍କାର। ପୁରା 5 ମିନିଟ୍ ପ୍ରତ୍ୟେକ ଦିନ ପରିଷ୍କାର କର, ତାପରେ ପଢ। ଯାଉଛି ନା କଥା ଆଉ ବାଉନ୍ସ ହେଇଯାଉଛି ବା, ସେଇଛି କଥା ହେଇଯିବ। ଯାହା କଥା ଘରେ ସବୁ ଶୁଣିଛୁ, ଯିବ ସେ କଥା। ଜ୍ୟୋତି ନାୟକ ବାବୁ ବୁଝିଲା କଥା ଯାଉନି, ଜୁହି ଚାୱଲା, ପ୍ରଧାନ, ଲିଜା ମଲ୍ଲିକ Yes, sir. ଯାଉ ତ, ଏ କଥା ଶୁଣିଥିଲ ତ ସବୁ? ହଁ ସାର୍ ସବୁ ଶୁଣିଛୁ ଆମେ। Yes, sir. Yes, sir. ସମସ୍ତେ ଶୁଣିଛ, ବଟ୍ ଆଗେ ଆଗେ ଚାପ୍ଟର ଗଲେ ଲାଗିବ ନାହିଁ, ଟିକେ ଟିକେ ଜାଣିବାର ବି ଥିଲା, ଶୁଣିଥିଲେ, ବଟ୍ ତଥାପି ଆଉ ଟିକେ ସାଇଣ୍ଟିଫିକାଲ ୱେରେ ଏଇ କଥା କଲେ ଭଲ ହବ। ଭେରି ଗୁଡ୍। ସେଥିପାଇଁ କହୁଛି ଇଜି ସବଜେକ୍ଟ କଣ ପାଇଁ କୁହାହଉଛି, ଏଇଥିପାଇଁ ତ କୁହାହଉଛି। ବହୁତ ଜିନିଷ କଥା ଅଲରେଡି ଜାଣିଛ, ସେଇଟା ତମ ସବଜେକ୍ଟରେ ପାଠ ପଢା ହେଇଗଲା, ସେଥିପାଇଁ କୁହାହଉଛି ଇଜି। Home science consists of the two words, name the home and science, ଗୃହ ବିଜ୍ଞାନ। Home means place of the family, ଯୋଉଠି ଘର, ଅଭୟ ସିଂ ଯୋଉ IITN ବାବା ଭାବୁଛୁ କୋଉଠି ଘର କୋଉଠି ତୋର ଅଛନ୍ତି କି ନାହିଁ, ସେଟା ହୋମ୍। ଯୋଉଠି ପରିବାର ରହନ୍ତି ସେଟା ହୋମ୍, ଘର କୁହାଯାଏ। ଘରର ଡେଫିନେସନ ବଗେରା ବଗେରା ଆଗକୁ ଦେଖିବା। ସାଇନ୍ସ ରିଫର ଟୁ ଦ ନଲେଜ ବେସ୍ଡ ଅନ୍ ଦ ଫ୍ୟାକ୍ଟ, କହିଦେବେ ବିଜ୍ଞାନ କାହାକୁ କୁହାଯାଏ, ସାଇନ୍ସ ନଲେଜ ବେସ୍ଡ ଅନ୍ ଫ୍ୟାକ୍ଟ। ଏଲୋ ପାଏ କେତେ ଅଲରେଡି ଫିକ୍ସ ଅଛି, ଯଦି କିଛି ଅଲଗା ପ୍ରକାର ମଡିଫିକେସନ କରାଇକି ନୂଆ ରିସର୍ଚ୍ଚ କଲା ବାହାରିବ ଅଲଗା କଥା, ଯେପର୍ଯ୍ୟନ୍ତ ଯାହା ଅଛି ତାକୁ ଆମେ ଫ୍ୟାକ୍ଟ ଭାବିକି ଚାଲିବା। ପ୍ରିନ୍ସିପଲ୍ସ ଆଣ୍ଡ ଲଜ୍ ଏସବୁ ଜିନିଷ ସାଇନ୍ସ ଉପରେ ଆମେ ନେବା। means application of the scientific knowledge, ध्यान से ये definition लिखे हो, application of the scientific knowledge in a systematic manner towards the improving the quality of home and the family life, याको कोठा कोठा होम साइंस रे साइंटिफिक नॉलेज। आचार तो करा हो केमिति करा हो, ये तो गरम करा हो, ताको को वे रे कोन पिला मन कर खीर बारंबार गरम हेले टेस्ट कमी जाय, पिला खाउ नांती, तो कोन सिस्टम रे करा हो, कोठी रखिले ठीक ठाक खीरटा रहिबो, ନିଜେ ରଖିବା ଦରକାର, ବାହାର ରଖିବା ଦରକାର। କିମ୍ବା ଫଳ ପନିପରିବା ଆଣୁଛ, ମଧ୍ୟ କୋଉଠି ଷ୍ଟୋର କରିବା ଦରକାର। ଫ୍ରିଜ ବନ୍ଧା ପଡିଛି ଯେ ପଡିଛି 2-4 ମାସ ହେଇଗଲାଣି, ଭାବିଛ ରଖୁଛ କାଢୁଛ, ରଖୁଛ କାଢୁଛ, କଣ ହବା ଦରକାର ସେ କଣ୍ଡିସନ, ଏଭ୍ରିଥିଙ୍ଗ। here we study food, ଆମେ ଫୁଲ ଜେନେରାଲି ଯୋଉ ହୋମ ସାଇନ୍ସ ରେ କଣ ପଢିବା, ଫୁଡ ଖାଦ୍ୟ ବିଷୟରେ ପଢିବା, ସେଲ୍ଟର ଯୋଉଠି ରହୁଛ ଘର କେମିତି ବଗେରା ବଗେରା, କ୍ଲଦିଂ ଲୁଗାପଟା କଣ ପିନ୍ଧା ପିନ୍ଧି କରିବା ଦରକାର, ହେଲ୍ଥ ସ୍ୱାସ୍ଥ୍ୟ ସବୁଠୁ ବଡ ଜିନିଷ, ସେ କଥା ପଢିବା। ରିସୋର୍ସେସ୍ ଇନକମ୍ ସୋର୍ସ କେମିତି, କିମ୍ବା ବାକି କଣ ଆଭେଲେବଲ୍ ଆମ ପାଖରେ ଅଛି, କାର ଅଛି କି ବାଇକ୍ ଅଛି କି ବାକି କଣ ଅଛି, ସେ ସବୁ ଜିନିଷ କେମିତି ମ୍ୟାନେଜ କରିବା। ଘରେ ସବୁ କଣ କଣ ଜିନିଷ ଅଛି, ଟିଭି ଫ୍ରିଜ ୱାସିଂ ମେସିନ, ତାକୁ ମ୍ୟାନେଜ କରିବା। ସର୍ଭିସେସ୍ ବଗେରା ବଗେରା କଣ ଯୋଉ ସେବା କଥା କହୁଛି, ପିଲା ପାଠ ପଢୁଛନ୍ତି ବାକି ବଗେରା ବଗେରା କଥା, ଏ ସବୁ ପ୍ରକାର କଥା କେମିତି ମ୍ୟାନେଜ କରିବା, that we have to study in the home science. Okay, so the home science, HS ମାନେ home science କୁ short form ଲେଖା ହେଇଛି, ତମ ପରୀକ୍ଷାରେ ଖୋଲିକି ଲେଖିବ। So home science thus become the art and science of the daily living, ମାନେ କଳା, science ମାନେ ବିଜ୍ଞାନ। ହୋମ ସାଇନ୍ସଟା ଆର୍ଟ ପଢିବା, ତା ବିଷୟରେ କଳା ବିଭିନ୍ନ ପ୍ରକାର ଶିଖିବା, ସାଇନ୍ସ ପ୍ରାକ୍ଟିକାଲି ଶିଖିବା, ଡେଲି ଲିଭିଂ, ଡେଲି ଲାଇଫଟାକୁ କେମିତି ସୁମଧୁର ହେଇପାରିବ। ସେଥିପାଇଁ କହନ୍ତି ନାଇଁ ଝିଅ ପିଲାମାନେ
ବଟନି ଜୁଲୋଜି ରଖିକି ପଢ଼ିଦିଅ, ପିଲା ଛୁଆଙ୍କୁ ଭଲ ଦାୟିତ୍ୱ ନେଇପାରିବ। ଯେ ପଢ଼ିନ ୟୁପିଏସ୍ସିର ବାସ୍ ହୋମ୍ ସାଇନ୍ସ ପଢ଼ିଦିଅ, ପିଲା ଛୁଆଙ୍କୁ ଭଲ ଦାୟିତ୍ୱ ନେଇପାରିବ। ମା ବି ବାପ ବି 2 ଜଣ ବି କିଛି ଅସୁବିଧା ନାହିଁ ସେମିତି। ମା ନବ ତା ମାନେ ନୁହେଁ। କାରଣ ମହିଳାଙ୍କ ଯୋଉ ଭ୍ୟାଲୁଟା କେବେ ଧରା ହଉନି। ସେମାନଙ୍କର ଗୋଟେ ଯାଇକି କାମ କରୁଛି, ଗୋଟେ ଇନକମ୍ କରୁଛି। କେତେ ପଇସା ଇନକମ୍ କରି ଇନକମ୍ କରୁଛି। ସ୍ତ୍ରୀ ଲୋକ କଣ ଘରେ ଯୋଉ କାମ କରୁଛି ଛୋଟ ଜିନିଷ କି? ତମେ ଦିନକୁ ଯଦି 3 ଥର ରୋଷେଇ କରିବ ବୁଝିପାରିବ ଗୋଟେ ପିଲା କି ହଁ ଭାଇ ସାହେବ କେତେ କଷ୍ଟ ହେଇଥିବ। କାରଣ ଅନପେଡ୍ ଲେବର କଥା କୁହ। ପେଡ୍ ନାହିଁ ବଟ୍ ସେଠି ପରିଶ୍ରମ ଡେଲି ହଉଛି। ଗୋଟେ ପିଲା ଖାଇବେ, ବୟସ୍କ ଲୋକ ଖାଇବେ, ଆମେ ସମସ୍ତେ ଖାଇବୁ। ଡେଲି ବାହାରୁ ମଗେଇକି ଖାଇଲେ ଦେହ ଖରାପ ହଉଛି। ତେଲ ମସଲା ଏସବୁ ଜିନିଷ। କୋଉଠି ନା କୋଉଠି ଘରେ ତ ରୋଷେଇ କରିବାକୁ ପଡୁଛି। ତାକୁ ଖାଲି ରୋଷେଇ ନୁହଁ, ଧୋଇବାକୁ ପଡୁଛି ବର୍ତ୍ତନକୁ ସବୁ। ବେଲା ବାସନ ଯାହା ଧୋଇବାକୁ ପଡୁଛି। ଏସବୁ ଗୁଡ଼ାଏ କାମ ହବ ଅନପେଡ୍ ଲେବର। ପିଲାମାନେ ତାଙ୍କ ପାଇଁ 1000 କାମ, ବୁଢ଼ାବୁଢ଼ୀଙ୍କ ପାଇଁ ତାଙ୍କ ପାଇଁ 1000 କାମ। ଏଇସବୁ ଜିନିଷ କଥା କଣ ସବୁ କରିବା ଦରକାର ଅଛି। ଡେଫିନେସନ୍ ଅଫ୍ ଦ ହୋମ୍ ସାଇନ୍ସ ଅଲଗା ଅଲଗା ସୋସାଇଟି କିମ୍ବା ଅଲଗା ଅଲଗା ପର୍ସନ ମାନେ ଦେଇଛନ୍ତି, ତେଣୁ ତମେ କୋଉଠି କୋଟ୍ କରିବା କଥା ଇନ୍ ଦ ସେନ୍ସ ଲେଖିଲା ବେଳେ ଆନ୍ସରରେ ୟା ଭିତରେ କୋଉଟା ଗୋଟେ ଲେଖିପାରିବ। ଦିସ୍ ଇଜ୍ ଦ ଡେଫିନେସନ୍ ଅଫ୍ ଦ ହୋମ୍ ସାଇନ୍ସ। ଡକ୍ଟର A.R. ରିଚାର୍ଡ କହିଲେ କଣ ହୋମ୍ ସାଇନ୍ସ କାହାକୁ କୁହାଯାଏ? ତାଙ୍କ ଡେଫିନେସନ୍ ଅନୁସାରେ ଯେ ସ୍ପେଶାଲ ସବଜେକ୍ଟ ଡିଲିଂ ୱିଥ୍ ଇନକମ୍ ଆଣ୍ଡ ଏକ୍ସପେଣ୍ଡିଚର ଅଫ୍ ଦ ଫ୍ୟାମିଲି। କେମିତି ପଇସା ଆସୁଛି, ପଇସା ଯାଉଛି। କ୍ଲିନନେସ୍ ସଫା ସତର କେମିତି ରହୁଛି। କ୍ଲିନନେସ୍ ଅଫ୍ ଦ ଫୁଡ, ଏଡୁକେସନ୍ ଅଫ୍ ଦ କ୍ଲଥିଂ। ଲୁଗାପଟା ଯୋଉ ଖାଦ୍ୟ। ଏଇ କ୍ୱେଶ୍ଚନ୍ ଅଛି ପଚାର। ପ୍ରପର ଚଏସ୍ ଅଫ୍ ଦ ହାଉସ୍, କେମିତି ଘରେ ରହୁଛ, କ'ଣ କର, ଏସବୁ ଜିନିଷକୁ ଆମେ ହୋମ୍ ସାଇନ୍ସର ଡେଫିନେସନ୍ ବୋଲି ପଢୁଛୁ। କିଏ କହିଲା ଭାଇ ସାହେବ? ଡକ୍ଟର A.R. ରିଚାର୍ଡ। ଲେଡି ଇରୁଇନ୍, ଇରୁଇନ୍ ପାର୍କ ଇତିହାସରେ ଶୁଣିଥିବ, ତାଙ୍କ ସ୍ତ୍ରୀଙ୍କ ନାଁରେ ଇଏ କଲେଜ ହେଇଥିଲା ଦିଲ୍ଲୀରେ, ଲେଡି ଇରୁଇନ୍ କଲେଜ ଏବେ ବି ଅଛି। ଦ ହୋମ୍ ସାଇନ୍ସ ଇଏ କ'ଣ କହିଲେ? ଲେଡି ଇରୁଇନ୍ ଇଜ୍ ପ୍ରାକ୍ଟିକାଲ ସାଇନ୍ସ, ବୁଝିଲା ତ? ଯେ ପ୍ରାକ୍ଟିକାଲ ସାଇନ୍ସ ବିଜ୍ଞାନ which makes the student to lead his family life successfully and solve social and economical problem easily କଥା ଲେଖା ହେଇଛି। ଫ୍ୟାମିଲି ତ ସକ୍ସେସ୍ କରିପାରିବ ହୋମ୍ ସାଇନ୍ସ ପଢ଼ିଲେ, ପ୍ଲସ୍ ସଲ୍ଭ କରିପାରିବ ସୋସିଆଲ ଇକୋନୋମିକାଲ ପ୍ରୋବ୍ଲେମ୍। ଦେଖିଥିବ ପିଲାଟେ ମିଶୁନି କାହା ସହିତ, ହେଲା, ଇଣ୍ଟ୍ରୋଭର୍ଟ ଏକ୍ସଟ୍ରୋଭର୍ଟ କଥା। ବାବୁ ମାଇକ୍ କାର ଅନଉଛି, ବନ୍ଦ କରୁନ। ଏତେ ପଚାର ନହେଲେ ବନ୍ଦ କର। କାହାର ଅଛି ମୁଁ ଦେଖିବ। କାର୍ତ୍ତିକ ଚରଣ ବାସ ବାବୁ ତମର ମାଇକ୍ ଅନ୍ ଥିଲା। ରାଜେନ୍ଦ୍ର ସାନ୍ତା ରାଜେନ୍ଦ୍ର ସାନ୍ତା ଅନ୍ ଅଛି, ବନ୍ଦ। ସେଟା ଖୋଲି ପଚାର ତାପରେ ବନ୍ଦ କରିଦବ। ବିଶ୍ୱବାସିନୀ ପଣ୍ଡା ଯାଉ ତ କଥା ଯାଉନି। ଆଜ୍ଞା ସାର୍, ଆଜ୍ଞା। ବର୍ଷା ସାହୁ ଫ୍ରମ୍ ପୁରୀ ଗୁଣ୍ଡିଚା ମନ୍ଦିର ଯାଉଛି ନା ଯାଉନି? ଆଜ୍ଞା ସାର୍। ଏଇ କଥାଟା ତ ମୁଁ ଡେଲି କରୁଛି, ଆପଣ କଣ ଅଧିକା କହୁଛନ୍ତି? ପାଠ ଅଛି ବାବୁ, କଣ କରିବା? ତ ଗଲା କଥା କି ତାଙ୍କ ଅନୁସାରେ ଏଇ କଥା ଲେଡି ହିରୋଇନ୍ କଲେଜ ଅଛି ଦିଲ୍ଲୀ। ଗାନ୍ଧୀ ହିରୋଇନ୍ ପାର୍କ କଥା କୁହନ୍ତୁ, ସେଇ ତାଙ୍କ ସ୍ତ୍ରୀ। ଦେନ୍ ଲେକ୍ ପ୍ଲାସିଡ୍ ଆସୋସିଏସନ୍, ଗୋଟେ ଆସୋସିଏସନ୍, ଇଏ ମଧ୍ୟ କହିଛନ୍ତି ହୋମ୍ ସାଇନ୍ସରେ କ'ଣ ତମର ଡେଫିନେସନ୍। Study of these principles, conditions, and ideas which are concerned of one side with the immediate and physical environment of a man and other within the his human nature wide definition। ମାନେ ଆମେ କହିପାରିବା କ'ଣ, ଗୋଟେ ପଟରେ ତମର ମଣିଷ ରହିଲା, ଆଉ ଗୋଟେ ପଟରେ କ'ଣ କ'ଣ ସେ କରୁଛି, ତାର ଫିଜିକାଲ ଏନଭାୟରମେଣ୍ଟ। ଫିଜିକାଲ ମାନେ ଯୋଉ ଟଚ୍ କରିବ, ଛୁଇଁ ହବ, ଫିଜିକାଲ ଏନଭାୟରମେଣ୍ଟ କ'ଣ, ତା ରିଲେଟେଡ୍ ସବୁ କଥା। ମଣିଷ କାହା ସହିତ ମିଶୁଛି, ପାଣି ସହିତ, ଛୋଟ ପିଲାଙ୍କ ସହିତ, ବା ଡ୍ରେସ୍ ପିନ୍ଧୁଛି, ବା ଘରେ ରହୁଛି, ଏସବୁ ଜିନିଷ କେମିତି ଘର ମ୍ୟାନେଜ କରୁଛି। ଡୋମେଷ୍ଟିକ୍ ସାଇନ୍ସ ଇଜ ଦ ଆପ୍ଲିକେସନ୍ ଅଫ୍ ଦ ସାଇନ୍ସ ପ୍ରିନ୍ସିପଲ୍ ଅଫ୍ ଦ ମ୍ୟାନେଜମେଣ୍ଟ ଅଫ୍ ଦ ହୋମ୍। ଡୋମେଷ୍ଟିକ୍ ସାଇନ୍ସ କ'ଣ? ଗୃହ ବିଜ୍ଞାନ ମାନେ ଯୋଉଟା ଆପ୍ଲିକେସନ୍ ଅଫ୍ ଦ ସାଇନ୍ସ ପ୍ରିନ୍ସିପଲ୍ ମ୍ୟାନେଜମେଣ୍ଟ ଅଫ୍ ଦ ହୋମ୍। ଘର ଚଳେଇବା ପାଇଁ ଆମର ଯୋଉ ଛୋଟ ମୋଟ ଜ୍ଞାନ ଦରକାର, ଛୋଟ ତ କହିପାରିବେନି କୌଣସି ଜିନିଷକୁ, ଯୋଉ ଜ୍ଞାନ ଦରକାର ତାକୁ ଆମେ ଡୋମେଷ୍ଟିକ୍ ସାଇନ୍ସ। ଇଟ୍ ଟିଚେସ୍ ଦ ଭ୍ୟାଲ୍ୟୁ ଅଫ୍ ଦ ପିଓର ଏୟାର। ବଡ଼ କଥା। ଶୁଣିଥିବେ ଧୂପ, ମଶା ଧୂପ ଲଗେଇ ଶୋଇଯିବେ, ସକାଳୁ ଉଠିଲା ବେଳକୁ ଲୁଗା ଖତମ।
ବହୁତ ବଡ଼ ଧାରଣା କିମ୍ବା ଜେନେରେଟର ଚଲେଇକି ଶୋଇଯାଇଥିବେ, ସକାଳୁ ଉଠିଲା ବେଳକୁ ପୁରା ସଫୋକେସନ୍ ହେଇଯାଇଥିବ, କାର୍ବନ ଡାଇଅକ୍ସାଇଡ୍ ଫୁଲ୍ ବାସ୍ କାମ ଖତମ। ହାଲାକି କାର୍ବନ ମନୋକ୍ସାଇଡ୍ ମଧ୍ୟ ତିଆରି ହେଇଯାଇଥାଏ। ଠିକ୍ ଅଛି? ବଡ଼ ଖତରନାକ। ପିଓର ଏୟାର କେମିତି ପହଞ୍ଚିବ? କେତେ କଣ ହବା ଦରକାର ହେଲା? ଭେଣ୍ଟିଲେସନ କଥା କହୁଛି। ପ୍ରପର ଫୁଡ କୋଉ ଟାଇମରେ ସକାଳୁ କଣ ଖାଇବା ଦରକାର? ମନେକର ଫ୍ରୁଟ୍ସ ଅଛି, ଫ୍ରୁଟ୍ସ କୋଉ ଟାଇମରେ ଖାଇବା ଦରକାର? କ୍ଷୀରଟା ବହୁତ ସାରା ଲୋକଙ୍କର କ୍ଷୀର ବଡିରେ ଯାଏନି, ଏସିଡିକ୍ ହେଇଯାଏ। ଏସବୁ ଗୁଡ଼ାଏ ପ୍ରକାର କଥା ତମକୁ ନଲେଜ ହବା ଦରକାର ଛୋଟିଆ। ସିଷ୍ଟମାଟିକ ମ୍ୟାନେଜମେଣ୍ଟ କଥା କୁହାହଉଛି। ତାର ଗୋଟେ ବହୁତ କଥା ଥାଏ, ଛୋଟ ମୋଟ କଥା, ତାକୁ ମ୍ୟାନେଜମେଣ୍ଟ କରିବା ବହୁତ ବଡ଼ ଜିନିଷ। ଇକୋନୋମି କଥା କୁହାହଉଛି, ଘର ଗୋଟେ ସବୁଠାରୁ ବଡ଼ ଜିନିଷ ଅର୍ଥନୀତି ହେଲା। ତ ଅର୍ଥନୀତି ଯଦି କମ୍ ଅଛି ଆମକୁ କେମିତି ମ୍ୟାନେଜ କରିବା ଦରକାର, ଯଦି ଅଛି ଠିକ୍ ଠାକ୍ ତାକୁ କେମିତି ପ୍ରପର ମ୍ୟାନେଜ କରିବା ଦରକାର, ଠିକ୍ ୱେରେ ଆମକୁ ଇନକମ୍ ହବା ଦରକାର, କରପ୍ସନ ବଗେରା କିମ୍ବା ଫର୍ଜି ଇସ୍ୟୁ ଯାହା ପ୍ରକାର କଥା ଅଛି କୋଉ ୱେରେ ଆସୁଛି ତାକୁ କେମିତି କଣ କରାହବ। କେୟାର ଅଫ୍ ଚିଲଡ୍ରେନ୍, ଛୋଟ ପିଲା ମଧ୍ୟ ବହୁତ ସେନ୍ସିଟିଭ୍ ହେଲା, ତାଙ୍କର ଇମ୍ୟୁନିଟି ବହୁତ କମ୍ ଥାଏ, ତ ତାଙ୍କୁ କେମିତି ଭାବରେ ମ୍ୟାନେଜ କରାହବ, ତାଙ୍କ ଖାଦ୍ୟ କଣ, ସ୍କୁଲ କେମିତି, ହଜାର ପ୍ରକାର କଥା। ପ୍ଲସ୍ ଡୋମେଷ୍ଟିକ୍ ଆଣ୍ଡ ସିଭିଲିଆନ୍ ସିଭିଲ୍ ସାନିଟେସନ କଥା କହୁଛି। ହଁ, ଘର ପାଖାପାଖି ଏରିଆରେ ସାନିଟେସନ ମାନେ ପରିଷ୍କାର। ଫର ଏକ୍ସାମ୍ପଲ ଘରଟା ତମର ପୁରା ପରିଷ୍କାର ହେଇଯାଇଛି, ଘର ବାହାରେ ଏକଦମ ପୁରା କୁଡ଼ା କବାଡା ଯେ ଚାରିପଟ ପୁରା ଫୁଲ ହେଇଛି, ଖରାପ ବୁଝୁଛି। ତେଣୁ ଏନଭାୟରମେଣ୍ଟ ବି କେମିତି କଣ ପରିଷ୍କାର କରିହେବ ଥ୍ରୁ କମ୍ୟୁନିଟି या फिर थ्रू यर फैमिली मेंबर वगैरह वगैरह, ଏସବୁ ଜିନିଷ ଧ୍ୟାନ ଦେବା ଦରକାର। ପ୍ରିଭେନ୍ସନ୍ ଅଫ୍ ଦ ଡିଜିଜ୍, ଯଦି ଡିଜିଜ୍ ବିଭିନ୍ନ ପ୍ରକାର ଅଛି ଆଜିକାଲି ଦୁନିଆରେ, ତାକୁ କେମିତି ହେଉଛି ହେଲା, କ୍ରୋନିକ୍ ଡିଜିଜ୍ କଥା କ'ଣ କୁହାହେଉଛି କିମ୍ବା ନର୍ମାଲ ଯେଉଁ କଣ୍ଟାମିନେସନ୍ ଡିଜିଜ୍ କ'ଣ କୁହାହେଉଛି, କେମିତି ତାକୁ ରୋକାଯାଇପାରିବ କିମ୍ବା କ'ଣ କ'ଣ ହେଲେ କ୍ରୋନିକ୍ ହେଇଯାଉଛି, ଡାଇବେଟିକ୍ ହେଇଗଲା, କ୍ୟାନ୍ସର, ଏସବୁ ଜିନିଷ ଗୁଡ଼ାଏ ପ୍ରକାର କଥା କେମିତି କ'ଣ ହେଉଛି ତାକୁ ରୋକାଯାଇପାରିବ। କିମ୍ବା ନର୍ମାଲ ଯେଉଁ ଫ୍ଲୁ ଗୁଡ଼ା ହେଉଛି ତମର ଜ୍ୱର, ଥଣ୍ଡା, ସର୍ଦ୍ଦି, ଏସବୁ ଜିନିଷ କ'ଣ ପାଇଁ ହେଉଛି ବଗେରା ବଗେରା, ଏସବୁ ଜିନିଷକୁ ନା କୋଉଠି ଘରେ ମାନେ ଭଲସେ କେୟାର ନେଲେ ହେବ। It calls for the higher and higher ideals for the home life and more respect to the domestic occupation କଥା କୁହାହଉଛି। We can say it is the direct education for the women as a homemaker। ଠିକ୍ ଅଛି, ଆମେ କହିପାରିବା ଘରେ ଜଣେ ସ୍ତ୍ରୀ ଲୋକ ହେଇଯାଉ କିମ୍ବା ପୁରୁଷ ଲୋକ ହେଇଯାଉ, ହୋମ୍ ମେକର ଯେ କଥା କୁହାହଉଛି, ତାର ଏଇଟା ଡାଇରେକ୍ଟ ନଲେଜ ହେଲା। ସେ ମାଆଙ୍କ ପାଖରୁ ଶିଖିଛି ୟା ଫିର ଶାଶୁ ଶ୍ୱଶୁରଙ୍କ ପାଖରୁ ଶିଖିକି କରୁଛି, ଡାଇରେକ୍ଟ ତା ନିଜ ଜ୍ଞାନ ଅନୁସାରେ କରିବ। କେତେ ସମୟ କ'ଣ ଜିନିଷ ହେଲେ କ'ଣ ଠିକ୍ ଠାକ୍, ସମସ୍ତଙ୍କ ଦେହ କେମିତି ଠିକ୍ ରହିବ, ସମସ୍ତଙ୍କ କପଡ଼ା କେମିତି କୋଉ ଟାଇମରେ କ'ଣ କିଏ ପିନ୍ଧିପାରିବ, ଘରର ପରିଷ୍କାର ପରିଚ୍ଛନ୍ନ, ଏସବୁ ଜିନିଷ କୋଉଟା କୋଉଠି ସାଇଣ୍ଟିଫିକାଲି। ପର୍ପୋଜ ଅଫ୍ ଷ୍ଟଡି ଅଫ୍ ଦ ହୋମ୍ ସାଇନ୍ସ, ହୋମ୍ ସାଇନ୍ସ ଆମେ କ'ଣ ପାଇଁ ପଢ଼ିବା? ଏଠି ତ ସିଧା କଥା ଆମର ଅପସନାଲ ଅଛି, ଷ୍ଟିଲ୍ ପଢ଼ିବା କ'ଣ ପାଇଁ, ଗୋଟେ ଭଲ ଆଇଡିଆ କଥା ଲେଖା ହେଇଛି। ଠିକ୍ ପଢ଼ିବା କ'ଣ ପାଇଁ, ହୋମ୍ ସାଇନ୍ସ ଅପସନାଲ ଅଛି, ପଢ଼ିଲେ ମାର୍କ ରହିଲେ ଆମକୁ ଚାକିରି ମିଳିବ, ସିଧା କଥା। ଅଲଗା ୱେରେ ଯଦି କ'ଣ ପାଇଁ ଆକ୍ଚୁଆଲି ପଢ଼ିବା, କୋଶ୍ଚିନ୍ ଭଳିଆ ଆମେ ପଢ଼ିବା, କ'ଣ ପାଇଁ ଆକ୍ଚୁଆଲି ହୋମ୍ ସାଇନ୍ସ ପ୍ରାୟୋରିଟି ଦେବା। ହେଲ୍ଦି ଆଣ୍ଡ ୱେଲ୍ଦି ଲାଇଫ୍ ୱିଥ୍ ଦ ଏନଭାୟରମେଣ୍ଟ ପ୍ରୋଟେକ୍ସନ। ହେଲ୍ଦି ମାନେ କ'ଣ, ୱେଲ୍ଦି ମାନେ କ'ଣ, ଧନ ସମ୍ପତ୍ତି କିମ୍ବା ୱେଲ୍ଥ କଥା କୁହ, ଯେ ଠିକ୍ ରହିବ ୱିଥ୍ ଦ ଏନଭାୟରମେଣ୍ଟ ପ୍ରୋଟେକ୍ସନ, ଏନଭାୟରମେଣ୍ଟ ପ୍ରୋଟେକ୍ସନ ମଧ୍ୟ ଆମେ ହୋମ୍ ସାଇନ୍ସରେ ପଢ଼ିବା। ବଟ୍ ପ୍ରିଭିୟସଲି ସମ୍ ଥଟ୍ ଦ୍ୟାଟ୍ ଇଟ୍ ଇଜ୍ ଆବାଉଟ୍ ଦ କୁକିଂ ଆଣ୍ଡ ସିଭିଂ। ଜେନେରାଲି ମିସକନସେପସନ୍ କିଛି ଥାଏ, ଏଇଟା କେବଳ ରନ୍ଧାବଢ଼ା କରିବା ପାଇଁ ଆଉ ସିଲେଇ ପତ୍ର କରିବା ପାଇଁ ହୋମ୍ ସାଇନ୍ସଟା ଶିଖୁଛନ୍ତି। ବିଲକୁଲ ସେଇଆ ନୁହେଁ, ବଟ୍ ନଥିଙ୍ଗ ଲାଇକ୍ ଦ୍ୟାଟ୍। ଦ ସାଇଣ୍ଟିଫିକ ମ୍ୟାନେଜମେଣ୍ଟ ଅଫ୍ ଦ ହୋମ୍, ବୈଜ୍ଞାନିକ ପଦ୍ଧତିରେ ଘରକୁ କେମିତି ମ୍ୟାନେଜ କରାହେଇପାରିବ। ନ ଜାଣିଥିବା ପିଲା ବହୁତ ସାରା ପ୍ରୋବ୍ଲେମ ଜେନେରାଲି ମା ମାନେ ହୁଅନ୍ତି, ଜାଣିଥିବ ସେମାନେ ବାୟୋଲୋଜି ପଢିଛନ୍ତି, ସେମାନେ ଅଲରେଡି କିଛି ଜାଣିପାରୁଛନ୍ତି। ଯୋଉମାନେ ବାୟୋଲୋଜି ନ ପଢିଛନ୍ତି, ଗୋଟେ ନା ଗୋଟେ ହାଇଜିନ୍ ଗୋଟେ ଜିନିଷ ବହୁତ ବଡ଼ ଜିନିଷ, ଆମର ବହୁତ ସାରା ଡାଇରିଆ ବଗେରା ହେଇଛି। So it is the combination of the art and the science for the management of the home, ଘର କେମିତି ଚଳାଇବେ। We cannot be forget about the humanity and creativity। humanity କଥା କୁହନ୍ତୁ, and creativity ଆ ଭିତରେ ଅଛି ହୋମ୍ ସାଇନ୍ସ। ହ୍ୟୁମାନିଟି ଆମର ଆସିବା ଭିତରେ ପ୍ଲସ୍ କ୍ରିଏଟିଭିଟି, ବହୁତ ସାରା ମା ମାନେ କିମ୍ବା ଘରେ ସ୍ତ୍ରୀ ଲୋକମାନେ କିମ୍ବା ପୁରୁଷ ଲୋକମାନେ ବହୁତ ସାରା କ୍ରିଏଟିଭିଟି। ଘରେ ମନେକର ଗୋଟେ ପିଲା ଗୋଟେ ସ୍କୁଲ ଯାଉଛି, ସ୍କୁଲ ଆସିଲା ପରେ ତାକୁ ଆମେ କେମିତି ପ୍ରପର କାମ ଲଗେଇ ପାରିବା। ପିଲା ମେଧାବୀ ହେଉଛି, ଯାଇକି ପିଲାଙ୍କ ସହିତ ସବୁବେଳେ ଖେଳୁଛି, କେମିତି କଣ୍ଟ୍ରୋଲ କରାହେଇପାରିବ। ମାରିଦେଲେ ସବୁ ଜିନିଷର ସଲ୍ୟୁସନ୍ ନୁହଁ, ଆପଣ ଏଠି ମାରିଦେବ ସେଟା ସଲ୍ୟୁସନ୍, କେତେ ଦିନ ପର୍ଯ୍ୟନ୍ତ ମାରିପାରିବ ପିଲାଙ୍କୁ ହେଲା, ସେ ଜିନିଷ ସଲ୍ୟୁସନ୍। ତାକୁ ଇନଡାଇରେକ୍ଟ ୱେରେ ଦିମାଗ ଲଗେଇ ସଲ୍ୟୁସନ୍ କ'ଣ ହେଇପାରିବ ସେଇଟା ବୁଝିପାରିବ, ଦ୍ୟାଟ୍ ଇଜ୍ ଦ କ୍ରିଏଟିଭିଟି। ଇମ୍ପୋର୍ଟାନ୍ସ ଅଫ୍ ଦ ଷ୍ଟଡିଂ ହୋମ୍ ସାଇନ୍ସ ଇନ୍ ଆୱାର ଡେଲି ଲାଇଫ୍। ଆମ ଡେଲି ଲାଇଫରେ ଆମେ କ'ଣ କ'ଣ ବୁଝିପାରିବା ଯଦି ଆମେ ହୋମ୍ ସାଇନ୍ସକୁ ପଢ଼ିଦେବା। ହାଉସ ହୋଲ୍ଡ ପ୍ରୋବ୍ଲେମ୍ ଆଣ୍ଡ ୱେ ଟୁ ସଲ୍ୟୁସନ୍, ଆମ ଘରେ ବିଭିନ୍ନ ପ୍ରକାର ପ୍ରୋବ୍ଲେମ୍, ବେମାର ହେଉଛି ଗୁଡ଼ାଏ ଲୋକଙ୍କୁ, ଆଟଲିଷ୍ଟ ପେଟ ଗ୍ୟାସ୍ ହେଇଯାଉଛି, ରାତିରେ ନିଦ ହେଉନି ହେଲା, ପ୍ରକାର ଇସ୍ୟୁ ରହିଛି ହେଲା, କାହାକୁ ଭଲ ଲାଗୁନି ଖାଇବା, କିଏ ରୁଚୁନି କିଏ ଖାଉନି, ଲୋକ ଜଣେ ସେ ଖାଉନି ତ ଛୋଟ ପିଲା କାହାକୁ ଖାଉନି, ସେ ଦି ଜଣ ଯୋଉଟା ଖାଉଛନ୍ତି ତମେ ସେଇଟା ଖାଉନ ହେଲା, 1000 ପ୍ରକାର କଥା ଅଛି ଘର ଭିତରେ। ହାଉସ ହୋଲ୍ଡ ପ୍ରୋବ୍ଲେମକୁ ତାକୁ ସଲ୍ୟୁସନ୍ ବାହାର କରିବା, ସମସ୍ତେ ଠିକ୍ ହବ, ଏଇ ରିସୋର୍ସରେ ହବ, ସମସ୍ତେ ଖୁସି ହେବେ, ତାଠାରୁ ବଡ଼ କଥା କ'ଣ ରହିଲା।
ଘର ବାବୁ ପଇସା ଦ୍ୱାରା ସଲ୍ଭ ହେଇପାରେନି। ଘର ଗୋଟେ ଆକ୍ଚୁଆଲି ବିଭିନ୍ନ ପ୍ରକାର କଥା ଅଛି ତା ଦ୍ୱାରା ଆକ୍ଚୁଆଲି ସଲ୍ୟୁସନ୍ ହେଇପାରେ। ତେଣୁ ବୁଝିବା ଦରକାର। ଡୁ ଦ ଥିଙ୍ଗସ୍ ଇନ୍ a systematic manner example not only make the food but also nutritive କହିଲେ ଏଇ ଯୋଉ କଥାଟା ତା ମାନେ ନୁହେଁ ଯେ ଯାହା ଅଛି କୋବି ବାଇଗଣ କାଟିଦେଇ ପୁରା ଭେଣ୍ଡା କରିଦବା ଯେ ଖାଇଲେ ଖାଉ ନ ଖାଇଲେ ଖାଉ। ଦେଖିବା ଦରକାର ଆଜି କି ମନେକର ଆମର କାର୍ବୋହାଇଡ୍ରେଟ୍ ରାଇସ୍‌ରୁ ମିଳିଗଲା। ପ୍ରୋଟିନ୍ କୋଉଠୁ ମିଳିବ? ମନେକର ସାଧା ଖାଉଛ, ଡାଲିରୁ ପ୍ରୋଟିନ୍ ମିଳିବ ନା ଫ୍ୟାଟ୍ କୋଉଥିରୁ ମିଳିବ? ପନିରରୁ ମିଳିବ। ଏସବୁ ଭାବିବା ଦରକାର ହଁ ଏଟଲିଷ୍ଟ ଯାହା ଯେତିକି ସମ୍ବଳ ଅଛି କିମ୍ବା ଯାହା ଯେତିକି ସିଷ୍ଟମ୍ ଅଛି ଘରେ ସେଇ କଥାକୁ ନେଇକି କୁହ। ଏଇ କଥାରେ ବିଭିନ୍ନ ପ୍ରକାର ଅଛି ହେଲା। ଡାଲିରୁ ତ ମିଳିପାରିବ ନା ଚିକେନ୍ ମଟନ୍ ନହେଲେ ଚଳିବ। ହେଲା। ତ ସେଇ କଥା କହୁଛି ମେଣ୍ଟାଲି ଗୋଟେ ଭାବିବା ଦରକାର ଯେ ଆମର ଖାଦ୍ୟର ବାଲାନ୍ସ ରହିବା ଦରକାର। କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଲିପିଡ୍, ଫ୍ୟାଟ୍ ଏସବୁ ଜିନିଷ କୋଉ ଖାଦ୍ୟରେ କ'ଣ ଥାଏ ଆଗକୁ ଚାପ୍ଟର ଅଛି ପଢ଼ିବା ଜିନିଷ ଓରି ହେବାର ଆବଶ୍ୟକ। କହିବାର ତାତ୍ପର୍ଯ୍ୟ ନ୍ୟୁଟ୍ରିଟିଭ୍ ଫୁଡ୍। ଖାଦ୍ୟ ଖାଲି ବରେଇ ଦେଇକି ଯେ ସମସ୍ତଙ୍କୁ ଦେଇଦେଲେ ହବନି। ନ୍ୟୁଟ୍ରିସନ୍ ହେଇଛି କି ନାହିଁ ତେବେ ଯାଇ ସମସ୍ତଙ୍କ ଦେହ ଭଲ ରହିବ ନା। ସମସ୍ତେ ଦେହ ଭଲ ରହିଲେ କାମ ସମସ୍ତେ ଠିକ୍ କରିବେ। ହେଲା। ନିଜ ଘର ପାଇଁ ଆକ୍ଚୁଆଲି ବେମାରରୁ କମିବ, ଦେଶ ପାଇଁ ମଧ୍ୟ ଭଲ। ଏସବୁ ଜିନିଷ ନା। Managing the job like the cleaning, washing, clothes and selection the cloth. ତ ହୋମ୍ ସାଇନ୍ସ ପଢ଼ିବା ଦ୍ୱାରା ଘରେ କେମିତି ସଫା ଆବଶ୍ୟକତା ଜାଣିପାରିବ। ୱାସିଂ କୋଉ କପଡ଼ାକୁ କେମିତି ଭାବରେ କ'ଣ ଧୁଆଯାଏ ସେ କଥା ବୁଝିପାରିବ। ସିଲେକ୍ସନ୍ ଅଫ୍ ଦ କ୍ଲଥ୍ କୋଉ ସମୟରେ କୋଉ କପଡ଼ା ପିନ୍ଧିବା ଦରକାର, କୋଉ ପିଲା କିମ୍ବା କୋଉ ଏଜ୍‌ର ଲୋକ କୋଉ ଭଳିଆ କପଡ଼ା ଏଭ୍ରିଥିଙ୍ଗ ୟୁ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ। Child development and human relation. Yes, relation spelling ଭୁଲ ଅଛି RELATION ରିଲେସନ୍। ଚାଇଲ୍ଡ ଡେଭଲପମେଣ୍ଟ ବଡ଼ କଥା କହୁଛି। ଛୋଟ ପିଲାଙ୍କର ବ୍ରେନ୍ ଭଲ ଜଲ୍ଦି ଡେଭଲପମେଣ୍ଟ ସେ ଯୋଉ କମ୍ ଏଜ୍ ଭିତରେ ଯୋଉ 8-10 ବର୍ଷ ଭିତରେ ତାଙ୍କୁ କ'ଣ କ'ଣ ଖାଇବା ଦରକାର, ଡକ୍ଟର କେମିତି ଭାବରେ ପରାମର୍ଶ କରିବା ଦରକାର, ଏସବୁ ଜିନିଷ କୋଉଠି ନା କୋଉଠି ଜଣେ ଜାଣିବା ଦରକାର। ନହେଲେ ମନେକର ତମେ କହିବ ନା ତାର ଗାଈ କ୍ଷୀର ଖାଉଛି ଆଉ କ'ଣ ଦରକାର? ନା ଗାଈ କ୍ଷୀର ସବୁ ଜିନିଷ ନଥାଏ ମଧ୍ୟ ବିଭିନ୍ନ ପ୍ରକାର ସପୋର୍ଟିଭ୍ ନ୍ୟୁଟ୍ରିସନ୍ ଦରକାର। ସେ ଜିନିଷକୁ ଜାଣିବା ଦରକାର ତମକୁ ଏଟଲିଷ୍ଟ। ଜାଣିଲେ ଡକ୍ଟର ପାଖରୁ ପରାମର୍ଶ ନେଲେ ବାକି ସବୁ ଜିନିଷ କରିପାରିବ। ନହେଲେ ଭାବିବ ନାହିଁ ପିଲା କାହିଁକି ଆକ୍ଚୁଆଲି ହେଲ୍ଥ ହଉନି କିମ୍ବା ବାକି ଜିନିଷ ବୁଝିପାରୁନି କ୍ଲାସ୍‌ରେ କିଛି। ନହେଲେ ପୁଣି ଟିଭିରେ ଆଡଭର୍ଟାଇଜ ଦେଉଛି କ'ଣ ବ୍ରେନୋଲିଆ ୟା ଫିର୍ ବାକି କ'ଣ ପେଡିଆସିଓର। ସେଥିରେ ନ୍ୟୁଟ୍ରିସନର ଭ୍ୟାଲୁ ଆକ୍ଚୁଆଲି କ'ଣ ଅଛି ତାକୁ ଜିନିଷ ବି ଜଜ୍ କରିବାକୁ ପଡ଼ିବ। ଆଡଭର୍ଟାଇଜ ବିଭିନ୍ନ ପ୍ରକାର କଥାକୁ ନେଇକି ଦିଆଯାଏ। ତାଙ୍କର ଫାଇଦା ପାଇଁ କମ୍ପାନୀର ବିଭିନ୍ନ ପ୍ରକାର ଫାଇଦା ପାଇଁ ଆଡଭର୍ଟାଇଜ କରାଯାଏ। ହେଲା କି ପଢ଼ିବା ଗୋଟେ ଅଛି ଏ ଜିନିଷ ସବୁ। MBAରେ ଏ କଥା ଅଧିକ ପଢ଼ାଯାଏ। ମାର୍କେଟିଂ ଷ୍ଟ୍ରାଟେଜି କ'ଣ ଅଛି? ଲକ୍ସ ମାନେ କରୀନା କାପୁର ତାମାନେ କରୀନା କାପୁର ଲକ୍ସ ସିଏ ତ ନିଜେ ଲଗଉନି। କରୀନା କାପୁର ସେ ନିଜେ ଲକ୍ସ ଲଗଉନି କି ବାକି ଯୋଉ ଜଙ୍କ ଫୁଡ୍ ସେ ଖାଉନି। ସେ ସକାଳୁ ଉଠି କ'ଣ କରୁଛି? ଯୋଗ କରୁଛି। ବାକି ଯୋଉ ନିମ ଭଳିଆ ସାବୁନ ଏଇଭଳିଆ ଲଗଉଛି। ଦେଖଉଛି କ'ଣ ମୁଁ କରୀନା କାପୁର ଲକ୍ସ ଲଗେଇ କିମ୍ବା ବାକି ଡେଟଲ ଲଗେଇ ଗୋରା ହେଇଛି। ସତରେ କିଛି ଅଲଗା କରୁଛନ୍ତି ଦେଖାହଉଛି ମାର୍କେଟିଂରେ କିଛି ଅଲଗା। ୟୁ ହାଭ୍ ଟୁ ଅଣ୍ଡରଷ୍ଟାଣ୍ଡ। ତାକୁ ତୁମକୁ ବୁଝିବାକୁ ପଡ଼ିବ ଆକ୍ଚୁଆଲି। କେମିତି ବୁଝିବ? ଜାଣିଲେ ଦୁନିଆକୁ ବୁଝିବ ସେତେବେଳେ। ଦେନ୍ ହ୍ୟୁମାନ୍ ରିଲେସନ୍ ମଣିଷ କେମିତି ରିଲେସନ୍ ରଖାଯାଏ। ମନେକର ଗୋଟେ ଲୋକ ଦେଖିଥିବ ତାଙ୍କର ପଡ଼ୋଶୀ କାହା ସହିତ ପଡ଼ୁନଥିବ। ପଡ଼ୋଶୀ କାହା ସହିତ ପଡ଼ୁନଥିବ। କାରଣ ପ୍ରାୟ ମଣିଷର ଗୋଟେ ସାଇକୋଲୋଜି ଥାଏ କ'ଣ କହିଲ? ଆମେ ସବୁବେଳେ ଠିକ୍, ବାକି ଲୋକ ଭୁଲ। ସେଇଟା ବୁଝିବାକୁ ପଡ଼ିବ। ନିଜର ଯଦି ଭୁଲ ଅଛି ନା ଭୁଲ ଆକ୍ସେପ୍ଟ କରିବାକୁ ପଡ଼ିବ। କିଛି ଅସୁବିଧା ନାହିଁ। ହେଲା। ସମସ୍ତଙ୍କୁ ମିଳିମିଶିକି ଚଳିବାକୁ ପଡ଼ିବ। ଛୋଟ ପିଲା ଅଛନ୍ତି ଆଉ ଏକଲା ରହିଲେ ଦୁନିଆ ହବନି। ପିଲା ସ୍କୁଲ ଯାଉଛି କିମ୍ବା ବାକି କଥା ଅଛି। ବୁଢ଼ାବୁଢ଼ୀ ଘରେ ଅଛନ୍ତି, ହେଲ୍ଥ କଣ୍ଡିସନ୍ ଗୁଡ଼ାଏ ପ୍ରକାର କଥା ଅଛି। ହେଲା। ରିଲେସନ୍ ଆଟଲିଷ୍ଟ ଯେତିକି ମୁଁ କହୁନି ଏକଦମ ପୁରା ଯାଇକି ହେଇଯିବ। ଆଟଲିଷ୍ଟ ଯେତିକି ଜିନିଷ ରଖିବା କଥା ସେ ଜିନିଷ ରଖିବାକୁ ପଡ଼ିବ। ଗାଁ ଗହଳିରେ ତ ଅଧିକା ରିଲେସନ୍ ରଖିବାକୁ ପଡ଼େ ଆପେ ଆପେ ରହିଯାଏ ରିଲେସନ୍। ଯଦି ଭଲ ଲୋକ ହେଇନଥିବ କିମ୍ବା ଭଲ ତମେ ଜାଣିନଥିବ କ'ଣ ଜିନିଷ କେମିତି ଲୋକଙ୍କୁ କଥାବାର୍ତ୍ତା କରାଯାଏ, କ'ଣ ଜିନିଷ ସବୁବେଳେ ତମେ ଏମିତି ଭାବିବ ସେଲ୍ଫ ସେଣ୍ଟ୍ରିକ୍। ମୋ ଫାଇଦା ଯୋଉଠି ହବ ମୁଁ ସେଇଠି ପଦେ କଥା ହେବି ନହେଲେ କଥା ହେବିନି। ସାମ୍ନା ବାଲା କାହିଁକି ତମ ସହିତ କଥା ହବ? ସିଏ ଭାବିବେ ନା ମୋ ଫାଇଦା ଯୋଉଠି ମୁଁ ସେଇଠି କଥା ହେବି। ଯେମିତି ଭାବୁଛି ସେ କାହିଁ ଭାବିବେନି? ଆଟଲିଷ୍ଟ ବାଲାନ୍ସକୁ ଆସିବା ଦରକାର। ଗୌତମ ବୁଦ୍ଧ କ'ଣ କହିଥିଲେ? ମଧ୍ୟମ ମିଡିୟମ ସ୍ତରରେ ଠିକ୍ ଅଛି ମୋର ସ୍ୱାର୍ଥ ବି କିଛି ରହୁ, ତାର ସ୍ୱାର୍ଥ ବି କିଛି ରହୁ। ସବୁବେଳେ ତମ ନିଜ ସ୍ୱାର୍ଥ କଥା ଭାବିଲେ କଥା ହବ। ସେ ତ ହ୍ୟୁମାନ୍ ରିଲେସନ୍ କଥା କହୁଛି। ପ୍ରାୟ ପ୍ରକାର କଥା ପାଠ ପଢ଼ିଲେ ଏଜୁକେସନ୍ ହେଲେ କିମ୍ବା ବାକି ଜିନିଷ ହେଲେ ଏ ସବୁ ବୁଝିପାର ଓ ମ୍ୟାନେଜ ହେଇପାରେ ମଧ୍ୟ। ଭଲ ଗୋଟେ ସୋସିଆଲ ରିଲେସନ୍ ନା ପଇସା ବରଂ କମ୍ ଥିଲେ ଯଦି ଭଲ ସୋସିଆଲ ରିଲେସନ୍ ଅଛି ନା ତମକୁ ଖୁସି ଲାଗେ। ମୁଁ ଠିକ୍ କହୁଛି ଠିକ୍ ଶୁଣୁଛି। ପଇସା ସବୁବେଳେ ଖୁସି ଦିଏନି ମ। ଟଙ୍କା କ'ଣ ଚୋବେଇବ କି? ମଣିଷ ସହିତ ପଦେ କଥା ହବ। ସମସ୍ତେ ଯଦି ତମେ ଭାବିଲେ ଶତ୍ରୁତା ଭଳିଆ ନଜରରେ ଦେଖିଲେ ନା ଭଲ ଲାଗିବନି। ତ କୋଟି କୋଟି ଟଙ୍କା କମଉନ। BMW, ଅଡି, ମର୍ସିଡିଜ ଚଲାଅ। ଗାଡ଼ିରୁ ଓହ୍ଲେଇକି ତ ଘରକୁ ଆସିବ ନା। ଭଲ ରିଲେସନ୍ ଗୋଟେ ବହୁତ ବଡ଼ ଦିଏ ବରଂ ନର୍ମାଲ ଟଙ୍କା ଥାଉ। ପିଲାଙ୍କୁ ସେଭଳିଆ ଶିଖେଇବା ଦରକାର। ନହେଲେ ପିଲାଙ୍କୁ ତମେ ଘରେ ସବୁବେଳେ ଶିଖେଇ ସେ ଲୋକଟା ଖରାପ, ତା ଖରାପ, ଇଏ ଛୁଆ ଖରାପ, ଏ ସବୁ ଖରାପ। ସମସ୍ତେ ଖରାପ ନିଜେ ଆମେ ଠିକ୍ କି? ଆମେ ଦେଖିବା ଦରକାର। ଆମ ପିଲାର କ'ଣ ଭୁଲ ରହୁଛି ବଗେରା ବାଗେରା ଯେତିକି ମ୍ୟାନେଜ ହେଇପାରିବ ବାହାର ସୋସାଇଟି କଥା।
ଓକେ ମେଣ୍ଟାଲ ଆମର କ'ଣ ଚାଇଲ୍ଡ ଡେଭଲପମେଣ୍ଟ କଥା କହୁଛି ପିଲାର ମେଣ୍ଟାଲ ପାଇଁ କ'ଣ ଦରକାର ଫିଜିକାଲ ଗୋଟେ ଗୋଟେ ପିଲା ପତଳା ପତଳା ହେଉଛନ୍ତି ଖାଦ୍ୟ ଦେଲେ ହେଉନି ତାଙ୍କୁ କ'ଣ ଜିନିଷ ଆମର ଆଡୋଲେସେଣ୍ଟ ଏଜ୍ ଅଛି ଝିଅମାନଙ୍କର ସେଇ ଟାଇମ୍ ତାଙ୍କୁ କ'ଣ ଖାଦ୍ୟ ଦରକାର ପୁଅମାନଙ୍କର କ'ଣ ଖାଦ୍ୟ ଦରକାର ବ୍ରେନ୍ ଡେଭଲପମେଣ୍ଟ ସମୟ ଏସବୁ ଜିନିଷକୁ ନ୍ୟୁଟ୍ରିସନ୍ ଭ୍ୟାଲ୍ୟୁ କଥା କୁହାହେଉଛି ଇମୋସନାଲ ଇଏ ବଡ଼ ଜିନିଷ କଥା ଯେଉଁ ଆମର ଆଇଆଇଟି ବାବା କଥା ଏକ୍ଜାମ୍ପଲ୍ ଏଠି ନେଇପାରିବ ଏଇଠି ଅଭୟ ସିଂ ତା ବାପା ମା ଥିଲେ ସେ ଠିକ୍ ଭୁଲ ସେ କଥା ମୁଁ କହିବା ପାଇଁ ଚାହିଁବିନି କି ବାପା ମା ଚାହୁଁଛନ୍ତି କି ଆଇଆଇଟିରେ ତୁ ନମ୍ବର ଅଧିକା ରଖ या फिर ବେଳେ ବେଳେ ବାପା ମା ମୋତେ କହୁଛନ୍ତି ଆଇଏଏସ୍ 3 ବର୍ଷ ପରେ ହେଲା ତୁ ଟ୍ୟାଲେଣ୍ଟ ଅଛି ତ ଆଇଏଏସ୍ କମ୍ପ୍ଲିଟ୍ କର ତାମାନେ କ'ଣ ମୋର ତ ଇଚ୍ଛା ନାହିଁ ମୋର ଇଚ୍ଛା ଅଛି ଫଟୋଗ୍ରାଫିରେ ୟା ଫିର୍ ନହେଲେ ଯାହା ବି ରିସର୍ଚ୍ଚ କରିବା ପାଇଁ ଚାହୁଁଛି ତା କହିବା ଅନୁସାରେ ଆମର ଆଇଆଇଟିଆନ୍ ବାବା ବାପା ମା କେବଳ ଲୋକଙ୍କ ପାଖରେ କହିପାରିବେ ପଇସା ମୋ ପୁଅ ଗୋଟେ ଆଇଏଏସ୍ ସେଇଥିପାଇଁ ମୋର 5 ବର୍ଷ ବରଂ ଯାଉ ମୋ ଜୀବନ ତଳେ ତଳାନ୍ତ ହେଇଯାଉ ବାପା ମା ଖୁସି ହେବେ କାରଣ ସିଏ ତାଙ୍କ ସାର୍କେଲରେ କହିବେ ମୋ ପୁଅ ଦେଖ ଆଇଏଏସ୍ ହେଇଛି ପୁଅର ଇଚ୍ଛା ନାହିଁ ବହୁତ ବଡ଼ କଥା ଏଇଟା ଆକ୍ଚୁଆଲି ସେ ଯୋଉ ରାଜସ୍ଥାନ କୋଟା କଥା କୁହାହଉଛି ବହୁତ ପିଲା ସୁସାଇଡ୍ କରୁଛନ୍ତି ବାବୁ ପିଲାଙ୍କୁ ଡକ୍ଟର ହବାକୁ ଇଞ୍ଜିନିୟର ହବାକୁ ଇଚ୍ଛା ନାହିଁ ନା ତୁ ଯା ନିଟ୍ କୋଚିଂ ପିଲା ଅଧିକା ମେଣ୍ଟାଲ ପ୍ରେସର ପଡୁଛି ସୁସାଇଡ୍ କରିଦଉଛନ୍ତି ତେଣୁ ପିଲାଙ୍କ ସହିତ ଇମୋସନାଲ କନେକ୍ଟ ରହିବା ଦରକାର ଝିଅ ପିଲା ତାଙ୍କର ଗୁଡ଼ାଏ ପ୍ରକାର ଇସ୍ୟୁ ରହିଛି ବାପା ମା ତାଙ୍କୁ ମିଶିବା ଦରକାର ତାଙ୍କ ସହିତ ପୁଅ ପିଲା ବେଦାମୀ ହେଉଛି ସିଗାରେଟ ମଦ ଖାଇଦେଉଛି ମିଶିବା ଦରକାର ଦେଖ ବାବୁ ଏଜ୍ ଗୋଟେ ଥାଏ 10 20 25 ବର୍ଷ ଭିତରେ ନା ସେ ପିଲା ଚାହିଁବେ ବାପା ମା ଆମ ପାଖରେ କେବେ ନ ରୁହନ୍ତୁ ଏଜ୍ ଗୋଟେ ଥାଏ ତମେ ତାଙ୍କ ମନକୁ ବୁଝିବାକୁ ପଡ଼ିବ ତାଙ୍କ ସହିତ ସାଙ୍ଗ ହବାକୁ ପଡ଼ିବ ନା ଡରେଇ ଧମକେଇ ରଖି ପିଲାଙ୍କୁ ଆରେ ଡରେଇ ଧମକେଇଲେ ହବନି କିଛି ବେଦାମୀ ହେବାର ଗୁଡ଼ାଏ ଅପସନ୍ ଆଜିକାଲି ଅଛି ଗୁଡ଼ାଏ ଅପସନ୍ ଅଛି ତାଙ୍କ ଇମୋସନ୍ ସହିତ କନେକ୍ଟ ହେବା ପାଇଁ ଚେଷ୍ଟା କରେ କ'ଣ ସେ ଆକ୍ଚୁଆଲି ଚାହୁଁଛି ତା ଦିଲ କ'ଣ ଚାହୁଁଛି ଦିମାଗ କ'ଣ ଚାହୁଁଛି ଏଇ ଜିନିଷ କୋଉଠି ନା କୋଉଠି ବଡ଼ ଜିନିଷ ଆଡଜଷ୍ଟ ୱିଥ୍ ଦ ସୋସାଇଟି ଯେଉଁ ସୋସାଇଟିରେ ଯେମିତି ଯାହା ତମେ ହେଇଯାଅ ପିଲା ହେଇଯାଆନ୍ତୁ ଓଲ୍ଡ ଏଜ୍ ହେଇଯାଆନ୍ତୁ ଏସବୁ ଜିନିଷ ପଢ଼ିବା ଆମେ ଡିଫରେନ୍ସ ପଢ଼ିବା ଆମେରିକା ସୋସାଇଟିରେ କେମିତି ଭାବରେ ପିଲାଙ୍କୁ ଟ୍ରିଟ୍ କରାହେଉଛି ଇଣ୍ଡିଆନ୍ ସୋସାଇଟିରେ କେମିତି ପିଲାଙ୍କୁ ଟ୍ରିଟ୍ କରାହେଉଛି ଆମେରିକାରେ ସେଠି ଗନ୍ ଲାଇସେନ୍ସ ଅଛି ବନ୍ଧୁକ ପିଲା ସ୍କୁଲ ବନ୍ଧୁକ ନେଇଯାଉଛନ୍ତି ମାଷ୍ଟର ସେପଟେ ତା ପକେଟରେ ବନ୍ଧୁକ ଅଛି କିଛି ଅସୁବିଧା ହେଲା ଛୁଆ ଏପଟୁ ବନ୍ଧୁକ ମାରୁଛନ୍ତି ମାଷ୍ଟର ସେପଟୁ ବନ୍ଧୁକ ଗୋଟେ କଣ୍ଟ୍ରୋଭର୍ସିଆଲ ଲ ପଢ଼ିବା ଇଣ୍ଟରନ୍ୟାସନାଲ ବିଜନେସରେ ତ କଥା କୁହାଯାଉଛି ସୋସାଇଟି କେମିତି ହେବା ଦରକାର ଆମମାନଙ୍କର ପିଲାଙ୍କୁ କଥା କୁହାଯାଉଛି ଗୁଡ୍ ଟଚ୍ ବ୍ୟାଡ୍ ଟଚ୍ କଥା ଏସବୁ କଥା ପଢ଼ି ଜାଣିଥିବ ଏସବୁ କଥା କୁହାଯାଉଛି ସୋସାଇଟି ସହିତ କେମିତି କ'ଣ ଏସବୁ ଗୁଡ଼ାଏ ପ୍ରକାର କଥା ଅଛି ବାବୁ ତାକୁ ଧୀରେ 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 ଆମେ ଯିବା ଆଗକୁ ରାଇଟ୍ କନଜ୍ୟୁମର ଅଲ୍ ଆସ୍ପେକ୍ଟ ଅଫ୍ ଦ ପରଚେସ୍ ୟେସ୍ ବଡ଼ କଥା ବେଳେବେଳେ ଦେଖିଥିବ ଏକ୍ସପାୟରି ଡେଟ୍ ହେଇଯାଇଛି ବହୁତ ସାରା ଫର୍ଜି ପ୍ରଡକ୍ଟ ମାର୍କେଟରେ ମଧ୍ୟ ମିଳୁଛି ତାକୁ ଖାଇଲେ ଏ ବିଶ୍ୱଠାରୁ ବି କିଛି କମ୍ ନୁହଁ ଦେହ ଖରାପ ହେଇଯିବ ସବୁ ଜିନିଷ ମରିଯାଉଛନ୍ତି ଆ ପ୍ରଡକ୍ଟ ଖାଇବା ଯାହା ବିଷ ଖାଇବା ସେଇଆ ଫର୍ଜି ପ୍ରଡକ୍ଟ କହିଲେ ନା ଲୋକ ବିଭିନ୍ନ ପ୍ରକାର ଅଛନ୍ତି ଲୋକଙ୍କର କାମ ହେଲା କେବଳ ପଇସା ମିଳିଯାଉ ଯୁଆଡ଼ୁ ହେଲେ ମିଳିଯାଉ ଯେତେ ତଳକୁ ଯିବା କଥା ଆମେ ଯିବୁ ବରଂ ପଇସା ଆମକୁ ଦରକାର କ'ଣ କରିବେ ସେ ପଇସା ରାଇଟ୍ ନୁହଁ ଯେତେ ତଳକୁ ଯିବା କଥା ଆମେ ବିକିବୁ ଲଙ୍କାଗୁଣ୍ଡରେ ଇଟା ଗୁଣ୍ଡ ମିଶେଇ ଦେଉଛୁ ଚାଉଳର ଗୁଡ଼ି ମିଶେଇ ଦେଉଛୁ ଚିନ୍ତା କର ଓଜନ ବଢ଼ିଯିବ ଏଭଳିଆ ମେଣ୍ଟାଲିଟିର ଲୋକ ଅଛନ୍ତି ତେଣୁ ତମେ ଗୋଟେ ରାଇଟ୍ କନଜ୍ୟୁମର ହେବା ଦରକାର ଯଦି ତମର କିଛି ପ୍ରୋବ୍ଲେମ୍ ଅଛି ତ କନଜ୍ୟୁମର ପ୍ରୋଟେକ୍ସନ ଆକ୍ଟ ଫୋରମର କମ୍ପ୍ଲେନ୍ କରିବା ଦରକାର କିଛି ଅସୁବିଧା ନାହିଁ ଜୀବନ ତ ଜନ୍ମ ହେଇଯିବା ଦିନେ ମରିବା ଦିନେ ଡରିଲେ ସବୁବେଳେ ହବନି ଦୁନିଆ ତମେ ପୋଲିସରେ ଅଛ ଚୋରଙ୍କୁ ଡରିବ ନାହିଁ ଭାଇ ସାର୍ ଯିବି ଚୋର ମତେ ହାଣିଦବ ହବ ବାବୁ ତମେ ଘରେ ରହିଲେ କିଏ ଆସିକି ହାଣିଦବ ଧରିପାରିଲି କାହା କଥା କୁହ ଜୀବନ ପାଇଛେ ମରିବା ଦିନେ ବଟ୍ ହଁ ତା ମାନେ କହୁନି ଯେ ବିଲକୁଲ କିଛି ବିନା ସିକ୍ୟୁରିଟି ବିନା ପ୍ରୋଟେକ୍ସନରେ ପଳେଇ ଯାଅ ସେମିତି କଥା କୁହନି ଯଦି ରିସ୍କି ଅଛି ଲାଇଫକୁ ନେଇକି ଯାଅ ବଟ୍ ଯିବାକୁ ତ ପଡ଼ିବ ନା ଲାଇଫ୍ ବି ସେଇଭଳିଆ ହବ ଲାଇଫ୍ ବି ସେଇଭଳିଆ ରିସ୍କି ଅଛି ତାକୁ ତମେ ମ୍ୟାନେଜ କରିବାକୁ ପଡ଼ିବ ମ୍ୟାନେଜ ଇନ୍ ଏନର୍ଜି ସ୍କିଲ୍ ଇଣ୍ଟରେଷ୍ଟ ମେଲ୍ ଫିମେଲ୍ ସମସ୍ତଙ୍କ କଥା କହିବି ଏନର୍ଜି ହେଇପାରିବ ସ୍କିଲ୍ ସେଟ୍ ହେଇପାରିବ ଇଣ୍ଟରେଷ୍ଟ ହେଇପାରିବ ଆଇଆଇଟିଆନ୍ ବାବା ମନେକର ପିଲାଙ୍କୁ ଯାହା ଇଣ୍ଟରେଷ୍ଟ ଅଛି ତାର ଇଣ୍ଟରେଷ୍ଟ ସେ ସିଙ୍ଗର ହବ ତାର ଇଣ୍ଟରେଷ୍ଟ ସିଙ୍ଗର ତମେ କହ ନା ଆଏସ୍ ହେଇଯିବ ମାନେ ତୁମ ପିଲା ଆଏସ୍ ହବ ଏଇଟା କୋଉ ଭଳିଆ ଫର୍ମୁଲା ତାଙ୍କ ଠିକ୍ ଅଛି ଛୋଟ ମୂଳରୁ କିଛି ଦିନ ପର୍ଯ୍ୟନ୍ତ ତାଙ୍କୁ ସିଏ ଜାଣିନାହାନ୍ତି ଯେହେତୁ ସ୍ୱପ୍ନ କ'ଣ କିମ୍ବା ପାଠ କ'ଣ ତାଙ୍କୁ ଡାଇଭରସିଫିକେସନ ଦେଖିବା ଦରକାର ତାପରେ ବଡ଼ ହେଲା ପରେ ବି ସେଇ ଜିନିଷକୁ ତମେ ଜବରଦସ୍ତ କରୁଛ ପିଲାଙ୍କୁ ତା ନିଜ ଜିନିଷରେ ଭାବୁଛି ମାନେ ବୟସ ହେବି ଠିକ୍ ଅଛି 10 ବର୍ଷର ହଉ ହଉ
ନିଜେ ଚାହୁଁଛି ସେ ବାପା ମା କହିବେ ସାଙ୍ଗସାଥି ମାନଙ୍କୁ କି ଭାଇ ସାହେବ ମୋ ପୁଅ ବୟସ ତୁ ସେଥିପାଇଁ 5 ବର୍ଷ ଲାଗିଯାଉ ଜୀବନ ବିତିଯାଉ ସେ ଦିଲ୍ଲୀର ନହେଲେ ସେଠି ସୁସାଇଡ୍ କରିଦେ ସେ ଡିପ୍ରେସନ୍ ବାଲା ଦବାଇ ମେଡିସିନ ଖା ନଟ୍ ଗୁଡ୍ ନା ତେଣୁ ବାପା ମା ସେତିକି ତମେ ଅଣ୍ଡରଷ୍ଟାଣ୍ଡିଂ ହେଲେ ପିଲାଙ୍କୁ ବୁଝିପାରିବ ଗୋଟେ ତମ ବାପା ମାଙ୍କୁ ମଧ୍ୟ ତମେ ବୁଝିପାରିବ ବୁଝିଲେ ନା ଏଜୁକେସନ ସମସ୍ତଙ୍କ ପାଖରେ ନଥାଏ କିମ୍ବା ମନେକର ବାପା ମା ଏଜୁକେସନ ଅଛନ୍ତି ଭଲ ଇଟ୍ସ ଓକେ ଦେ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ତମର ତାଙ୍କ ପାଖରେ ଏଜୁକେସନ ନାହିଁ ତମେ ଏଜୁକେସନ ହେଲା ସେ ଗୁଡାକ କଥା ବୁଝିପାରିବି ତମକୁ ମ୍ୟାନେଜ କରିବାକୁ ପଡିବ ବାପା ମା ତମକୁ ତଳେ ଦେବନି କୁଆଡେ ତାଙ୍କ କଥାକୁ ତମେ ଏତେ ବି ନେଗେଟିଭରେ କିଛି କହିପାରିବନି ମ୍ୟାନେଜ କରିବ ଜିନିଷରେ ଆସିଯାଏ କଥା ଆୟାସ ହେଇଯାଉ ଘରେ ଯଦି ଶାନ୍ତି ନଥିବ ନା ସେ ଆୟାସରେ କୌଣସି କାମ ନୁହଁ ବ୍ରାଞ୍ଚେସ୍ ଅଫ୍ ଦ ହେଲ୍ଥ ଆମର ହୋମ୍ ସାଇନ୍ସ କଥା କୁହ ହେଲ୍ଥ ସାଇନ୍ସ ହୋମ୍ ସାଇନ୍ସ ହ୍ୟୁମାନ ଡେଭଲପମେଣ୍ଟ ଇନ୍ ଦ ଫ୍ୟାମିଲି ଷ୍ଟଡିଜ ये ब्रांचेस ଅଛି ଫୁଡ୍ एंड न्यूट्रिशन ये ब्रांचेस फैमिली रिसोर्स मैनेजमेंट केमिति घर कौन अच्छी मिले वाटर क्लॉथिंग एंड टेक्सटाइल कौन कौन लुगा साइंस एक्सटेंशन एजुकेशन हमारा होम साइंस को प्रैक्टिकली वे रे हमें केमिति यूज करि पारे हमर डे टू डे लाइफ साइंटिफिकली कौन सी नॉलेज को जेमति आचार एग्जांपल देली तारे कौन मिसेले कौन हेले एटा हेल्दी हबो प्लस अधिक दिन रहइबो ले मां कहिजन तल राल देई जे लगा मिसे देम हबनी अलगा कौन को फ्रूट्स रे वेजिटेबल्स रे अलगा कौन रही परिबो न्यूट्रिशनल रही परिबो आमला कथा कुआ होची बोला ଗୋଟେ बेस्ट ऑप्शन ता माने सबले आंबर आचार करा हबो वेजिटेबल मिक्स रे मध्ये आचार करी हो न्यूट्रिशन पार्टी की टेस्ट लागला खाए पे मजा ସେ କଥା କହୁଛି ଏକ୍ସଟେନ୍ସନ ଏଜୁକେସନ ମାନେ ପ୍ରାକ୍ଟିକାଲ ଲାଇଫ ସହିତ ତମର ଡେଲି ଲାଇଫଟା କେମିତି ଚାଲିବ ସାଇଣ୍ଟିଫିକାଲି ଫୁଡ ସର୍ଭିସ ମ୍ୟାନେଜମେଣ୍ଟ ଘରେ ଯେଉଁ ଖାଦ୍ୟ ବନା ହଉଛି ତାକୁ କେମିତି ମ୍ୟାନେଜ କରାହବ କିମ୍ବା କେତେବେଳେ କଣ ଖାଇବା ଦରକାର ସମୟ ପରେ ପାଣି ପିଇବା ଦରକାର ନ୍ୟୁଟ୍ରିସନ ଏ ବଗେରା ବଗେରା କଥା କୋଉଠି ରଶ୍ମିତା ମ୍ୟାଡାମ ଯାଉଛି ତ କଥା ଆଜ୍ଞା ସାର୍ ଆପଣ ଆଜ୍ଞା ଆପଣ ଲୋକଙ୍କୁ ସଜେସନ ଦଉଥିବେ ଆଜି ଶୁଣନ୍ତୁ ଏଇଠି ଆଉ ଆଜ୍ଞା ତାହେଲେ ଠିକ ଅଛି then human development and family studies या कथा मध्ये होम साइंस भीतर कोन कथा the area of the human development and family studies exposes the study of the early childhood जो छोट पिला टाइम रे ब्रेन डेवलपमेंट ता बॉडी डेवलपमेंट एडोलेसेंट एज कथा को एज कथा को जनरली एडोलेसेंट 14 रु आई थिंक 20 पाखा पाखी भीतर आसी जो एडोलेसेंट देन एडल्टहुड एज आ ऊपर जो फिजिकल लेवल बढ़ी जीवो मेंटल प्रेशर बढ़िबो से टाइम रे तुम खाद्य कि बाकी फिजिकल एक्सरसाइज कथा देन ओल्ड एज कथा को आउची 60 65 पर बॉडी रे सेति एडजस्ट करिवनी जे डाइजेशन हे जाऊ कि बाकी एक्टिविटी हे जाऊ मैं योगा एक्सरसाइज करछो सेथिरे मध्ये को एक्सरसाइज को योगा करिया दरकार वॉकिंग करी अलगा करे एवरीथिंग इट आल्सो इंक्लूड द स्टडी ऑफ वुमेन महिला पॉपुलेशन विषय मध्ये पढिबा एजुकेशन के साइकोलॉजी बड़ कथा पिला बुझिया दरकार पिला कोन चाहउछंती या 8 बाबा तादर माने पिला को से कहला से कथा गोटे जिंस बापा जदि पैसा दरकार मु ताऊ दे देबी गोटे कोटी टका सागे प्यार दे दरकार से मते प्यार देना दियो मु केमिति प्यार देबी तो कथा को पिला से कनेक्ट रहबा दरकार पैसा खाली फेंगी देला होबन पैसा सब जिंस करि पारे दुनिया रे प्यार अफेक्शन मेंटालिटी इमोशन ए सब जिंस पिला देखिया पड़े पिला को स्टेज रे गति कर को देखिया पड़े बापा पूरा दिल से मिसिया पड़े पिला देन सोशियोलॉजी सोसाइटी सहित बाकी कौन रिलेशन लाइफ स्पान भीतर विभिन्न प्रकार एज आसे तो किशोर अवस्था है बाकी यंग पॉपुलेशन एजेड अवस्था ये सब सब अवस्था अलग अलग लाइफ रे चेंज हुए कर्मशैली हो जाऊ तुम फिजिकल स्ट्रक्चर हो जाऊ वगैरह वगैरह है मनीष जन्म ही तो मर दिन विभिन्न प्रकार प्रोसेस अच्छी भर पुणी बेमारी अच्छी है डिजीज अच्छी सब जिन को कोटी ना कोटी सांगे रख काउनसिलिंग एंड गाइडेंस ये बड़ कथा कहूँ डॉक्टर मैंने बेले देखी से कि भाई साहब सारा लोक मेडिसिन केवल साइकोलोजी को बुझाई दिखती बडी कहूँ 30-40% लोक जाऊँच डॉक्टर पाखक केवल साइकोलोजी प्रोब्लेम भावुं आमको कौन बेमारी बट सतर बेमार नहीं डॉक्टर मैंने आगे देखुं मेंटल स्थिति कौन से अनुसार केवल विभिन्न प्रकार अच्छी सीडो मेडिसिन अच्छी से मेडिसिन लिखे या फिर पांडापराजोल ना तुम नॉर्मल विटामिन लिखिदेवे डॉक्टर मैंने तो क्या डिजीज ना तो लिखे कौन सी
ଇଏ ଭାବୁଛି ମୋତେ ଡିଜିଜ୍ ଅଛି। କ'ଣ ସାଇକୋଲୋଜି ସେଟା କାଉନସେଲିଂ ଦରକାର। ବୁଝିଲେ କି? ବହୁତ ସାରା ଲୋକ ଗାଇଡାନ୍ସ ଦରକାର। ବହୁତ ସାରା ଲୋକ ଗାଇଡାନ୍ସ ପାଇଁ ଆକ୍ଚୁଆଲି ଠିକ୍ ଜାଗାରେ ପହଞ୍ଚି ପାରୁନାହାନ୍ତି। ଜିନିଷ ଦରକାର। କମ୍ୟୁନିଟି ଡେଭଲପମେଣ୍ଟ କଥା କୁହାହଉଛି ହେଲା। ଯୋଉ ଜାଗାରେ ରହୁଛ ସେ ଜାଗାରେ ପରିଷ୍କାର ପରିଚ୍ଛନ୍ନ କିମ୍ବା ପାଣି ସୁସ୍ଥ ପାଣି ଅଛି କି ନାହିଁ, ବାତାବରଣ ଅଛି କି ନାହିଁ, ବା ତମର ଯୋଉ କ୍ରିମିନାଲିଟି ବଗେରା ଏସବୁ ଜିନିଷ କୋଉଠି ନା କୋଉଠି ଜରୁରତ है। फूड एंड न्यूट्रिशन କଥା କହୁଛେ। ଫୁଡ୍ ଆଣ୍ଡ ନ୍ୟୁଟ୍ରିସନ। Here to understand the healthy living and the ultimate happiness। ଖାଦ୍ୟ ଗୋଟେ ଦିଏ ନା ଖାଇବା ପାଇଁ ଖାଦ୍ୟ ନୁହେଁ, ଖାଦ୍ୟ ଗୋଟେ ମଣିଷର ହେଲ୍ଦିନେସ୍ ପାଇଁ। ମନେକର ତମେ ଯାଇଛ ମ୍ୟାରେଜ କୋଉଠି ଯାଇଛ, ମଟନ ହେଇଛି, ମଟନ ଦାବିକି ଖାଇଦେଲ, ଦାବିକି ଖାଇଦେଲେ କ'ଣ ହେଲା? ତା ଦେହରେ ପର୍ଯ୍ୟନ୍ତ ତମ ଦେହ ଭଲ ରହିବନି। ଖାଦ୍ୟର ବାବୁ ଯେତିକି ବଡ ଲାଗିବା ସେତିକି ଲୋଭ ରଖିବା ଦରକାର ଖାଦ୍ୟ। ବାଲାନ୍ସ ଡାଏଟ୍ କଥା ଭାବିବା କଥା, ଲୋଭ ଅଧିକା ରଖିବା। ଏଜ୍ ଅନୁସାରେ ଧୀରେ ଧୀରେ ତମ ଡାଇଜେସନ ପାୱାର ମଧ୍ୟ ଧୀରେ ଧୀରେ କମିବ। ସେ ଅନୁସାରେ ତୁମକୁ ଦେଖିବ। ଠିକ ଅଛି। ତେଣୁ ଖାଦ୍ୟଟା ଗୋଟେ ପ୍ରକାର ତମେ ହେଲ୍ଦି ରଖିବା ପାଇଁ। ସଚିନ ପାଇଲଟ କିମ୍ବା ଆମର ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସର ଜଣେ, ବିଜେପିର ଜଣେ ମିଶିଯିବେ, ସେମାନଙ୍କ ହେଲ୍ଥ କଣ୍ଡିସନ ପଚରା ହେଲା, ତମେ ଏତେ ୟଙ୍ଗ ଲାଗୁଛ, ଦେଖାଉଛି। କିମ୍ବା ହିରୋ ମାନଙ୍କ କଥା ଭାବ ହେଲା। ହିରୋ ମାନେ ତ ଛାଡ଼, ସେମାନେ ବହୁତ ସାରା ଆକ୍ଚୁଆଲି ମିଛ ସତରେ ଯୋଡ଼ା, କିମ୍ବା ସେମାନେ ବହୁତ ସାରା ଆକ୍ଚୁଆଲି ତାଙ୍କ ଫଟୋକୁ ଏଡିଟିଂ ଫେଡିଟିଂ କରି କିମ୍ବା ସୁଟିଂ ସେଟ୍ରେ ହଜାର ପ୍ରକାର କଥା କରାହଉଥିଲା। ତାଙ୍କ ଫିଗର ଗୁଡ଼ା ଆମେ ନର୍ମାଲ ନେଇପାରିବା। କିଛି ହିରୋ ଅଛନ୍ତି ଠିକ୍ ଅଛି, ନର୍ମାଲ ଦେଖାଉଛନ୍ତି। ବାକି ବହୁତ ସାରା ସେମାନଙ୍କୁ ସେଟିଂ ମିଟିଂ କରାହୁଏ ହେଲା। କ୍ୟାମେରାକୁ କୋଉ ଆଙ୍ଗେଲରେ ରଖିଲେ ଭଲ ଦେଖାହବ, ହଜାର ପ୍ରକାର କଥା। ବଟ୍ ନର୍ମାଲ ଲୋକ ଯୋଉ ମାନେ ଜେନେରାଲି କୁହନ୍ତି କି ଖାଦ୍ୟ ସବୁଠାରୁ ତମର ମୁହଁରେ ଦେଖାହବ। ମୁହଁରେ ଫେୟାର ଆଣ୍ଡ ଲଭଲି ଲଗେଇଲେ ମୁହଁ ଗୋରା ହବନି। ଖାଦ୍ୟ ଯଦି ଠିକ୍ ଖାଇବ ତମେ, ଡାଇଜେସନ ଠିକ୍ ହଉଛି, ପାଣି ଠିକ୍ ପିଉଛ, ନିଦ ଠିକ୍ ଅଛି, ବାକି ତମର ଚିନ୍ତାଧାରା ଠିକ୍ ଅଛି। କାରଣ ମଣିଷ ଚିନ୍ତାଧାରା ଖରାପ ରହିଲେ ବି ଖରାପ। ଯେତେ ଭଲ ଖାଦ୍ୟ ଚିନ୍ତାଧାରା ଖରାପ ହେଲେ ନା ବଡିର ଠିକ୍ ଆସିବନି କଥା। ମୁଁ ଠିକ୍ ଦେଖା ହବା କଥା କହୁଛନ୍ତି, ଗୋରା ଦେଖା ହବା କଥା କହୁନି। ମଣିଷ ଗୋଟେ ଠିକ୍ ଦେଖା ମାନେ ହେଲ୍ଦିୟର ଦେଖା ହବ। ହେଲ୍ଦିୟର ଦେଖା ହବା, ଗୋରା ଦେଖା ହବା, ସେ କଥା ଭିତରେ ଡିଫରେନ୍ସ ଅଛି। ଭୁଲ ବୁଝିବନି। ଇଟ୍ସ ଅଣ୍ଡରଷ୍ଟାଣ୍ଡ ଦ ଟାଇପ୍ ଅଫ୍ ଫୁଡ୍, କୋଉ ଟାଇପ୍ର ଫୁଡ୍ ଅଛି, ଇଟ୍ସ ଫଙ୍କସନ୍, କୋଉ ଖାଦ୍ୟ ଖାଇଲେ କୋଉ ଭଳିଆ ହବ ବଡିର କାମ, ଫଙ୍କସନ୍ ରିକ୍ୱାରମେଣ୍ଟ କ'ଣ ଅଛି, କୋଉ ଏଜ୍‌ରେ କୋଉ ଲୋକଙ୍କୁ କ'ଣ, କେତେବେଳେ କ'ଣ ଖାଇବା ଦରକାର, ରାତିରେ କ'ଣ ଖାଇବା ଦରକାର, ଦିନରେ ଏଭ୍ରିଥିଙ୍ଗ। କ'ଣ ମିଲ୍‌ରେ କ'ଣ ରଖିବା ଦରକାର, ଷ୍ଟୋରେଜ୍ ଖାଦ୍ୟକୁ କେମିତି ରଖିବ। ଆକ୍ଚୁଆଲି ପଚାସଢ଼ା ଖାଦ୍ୟ ସ୍ପଏଲେଜ୍ ହେଇଯାଉଛି, ବ୍ୟାକ୍ଟେରିଆ ଫଞ୍ଜି ମାନେ ଲାଗିଯାଉଛନ୍ତି, ତାକୁ ପୁଣି ଖାଦ୍ୟ ଖାଉଛେ, କ'ଣ କରିବା ଦରକାର, ପ୍ରିପାରେସନ୍ ଷ୍ଟ୍ରାଟେଜି କେମିତି ହେବା ଦରକାର। ଜଣେ ଜଣେ ଲୋକ ଦେଖି ପୁରା ଅଏଲ୍‌ରେ ପୁରା ଏକଦମ ଫ୍ରାଏ ନହେଲା ପର୍ଯ୍ୟନ୍ତ ଖାଇବେ ନାହିଁ। ପ୍ରିନ୍ସିପଲ୍ ଆଣ୍ଡ ଦ ମେଥଡ୍ ଅଫ୍ ଦ ପ୍ରିଜର୍ଭିଂ ଫୁଡ୍, କେମିତି ଖାଦ୍ୟକୁ ରଖାଯାଇପାରିବ। କେମିଷ୍ଟ୍ରି କଥା କୁହାହଉଛି, କ'ଣ କ'ଣ ରିଆକ୍ସନ ବଗେରା, ମେଟାବଲିଜିମ୍ ଖାଦ୍ୟ ସହିତ ମିଶିକି କ୍ଷୀର ଦହି ହୁଏ କେମିତି ହେଲା, ବଗେରା ବଗେରା କଥା। ଅଲଗା ଅଲଗା ଫୁଡ୍ ଅଲଗା ଅଲଗା ଚେଞ୍ଜେସ୍ ବଗେରା ହୁଏ। ଚାଉଳରୁ ଚୁନା ହେବ କେମିତି, ଏସବୁ ହଜାର ପ୍ରକାର କଥା। ଫିଜିକାଲ କେମିକାଲ ବୋଥ୍। ନ୍ୟୁଟ୍ରିସନ୍, ହେଲ୍ଦି ଆଣ୍ଡ ଡିଜିଜ୍, ମିଲ୍ ପ୍ଲାନିଂ ଆଣ୍ଡ ଦ ହେଲ୍ଦି ଲାଇଫ୍, କେମିତି ଭାବରେ ମିଲ୍ ପ୍ଲାନିଂ କରିବ, କୋଉ ଟାଇମରେ କ'ଣ ଖାଇବ ତମେ, ଖାଇବା ଦରକାର। ହେଭି ମିଲ୍ କେତେବେଳେ ଖାଇବ, ଲାଇଟ୍ ମିଲ୍ କେତେବେଳେ ଖାଇବ, ସବୁ ଜିନିଷ। ପାଣି ସବୁଠୁ ବଡ଼ ଜିନିଷ। ଅଣ୍ଡରଷ୍ଟାଣ୍ଡ ଦ କମ୍ୟୁନିଟି ନ୍ୟୁଟ୍ରିସନ୍ ପ୍ରୋବ୍ଲେମ୍। କମ୍ୟୁନିଟି ମାନେ ତମେ ଯୋଉ ଏରିଆ କଥା ରହୁଛ, କିମ୍ବା ତମର ଯୋଉ ଆଉ ଗୋଟେ କଥା କୁହ, ନ୍ୟୁଟ୍ରିସନ୍ ଇସ୍ୟୁ କ'ଣ ରହିଛି। ହେଲ୍ଥ ଏଜୁକେସନ୍ ଫର୍ ଦ ଡିଫରେଣ୍ଟ ଟାର୍ଗେଟ ପପୁଲେସନ୍, ପିଲାଙ୍କୁ ବି ବୁଝିବା ଦରକାର କି ଭାଇ ସାହେବ ଖାଇସାରିଲା ପରେ ପାଣି ପିଇବା ଦରକାର, ନହେଲେ କୋଉଠି ନା କୋଉଠି ଦେହ ଶୁଖିଯିବ, କିମ୍ବା ତମର ଡାଇଜେସନ୍ ଠିକ୍ ଠାକ୍ ହବ ନାହିଁ। ବୁଢ଼ାବୁଢ଼ୀ ଲୋକଙ୍କୁ ମଧ୍ୟ ବୁଝିବା ଦରକାର କି ଏମିତି ଏମିତି କଥା। ଓକେ ଓକେ। ତ ସବୁ ଗ୍ରୁପରେ ଡିଫରେଣ୍ଟ ଡିଫରେଣ୍ଟ କୋଭରରେ ଏଜୁକେସନ, ହେଲ୍ଥ ଏଜୁକେସନ ଜାଣିବା ଦରକାର ହେଲା। ଫ୍ୟାମିଲି ରିସୋର୍ସ ମ୍ୟାନେଜମେଣ୍ଟ, ଫ୍ୟାମିଲି ପାଖରେ ଯାହା ବି ରିସୋର୍ସ ମାନେ ସମ୍ବଳ, ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ, ଏଚଆରଏମ୍, ଏମବିଏରେ ଗୋଟେ ଟପିକ୍ ଅଛି, ଅଲଗା ଅଲଗା ଇଏରେ ମଧ୍ୟ ସବୁ ସେକ୍ଟର ଥାଏ। ଏଚଆରଏମ୍ କ'ଣ, ମଣିଷ କେମିତି କାମ କରିବ। ଗୋଟେ କମ୍ପାନୀରେ 50 ଜଣ ଲୋକ କାମ କରୁଛନ୍ତି, ମ୍ୟାନେଜମେଣ୍ଟଟା ସବୁଠୁ ବଡ଼ ଜିନିଷ। କାହା କାମ କ'ଣ ହେବା ଦରକାର, କି କାହାକୁ ରିପୋର୍ଟିଂ କରିବା ଦରକାର, ହେଲା, କାହା ପାଖରୁ କେମିତି ଭାବରେ ପାସ୍ ଅନ୍ ହେବା ଦରକାର, ଯାହାଫଳରେ କି ସମସ୍ତଙ୍କର ଏଫିସିଏନ୍ସି ଇଫେକ୍ଟିଭନେସ୍ ମ୍ୟାକ୍ସିମମ୍ ହେଇପାରିବ। ପିଅନଟେ, ପିଅନ ସକାଳ ଆସି ଝାଡ଼ୁ କଲେ ସିନା ତମେ ଅଫିସରେ ବସିଲେ ତମକୁ ମଜା ଲାଗିବ। ସେ ଝାଡ଼ୁ ହେଇନଥିବ, ମ୍ୟାନେଜର ଆସି ଝାଡ଼ୁ କରିବ ସେଇଠି ଫାଷ୍ଟରେ, ପୋଛା ମାରିବ ଫାଷ୍ଟରେ, କଥା ବନିବ କି କଥା।
ସମସ୍ତଙ୍କ କାମ ବେତାଳ ହେଇଯିବ। ସମସ୍ତେ ଆଉ ଜଣଙ୍କ ସହିତ ଯୋଡ଼ା ଅଛନ୍ତି। ହ୍ୟୁମାନ୍ ରିସୋର୍ସ କୁହାଯାଏ। ଯୋଉଟାକି ସର୍ଭିସ ସେକ୍ଟର, ହ୍ୟୁମାନ୍ ରିସୋର୍ସ। ମ୍ୟାନେଜମେଣ୍ଟ ହୋମ୍ ମ୍ୟାନେଜିଂ, ଘର କେମିତି ମ୍ୟାନେଜମେଣ୍ଟ କରାହବ। ଥିଲେ ମନେକର ବାପା ଅଫିସରୁ ଆସିଲେ, ଅଫିସରୁ ଆସିଲା ବେଳେ ମୋଡ଼ କ'ଣ ଥିବା ଦରକାର ହେଲା, ସେ ଅନୁସାରେ ପିଲାଙ୍କୁ ବୁଝେଇବା ଦରକାର। ନାହିଁ 5 ମିନିଟ୍ ଶାନ୍ତରେ ବସିବ, ପାଣି ଟିକେ ବାପାଙ୍କୁ ଅଫର କରିବ, ତାପରେ ଠିକ୍ ହେଇଥିବ ନା ବାପା ଆସି ପହଞ୍ଚିଲା, ବାପା ସ୍କୁଲର କହିଛନ୍ତି 5,000 ଟଙ୍କା ଫିସ୍ ଦିଅ, ଏଠି ଯିବାକୁ ପଡ଼ିବ, ଏଇଠି ଯିବାକୁ ପଡ଼ିବ, ଓଡ଼ିଶା ବାହାରେ ନା କିମ୍ବା ଇଣ୍ଡିଆ ବାହାରେ। ଇଣ୍ଡିଆ ବାହାରେ ହବନି 5,000, ଓଡ଼ିଶା ବାହାରେ। ଓକେ ଚଲୋ, ଚୁଜ୍ ପ୍ରପର୍ ଆଇଟମ୍ ଫର୍ ହୋମ୍ ହେଲା। ବେଳେବେଳେ ଦେଖିଥିବ ସବୁ ଅଯଥା ଜିନିଷ ରଖିକି ଫୁଲ୍ କରାହେଇଥିବ, ବଟ୍ ଜେନୁଇନ୍ ଜିନିଷ ଜେନୁଇନ୍ ଜାଗାରେ ନଥିବ। ପାଣି ଗୋଟେ ପିଇବା ପାଇଁ ଗ୍ଲାସ୍ ଖୋଜୁଥିବ ମିଳିବନି, ଅଲଗା ସବୁ ଫାଲତୁ ଜିନିଷ ଯୋଉଗୁଡ଼ା ଦରକାର ନାହିଁ ସେଗୁଡ଼ା ସବୁ ସେ ଜାଗାରେ ଥୁଆ ହେଇଥିବ। ପ୍ରପର ଜାଗାରେ ପ୍ରପର ଜିନିଷ ଥୋଇବା ଗୋଟେ ବଡ଼ କଳା ଗୋଟେ, ଏଇ ଜିନିଷ ଶିଖିବା ଦରକାର। ପରିଷ୍କାର ପରିଚ୍ଛନ୍ନ ଅପରେସନ୍ କେମିତି ହେବା ଦରକାର। ଅପରେସନ୍ ମାନେ ଓଟି ନୁହଁ, ଅପରେସନ୍ ଥିଏଟର ନୁହଁ, ଘରେ କେମିତି ମ୍ୟାନେଜ୍ କରିବା। କେୟାର ଆଣ୍ଡ ମେଣ୍ଟେନାନ୍ସ କଥା କୁହାହେଉଛି। ଏଇସବୁ ଜିନିଷ କେମିତି, ମନେକର ସାଇକେଲ ଅଛି, ଗାଡ଼ି ଅଛି, ଏରୋପ୍ଲେନ୍ ଅଛି, ତାକୁ କେମିତି ଭାବରେ ମେଣ୍ଟେନ୍ କରିବା ଦରକାର। ତ ସେଇ ଅନୁସାରେ ସବୁ ଜିନିଷ ଟିଭି ଫ୍ରିଜ୍ ଗଡ଼ରେଜ ଯାହା ବି ଦରକାର। ଫାଇନାନ୍ସିଆଲ ଲର୍ଣ୍ଣିଂ ଏକ୍ସପେଣ୍ଡିଚର ଇନ୍ ସେଭିଂ, ବଡ଼ କଥା। ମନେକର ଗୋଟେ ଲୋକର 10,000 ଟଙ୍କା ଇନକମ୍, ଯଦି ପ୍ରତ୍ୟେକ ମାସକୁ ଆମେ 20,000 ଟଙ୍କା ଖର୍ଚ୍ଚ କରିବି, ଉଧାରିଆ ହେଇଯିବନି, ଲୋକ ଆସି ବାଡ଼େ ପକେଇବେନି। ଯେତିକି ଅଛି ସେତିକି ଖର୍ଚ୍ଚ କରିବା ଦରକାର, ସେତିକି ଖାଇବା ଦରକାର ହେଲା। ଠିକ୍ ଅଛି, କେତେବେଳେ କ'ଣ ଏକ୍ସଟ୍ରା ହେଲ୍ଥ ଇସ୍ୟୁ ଅଛି, ବାକି ପିଲାଙ୍କର ପାଠପଢ଼ା ଖର୍ଚ୍ଚ ଅଛି, କେତେବେଳେ କ'ଣ ଏପଟ ସେପଟ ହେଇଯାଇପାରେ। ଚେଷ୍ଟା କର ଆମେ ସବୁବେଳେ ଜେନେରାଲ ଖର୍ଚ୍ଚଟାକୁ ନର୍ମାଲ କଣ୍ଟ୍ରୋଲ ରଖିବା ପାଇଁ। ଠିକ୍ ଅଛି, ଲୋକ ଖର୍ଚ୍ଚ କରୁଛନ୍ତି, ମନେକର ସେ କାର୍ ଚଢ଼ି ଯାଉଛି, ମନେକର ମୋର ନାହିଁ, ମୋର ସାଇକେଲ ଅଛି ଏକ୍ଜାମ୍ପଲ୍, ମୋ ସାଇକେଲ ଚଢ଼ିବ ଅସୁବିଧା କ'ଣ, ଖୁସି ହେଲା। ବୁଝିଲେ, ମନେକର ତାର ଏରୋପ୍ଲେନ୍ ଅଛି, ମୋର କାର୍ ଅଛି, କାରରେ ଖୁସି। ଚେଷ୍ଟା କରାହବ ଏରୋପ୍ଲେନ୍ କିଣିବା ପାଇଁ, ମେହନତ କରାହବ, ଅଲଗା କଥା। କାହାକୁ ଦେଖିକି ଇଗୋ ଇର୍ଷା ସେଇଟା କୋଉଠି ନା କୋଉଠି ଠିକ୍ ନୁହଁ। ମେହନତ କରିବାକୁ ଶିଖ। ତେଣୁ ଯାହା ବି ଅଛି ସେଇଥିରେ ଚଳେଇ ଦେବା, ସେଭିଂ ଫେଭିଂ କେମିତି ହବ। ଫ୍ୟାକ୍ଟ ଆବାଉଟ୍ ଦ ହାଉସିଂ, ଘରେ ଏଇ ବିଭିନ୍ନ ପ୍ରକାର କଥା ଅଛି, ତାକୁ ଜାଣିବା ଦରକାର। ୱାର୍କ ସିମ୍ପ୍ଲିଫିକେସନ୍, ନର୍ମାଲ ଯେଉଁଟା ନର୍ମାଲ ହେଇପାରେ ସେ ନର୍ମାଲ କରିବା ଦରକାର, ଅନନେସେସରି କନଫ୍ୟୁଜନ୍ ଆବଶ୍ୟକତା ନାହିଁ। ଇଣ୍ଟେରିୟର ଡେକୋରେସନ୍ କହିଲି, ଘର ଭିତରେ ଜଣେ ଜଣେ ଲାଗିବ, ତମକୁ ପଶିବ ମଜା ଆସିଯିବ ଘର ଭିତରେ। ଆଉ ଜଣେ ଜଣେ ଘର ପଶିବ, ୟାର ମୁଁ ଆସିଲି ନା ଏଠି କବାଡି ଖାନାକୁ ଆସିଲି ଭଳିଆ, ସବୁ କୋଉଠି କ'ଣ ଜିନିଷ ପଡ଼ିଥିବ ଇମାଜିନ୍, ପ୍ରାୟ ହୁଏ ସେଇ ଜିନିଷ। ଆମ ଘରେ ବି ସେଇ ଜିନିଷ ହେଉଛି। ପିଲା ଅଛନ୍ତି, ଗୋଟେ ସବୁ ସବୁ ସଜେଇ ରଖିବ, ସେ କିଣିଦବ ସାଙ୍ଗେ ସାଙ୍ଗେ ତା ଜିନିଷ, ବଟ୍ କରିବାକୁ ପଡ଼ିବ, ମୋତେ ତାକୁ ବାରମ୍ବାରଟା କରିବାକୁ ପଡ଼ିବ ହେଲା। କଥା କୁହାଯାଇଛି କୋଉଠି ନା କୋଉଠି ରଖିଲେ ବେଟର ଲାଗିବ ଗୋଟେ, ମୋ ମାଇଣ୍ଡ ସାଟିସ୍ଫ୍ୟାକ୍ସନ୍। ମୁଁ କହୁନି ଗେଷ୍ଟ ଆସିଲେ ଭଲ ଲାଗିବ ତାଙ୍କୁ, ନା ତମେ ନିଜେ ଯେଉଁ ସଜେଇ ଫଜେଇ ରଖିବ, ତମେ ନିଜେ ପାଠ ପଢ଼ିବ, ନିଜ ଘର ଭିତରେ ରହିବ ବହୁତ ସମୟ, ସେତେବେଳେ ତମକୁ ମାଇଣ୍ଡରେ ଗୋଟେ ପିସନେସ୍ ଆସିବ। ତମେ ଡାଇନିଂରେ ଖାଉଥିବ, ସେ ଡାଇନିଂର ଅଦ୍ଭୁତ ପ୍ରକାର ସବୁ ଜିନିଷ ରହିଛି। 4 ଦିନ ହେଲା ସେଉ ଖାଇଛ, ସେଠି ଥୁଆ ହେଇଛି, ତରକାରୀ ପଡ଼ିଥିଲା ତାକୁ ଉଠା ହେଇନି, ହେଲା ତମକୁ ଖାଇବାକୁ ଇଚ୍ଛା ଲାଗିବନି। ସେ କଥା କୁହାଯାଉଛି, ସେଇ ଜିନିଷକୁ ମ୍ୟାନେଜ କରିବାକୁ ପଡ଼ିବ। ଅଏଲ୍ ଏନର୍ଜି ମ୍ୟାନେଜମେଣ୍ଟ, ୟେସ୍, ମନେକର ଗାଡ଼ି ଚଲାଉଛ, ଗାଡ଼ି ପାଇଁ ପେଟ୍ରୋଲ ଦରକାର, ତମେ ରୋଷେଇ କରୁଛ, ତା ପାଇଁ ଏଲପିଜି ସିଲିଣ୍ଡର ଦରକାର, ବଗେରା ବଗେରା କେମିତି କ'ଣ ମ୍ୟାନେଜ କରାହେଉଛି ଜିନିଷ ଦରକାର। ଗାଁ ଗହଳିରେ ବହୁତ ସାରା ବାୟୋମାସକୁ ଜଳା ହେଉଛି, ବାୟୋମାସ ମାନେ ଆମର କାଠ ଜଳା ହେଉଛି, ୟା ଫିର୍ କାଉ ଡଙ୍ଗ ଯେଉଁ ଗୋବର ଜଳା ହେଉଛି, ତାର ପଜିଟିଭ ନେଗେଟିଭ ଇମ୍ପାକ୍ଟ ମଧ୍ୟ ଆମେ କୋଉଠି ନା କୋଉଠି ସାଇନ୍ସ ଆଣ୍ଡ ଟେକ୍ ଆଉ ଏନଭାୟରମେଣ୍ଟ ଦେଖିବା। ରିଲେସନ୍, ଏ ସବୁ ସବଜେକ୍ଟ ରିଲେସନ୍ ଅଛି। ହୋମ୍ ସାଇନ୍ସଟା ଜେନେରାଲି ଏନଭାୟରମେଣ୍ଟ ଆଉ ସାଇନ୍ସ ଆଣ୍ଡ ଟେକ୍ ସହିତ ଟିକେ ଅଧିକା ଯୋଡ଼ା ଅଛି। with appropriate technology available for the better living. So technology, for example, ମନେକର ତମେ ପାଠ ପଢୁଛ ହେଲା, ତମେ ବୁକ୍ସରେ ପଢୁଛ, କୋଉ ଜିନିଷଟା ଗୋଟେ ଜାଣିପାରିଲନି, ଗୁଗୁଲରେ ସର୍ଚ୍ଚ କରିପାରିବ। ଫର ଏକ୍ଜାମ୍ପଲ ତମେ ଚିକେନ ପକୋଡା ବନେଇବ, ଏକ୍ଜାମ୍ପଲ କହୁଛି, ତମେ ଜାଣିନ, ତମେ ୟୁଟ୍ୟୁବରେ ସାହାଯ୍ୟ ନେଇପାରିବ, ଚାଟ୍ ଜିପିଟିର ସାହାଯ୍ୟ ନେଇପାରିବ କି ଭାଇ ସାହେବ ହାଉ ଟୁ ମେକ୍ ଚିକେନ ପକୋଡା with ଲୋ ଫ୍ୟାଟ୍, ଲୋ ଅଏଲ, କମ ତେଲରେ କେମିତି ଚିକେନ ପକୋଡା ବନାଅ, ସଲ୍ୟୁସନ୍ ମିଳିବ, ଅଲ୍ଟରନେଟିଭ ଦିଆହବ। ଟେକ୍ନୋଲୋଜି, ସେ ଟେକ୍ନୋଲୋଜି ୟୁଜ୍ କରିବ। କ୍ଲଦିଂ ଆଣ୍ଡ ଟେକ୍ସଟାଇଲ, ଲୁଗାପଟା କଥା ଗୋଟେ ସବୁ ଚାପ୍ଟର ଅଛି ଅଲଗା, ଇଣ୍ଟ୍ରୋଡକ୍ସନ ଅଛି। ନଲେଜ ଆବାଉଟ୍ ଦ କ୍ଲଥ ପରଚେଜିଂ, କୋଉ ଲୁଗାଟା କିଣିବ ହେଲା, ବିଭିନ୍ନ ପ୍ରକାର ଲୁଗା ଅଛି, ତମ ଚଏସରେ କ'ଣ ହେବା ଦରକାର, ଶୀତ ଦିନ କ'ଣ ହେବା ଦରକାର, ଗରମ ଦିନ କ'ଣ ହେବା ଦରକାର, ଛୋଟ ପିଲାଙ୍କୁ କ'ଣ ପିନ୍ଧେଇବା ଦରକାର, ଫାଇବର କଥା କୁହାଯାଉଛି, ୟା ଫିର୍ ଡାଇଂ କଥା କୁହାଯାଉଛି, ପ୍ରିଣ୍ଟିଂ କଥା କୁହାଯାଉଛି, ୱେଭିଂ କ୍ଲଥ କଥା କୁହାଯାଉଛି, ସବୁ ପଢିବା ଧୀରେ ଧୀରେ ଆଗକୁ ଗଲେ। କୋଉ ଭଳିଆ କପଡ଼ା କୋଉ ଟାଇମରେ ପିନ୍ଧିବ, କେମିତି କ'ଣ ଧୁଆଧୁଇ କରିବ, ବଗେରା ଏସବୁ ଜିନିଷ। କେୟାର ଆଣ୍ଡ ମେଣ୍ଟେନାନ୍ସ ଅଫ୍ ଦ ଭେରିୟସ୍ ଟାଇପ୍ ଅଫ୍ କ୍ଲଦିଂ, ଅଲଗା ଅଲଗା ଲୁଗାକୁ କେମିତି ଭାବରେ କେୟାର ମେଣ୍ଟେନାନ୍ସ କରେ ସେ କଥା ମଧ୍ୟ ମେନସନ୍।
ସିଲେକ୍ସନ୍ ଆକର୍ଡିଂ ଟୁ ଦ କ୍ଲାଇମେଟ୍ ସିଜନ୍ ଆଣ୍ଡ ଆଭେଲେବିଲିଟି। ଓଡ଼ିଶାରେ ରହୁଛି, ଓଡ଼ିଶାରେ ଆଭେଲେବୁଲ୍ କ'ଣ ଅଛି? ରାଜସ୍ଥାନ ଆସିକି ଟୋପି ବିକ୍ରି କରୁଛନ୍ତି ଭୁବନେଶ୍ୱରରେ, ଆସିକି ଟୋପି ସ୍ୱେଟର ବିକ୍ରି କରୁଛନ୍ତି, ଆଣିଲ ମିଳୁଛି, ଆଭେଲେବୁଲ୍ ଅଛି, ଯାହା ଅଛି କ'ଣ ମ୍ୟାନେଜ୍ କରି ସେ କଥା କହ। ସିଜନ୍ ଶୀତ ଦିନିଆ ଦରକାର, ଗରମ ଦିନିଆ ଅଲଗା କ'ଣ ଦରକାର। କ୍ଲାଇମେଟ୍, ଓଡ଼ିଶା କ୍ଲାଇମେଟ୍ କ'ଣ, ହଟ୍ ହ୍ୟୁମିଡ୍ କଥା କୁହାହେଉଛି, ଝାଳ ବହୁଛି, ସେ ଅନୁସାରେ ଆମକୁ ସଫା ଧ୍ୟାନ ଦେବାକୁ ପଡ଼ିବ, ବଗେରା ବଗେରା ଜିନିଷ। ଦିଲ୍ଲୀରେ ରହିଲେ ହ୍ୟୁମିଡିଟି ହେବନି ତମର, କିମ୍ବା ଜାମ୍ମୁ କାଶ୍ମୀର ରହିଲେ ହ୍ୟୁମିଡିଟି ଆସିବନି, କମ୍ ଆସିବ, ସେଠି କ'ଣ କିଣିବାକୁ ପଡ଼ିବ କପଡ଼ା। ୟୁ ହାଭ୍ ଟୁ ଡିସାଇଡ୍ ହେଲା। ଦିସ୍ ବ୍ରାଞ୍ଚ ରିଲେସନ୍ ଟୁ ଦ କେମିଷ୍ଟ୍ରି ଅଫ୍ ଦ ଟେକ୍ସଟାଇଲ୍ ଇଞ୍ଜିନିୟରିଂ। ଠିକ୍ ଅଛି, ଟେକ୍ସଟାଇଲ୍ ଇଞ୍ଜିନିୟରିଂ କଥା କହୁଛି, କେଉଁ ଲୁଗାଟା କେମିତି ବୁଣା ହେଇଛି କିମ୍ବା ବନା ହେଇଛି, ତାର ଭ୍ୟାଲୁ କ'ଣ, ପିନ୍ଧିଲେ ଆମକୁ କ'ଣ କମ୍ଫର୍ଟେବୁଲ୍ ଆସେ, ଆମର ହେଲ୍ଥ ଉପରେ କ'ଣ ଇମ୍ପାକ୍ଟ ପକାଏ, ସିଜନ୍ ସହିତ ଯେଉଁ ଥଣ୍ଡା ଗରମ ଅଛି ୟାକୁ ସହିତ କ'ଣ ବଡ଼ି ଆଡ଼ଜଷ୍ଟ କରିବ, ଏଭରିଥିଙ୍ଗ ଜାଣିକି କିଣିବା କପଡ଼ା। ମନ ଇଚ୍ଛା ଯାଇକି ରୋଡ଼ ସାଇଡ଼ରେ କିଏ ଠିଆ ହେଇକି ବିକୁଛି 100 ଟଙ୍କାର ଜିନିସ, 100 ଟଙ୍କାର ଜିନିସ, ଯାଇଥିଲି ଆସିବା, କାରଣ ସେ ଜିନିଷକୁ ପ୍ରପର ପଢ଼ିଥିଲ ବୋଲି ସେ ଜାଣିବ ନା, ଭାଇ ସାର୍ ଏଇଟା ଠିକ୍ ଜିନିଷ, ଏଇଟା ମୋତେ କିଣିବା, ଭଲ 500 ଟଙ୍କା ଅଧିକା ହଉ କିମ୍ବା 100 ଟଙ୍କା ଅଧିକା ହଉ ସେଇଟା କିଣିବି। ଲଂଜିଭିଟି କଥା ଦେଖିବି, ତାର ଯେଉଁ ଫିଟିଂ ଭଲ ଲାଗୁଛି କି ନାହିଁ ସେଟା ଦେଖିବି, ଲୁକ୍ସ ଦେଖିବି, ପ୍ଲସ୍ ବାକି ତାର ଯେଉଁ ହେଲ୍ଥ କଣ୍ଡିସନ୍ କ'ଣ ହେଇପାରେ ସେ ଜିନିଷ ଦେଖିବି। ଶସ୍ତାରେ ସବୁବେଳେ ଠିକ୍ ନୁହଁ, ବେଳେବେଳେ ଶସ୍ତାରେ ମଧ୍ୟ ଭଲ ଜିନିଷ ମିଳେ, ତା ମାନେ ନୁହେଁ ଯେ ସବୁ ହାଇ ଫାଇ ଜିନିଷ ହିଁ ସବୁବେଳେ ଭଲ, ନା, ସେଟା ଠିକ୍ ନୁହେଁ। ଯାଉଥିବ କଥା ବିଲକୁଲ ହେଇଛି, ଜାଣିଛ ଏଗୁଡ଼ା ଖାଲି ଲେଖା ପ୍ରାକ୍ଟିସ୍ କରିବି, ନୋଟ୍ ତ ମୁଁ ଦେଇଦେବି, ଲେଖା ପ୍ରାକ୍ଟିସ୍ କରିବି ହେଲା, ବୁଝି ହେଇଯିବ କଥା। ମୁଁ କହିଲି ନା ଇଜି କ'ଣ ପାଇଁ କୁହାହେଉଛି ହୋମ୍ ସାଇନ୍ସ, ଏଇଥିପାଇଁ ଇଜି କୁହାହେଉଛି, ଜାଣିଛ ଯେଉଁ ଜିନିଷ ସେଇ ଜିନିଷ ପାଠ ପଢ଼ା, ତାକୁ ଖାଲି ଲେଖାରେ ପ୍ରାକ୍ଟିସ୍। ହୋମ୍ ସାଇନ୍ସ ଏକ୍ସଟେନ୍ସନ୍ ଏଜୁକେସନ୍, ଏକ୍ସଟେନ୍ସନ୍ ଏଜୁକେସନ୍ ମୁଁ କହିଲି ଯେଉଁଟାକି ପ୍ରାକ୍ଟିକାଲି ତମେ ଜିନିଷଟା କାମରେ କରିବ। ଧର ତମେ ସେଇ ମନେକର ସେଇ ଆଚାର ବନେଇବା କଥା କହୁଛି, ସେଟା କେମିତି ବନା ହବ, ସାଇଣ୍ଟିଫିକାଲ ଜିନିଷ ଜାଣିବ, ନହେଲେ ମା ଶିଖେଇଥିଲେ ଯା ସେଇଟାକୁ କରିବ, ତା ଭିତରେ ଡିଫରେନ୍ସ ରହିବ ବହୁତ ସାରା। एक्सटेंशन एजुकेशन प्रैक्टिकल यूज कौन करा हो। Major objective of extension education is to extend and translate the knowledge of other branches of home science such as nutrition, human development, and family studies, clothing, textile into action for the general well-being of the people। माने action को आनिया ପାଇଁ ଅଛି, ତାକୁ କେମିତି action पर ଅଣା ହେବ ସେଟାକୁ actually extension education ରେ ପଢ଼ିବା। फोकस ऑन द रूरल इकोनॉमिक स्ट्रक्चर है। रूरल इकोनॉमिक स्ट्रक्चर माने मनकर गाँव में रही इनकम सोर्स नहीं, कुकुड़ा रखिपर, छेली रखिपर, कि अलग अलग विभिन्न प्रकार इनकम अच्छी, बुणा किसी बुणी पार, धूप बगे यही सब कथा कहूँ, पढ़ा धीरे धीरे आगे गले केमी कौन एज इंडिया लाइफ्स एंड द सर्वाइव रूरल विलेजेस इम्प्रूविंग देयर जनरल स्टैंडर्ड ऑफ लिविंग। गाँव जेहेतु रोच, बहुत सारा लोक गाँव रोचते, ताकर स्टैंडर्ड ऑफ लिविंग को केମିତି बढ़ा जाई परिबो, सरकार स्कीम कोन अछि, मुद्रा योजना माध्यम रे कोन लोन मिलुची, बा तमर जो कोन हेटा ग्रुप जो आशा ग्रुप जो अलग अलग ग्रुप सब अछि, से ग्रुप माध्यम रे केମିତି तमे पैसा उठेई सरकार को काम ए वगैरह बा सब जिंस प्रैक्टिकल जिंस एग्जांपल दो, सेटा तो मेन जिंस से तो प्रैक्टिकल कोन सरकार स्कीम चली, यू हैव टू इंक्लूड ऑल दिस करंट सिनेरियो, तबे जाके तुम क्वेश्चन आंसर भलो बने। ट्राई टू इम्प्रूव द सोशल इकोनॉमिक, सोशल बढ़िबो, इकोनॉमिक बढ़िबो, देन एजुकेशनल स्टेटस मध्ये ठीक ठाक हो। द कॉमन मास थ्रू द यूज ऑफ द ऑडियो विजुअल एड्स, ऑडियो विजुअल एड कथा कहै मनकर पाठ पढौ छु, ऑडियो विजुअल माध्यम रे आपण सुनि पारछन समस्त। एडल्ट एजुकेशन कथा कहै विभिन्न प्रकार कथा जानिबा दरकार हला, प्रोग्राम हला, फंक्शनल लिटरेसी प्रोग्राम, ठीक अछि, प्लानिंग एजुकेशन ऑफ द वेलफेयर प्रोग्राम, ई सब कोठी ना कोठी हमें एक्सटेंशन एजुकेशन पढा, जोटा कि प्रैक्टिकल जिंस कौन कौन अवेलेबल अच्छे, आम कौन कौन ताको यूज करूँ प्रैक्टिकल जिन। एंड सर्विस मैनेजमेंट, रिसेंट ब्रांच ऑफ द होम साइंस, एचएस माने होम साइंस, नीड डिमांड प्रेजेंट डे सोसाइटी ना कोठी प्रेजेंट डे ये होम साइंस कोठा। नॉलेज रिगार्डिंग द डिफरेंट फूड स्टॉक माने विभिन्न प्रकार, चिकन आनुछ एने पानिया तरलिया, माछ आनुछ तरलिया, अटा आनुछ सुखिला, डाली सुखिला, दुकान वाले तो डाली बन दौन ना, सुखिला चाउल। फूड स्टॉक माने कौन अच्छी, लिक्विड अच्छी कि सॉलिड अच्छी, कौन जिनस केमी भाव रही पढ़ा धीरे धीरे आगे फूड स्टॉक। कंटामिनेशन कथा पढ़ा, प्लास्टिक सिंगल यूज प्लास्टिक कथा फूड स्टॉक, फॉर एग्जांपल चिकन आनुछ जर
ଖରାରେ ଆଣିଲ ପୁଣି ଖରାରେ ଥୁଆ ହେଲା ଘଣ୍ଟେ 4 ଘଣ୍ଟା 5 ଘଣ୍ଟା ପର୍ଯ୍ୟନ୍ତ ତାକୁ ଗୋଟେ ପ୍ରପର ଜାଗାରେ ଷ୍ଟୋରେଜ କଲ ନାହିଁ ମାଇକ୍ରୋ ପ୍ଲାଷ୍ଟିକ ଗୁଡ଼ା ରିଲିଜ ହବ ଜରିରୁ ୟେସ୍ ଧୀରେ ଯେଉଁ ପ୍ଲାଷ୍ଟିକ ବନା ହେଇଛି ଧୀରେ ଧୀରେ କଲର ଡାଏ ଫାଏ ମିଶା ହେଇଛି ସେଗୁଡ଼ା ସବୁ ସେ ଚିକେନରେ ମିଶିବ ସେଗୁଡ଼ା ଆମ ବଡିକି ଯିବ ପୁରା ପ୍ରୋବ୍ଲେମ ତେଣୁ କ'ଣ ହବା ଦରକାର କାରଣ ଲିକ୍ୱିଡଟା ନା it's a requirement for the individual different stage condition like the school college hospital industry organization ঠিক ଅଛି ଅଲଗା ଅଲଗା ଜାଗାରେ ବିଭିନ୍ନ ପ୍ରକାର ସବୁ ଅଲଗା ଅଲଗା ନଲେଜ ଦରକାର ବୁଝିବା ଦରକାର କୋଉଠି କ'ଣ ବିହେଭ କର ଫର ଏକ୍ସାମ୍ପଲ ମାନେ ଘରେ ରହୁଛ ରବାରିଆ ଅଛି ଠିକ ଅଛି ଭାତ ଚିକେନ ଆରାମସେ ଗୋଳେଇକି ହାତରେ ଖାଇଲ ଅଫିସ ଯାଉଛ ସେ ଅନୁସାରେ ଚେଷ୍ଟା କରିବା ନାଇଁ ଭେଜ ଖାଇବା ପାଇଁ ଯଦି ବି ନନଭେଜ ଖାଇଲେ ତ ୟୁ ହାଭ୍ ଟୁ ମ୍ୟାନେଜ ଦ୍ୟାଟ୍ ସେଲ୍ଫ କି ସମସ୍ତେ ଯେମିତି ଗୋଟେ ସୋସିଆଲ ବିହେଭିୟର କରୁଛନ୍ତି ମାନେ ପରେ ଆମେ ହାତ ଟେକି ପୁରା ଆରାମସେ ଓଡ଼ିଶାରେ ଚଳିଯାଉଛି ଏଠି ବି ଲୋକ ସେୟା କରୁଛନ୍ତି ବଟ୍ ବାହାରେ ଯଦି ଦିଲ୍ଲୀ ଫିଲ୍ଲି ଯିବ କୋଉଠି ନା କୋଉଠି ସେଇ ଜିନିଷକୁ ଟିକେ ଇନଫେରିୟର ତମକୁ ଭାବିଦେବେ ସବୁ ଜିନିଷ ମ୍ୟାନେଜ କରିବାକୁ ପଡିବ କି ସୋସାଇଟି କ'ଣ ମୁଁ ସୋସାଇଟି ଅନୁସାରେ ମ୍ୟାନେଜ ହେବି ଘରେ ଆସିଲେ ଏଇ ଜିନିଷ ଠିକ ଅଛି ଖାଇବ ନହେଲେ ଇଏ କରିକି କିନ୍ତୁ ଫୁଡ ୟୁ नो ଭ୍ୟାଲୁ ଆଣ୍ଡ ନ୍ୟୁଟ୍ରିସନ ପ୍ରିଜର୍ଭେଟିଭ ଫଙ୍କସନ କ'ଣ କୋଉ ଖାଦ୍ୟ କେମିତି ରଖିବା ଦରକାର ପ୍ରିଜର୍ଭେସନ also training and education regarding the type of diet required during the special health condition डायबिटीज ହେଇଛି ଖାଇବନି ଆଳୁ ଖାଇବନି ଚାଉଳ ଖାଇବନି ତାକୁ କ'ଣ ଖାଇବା ଦରକାର ଛୋଟ ପିଲା ତାକୁ ସବୁ ପ୍ରକାର ଭେରିୟସ୍ ନ୍ୟୁଟ୍ରିସନ ଦରକାର ୟଙ୍ଗ ଫିଜିକାଲି କାମ କରୁଛ ଅଫିସ ଯାଉଛ ଦୌଡ଼ୁଛ ଆଉଛ ହଜାର ପ୍ରକାର ତ ମେଣ୍ଟାଲି କାମ ହେଉଛି ଫିଜିକାଲି ବି କାମ ହେଉଛି ୟୁ ହାଭ୍ ଟୁ ଟେକ୍ ଦ ବୋଥ୍ କିଏ ଜଣେ ଟିବି ହେଇଛି କାହାକୁ ଫିର କାହାକୁ ଜ୍ୱର ଥଣ୍ଡା ହେଇଛି ସେ ପୁଣି କ'ଣ ଖାଇବା ଦରକାର ଏଭ୍ରିଥିଙ୍ଗ ଅଲଗା ଅଲଗା ଲୋକଙ୍କ ପାଇଁ ଅଲଗା ଅଲଗା ଖାଦ୍ୟ ଯୋଉ ଟାଇପ୍ର ଦରକାର ମୁଁ ନାଇଁ ଠିକ ତା ବେମାର ହେଉଛି ହଉ ମୁଁ ତ ଖାଇବି ମଜା ନେଉଛି ଆଉ ବଢ଼ିଯିବ ଟୁ ଟେକ୍ କେୟାର ଅଫ୍ ଦିସ୍ ବର୍ଷା ସାହୁ ଫ୍ରମ୍ ପୁରୀ ଗୁଣ୍ଡିଚା ମନ୍ଦିର ଯାଉଛି ତ ଆଜ୍ଞା ସାର୍ ଜାଣିଥିଲା ନା ଏ କଥା ଗୋଟେ ନା ଆଜି ସବୁ ଜାଣିଲ ଜାଣିଥିଲି ସାର୍ ସବୁ ଚଲ ଠିକ ଅଛି ଠିକ ଅଛି ଠିକ ଭଲ ଜିନିଷ ଇଭଲ୍ୟୁସନ ଅଫ ଦ ୟୁ नो ଡିସିପ୍ଲିନ ଅଫ ଦ ହୋମ ସାଇନ୍ସ କେମିତି ହୋମ ସାଇନ୍ସ ଇଭଲ୍ୟୁସନ ହେଲା କିମ୍ବା ହୋମ ସାଇନ୍ସ ଏଜ ଚାପ୍ଟର ଆସିଲା କିମ୍ବା ସବଜେକ୍ଟ ଆସିଲା ଯେ ଅପସନାଲରେ ତମେ ପଢିବା ପାଇଁ ଯାଉଛ ଓପିଏସସି ରେ କ'ଣ ଆକ୍ଚୁଆଲି କେମିତି ତିଆରି ହେଲା ଦ ହୋମ ସାଇନ୍ସ ଫାଷ୍ଟ ଇଣ୍ଟ୍ରୋଡ୍ୟୁସ ଇନ୍ ଦ ଡୋମେଷ୍ଟିକ ସାଇନ୍ସ 1920-40 ଥିଲା କ'ଣ ଡୋମେଷ୍ଟିକ ସାଇନ୍ସ ହୋମ ସାଇନ୍ସ ଦେନ୍ ପ୍ରିନ୍ସଲି ଷ୍ଟେଟ୍ସ ବରୋଦା ପ୍ରିନ୍ସଲି ଷ୍ଟେଟ୍ ମାନେ ରାଜା ବରୋଦା ଇତିହାସରେ ପଢି ୟୁ नो महारानी गर्ल्स हाई स्कूल जिनसे कोट ना कोट मेंशन करा रहा महारानी गर्ल्स हाई स्कूल है जो डोमेस्टिक साइंस पढ़ा प्रिंसली स्टेट जैसे पढ़े कौन प्रिंसली स्टेट देन 1960-70 रे होम साइंस मिक्स विथ डिफरेंट अदर रिलेटेड साइंस होम साइंस को अदर किसी मिशा मिशा हला एंड मोर फेमस इन द यूपी दिल्ली मध्य प्रदेश सम साउदर्न स्टेट ये स्टेट माने करे होम साइंस देखले ना भाई आ डिमांड बढ़ुची प्रैक्टिकल जिंस घरोई कथा लोगों जानिया मिलुची महिला माने ज्यादातर ताकू द्वारा फायदा मिलुची 1932 होम साइंस स्टार्टेड इन द कॉलेज लेवल एट लेडी यूरिन कॉलेज दिल्ली गांधी यूरिन पार्ट कथा कहूची तांका स्त्री जो थिले लेडी यूरिन तांका नारे दिल्ली रे कॉलेज जो स्टार्ट करा हला होम साइंस अछि आफ्टर दैट मद्रास यूनिवर्सिटी ऑफर होम साइंस डिग्री इन लेवल मद्रास यूनिवर्सिटी होम साइंस पढ़ाला ठीक अछि क्वींस मेरी कॉलेज यू नो एंड वुमेन्स क्रिश्चियन कॉलेज एट द मद्रास स्टार्टेड 1942 एभला भाबरे कोठ ना कोठ होम साइंस धीरे धीरे तार आदृत बढ़िला इन द सेंस होम साइंस लोगों पाखु धीरे धीरे आदृत एग्रीकल्चर इंस्टीट्यूट ऑफ इलाहाबाद also started home science diploma course in the 1935 एग्रीकल्चर ये भलो इंस्टीट्यूट 1950 बड़ौदा बिकम द सेंटर फॉर द होम साइंस बड़ौदा गुजरात कथा को एठी होम साइंस भलो पिला पढ़ले कि बहुत after that most of the university offer the course most of the university home science is a graduation level या फिर पीजी लेवल है दिया now home science recognize most of the agriculture university बहुत सारा एग्रीकल्चरल यूनिवर्सिटी रे ओ यूट्यूब वगैरह जेमति ओडिशा कथा कहू तो एठी एक्चुअली एग्रीकल्चर यूनिवर्सिटी तमन होम साइंस डिमांड अछि यूटी भलो कॉलेजटा ओडिशा रे जानिथियो एग्रीकल्चर रे ओडिशा यूनिवर्सिटी ऑफ एग्रीकल्चर एंड भुवनेश्वर so in the 1980 most of the prestigious university offer BSc MSc PhD in the home science
ସେଥିରେ ପଢ଼ିଲାନି। ନାଓ ବିନ୍ କ୍ଲେମ୍ଡ ୱାନ୍ ଅଫ୍ ଦ ଇମ୍ପୋର୍ଟାଣ୍ଟ ସବଜେକ୍ଟ କରିକୁଲମ୍ ଇନ୍ ଦ ସ୍କୁଲ। କିନ୍ତୁ ଆମେ ଭାବୁଛୁ ନା ହୋମ୍ ସାଇନ୍ସ ମାନେ ଝିଅ ପିଲା ନେଇକି ପାଠ ପଢ଼ିବେ, ବିଲକୁଲ ସେଟା ଭୁଲ। ବହୁତ ସାରା ୟୁନିଭର୍ସିଟି କୋଉଠି ଦେଉଛନ୍ତି। 1951 ହୋମ୍ ସାଇନ୍ସ ଆସୋସିଏସନ୍ ଇଣ୍ଡିଆ ଫର୍ମ, ତାହେଲେ ହୋମ୍ ସାଇନ୍ସ ଆସୋସିଏସନ୍ ଇଣ୍ଡିଆ ଫର୍ମ କରାହେଲା। ଜର୍ନାଲ ଅଫ୍ ଦ ହୋମ୍ ସାଇନ୍ସ ଷ୍ଟାର୍ଟେଡ୍ ଇନ୍ 1966 ହୋମ୍ ସାଇନ୍ସ ଜର୍ନାଲ ମଧ୍ୟ ପବ୍ଲିଶ ଏମିତି ଭାବରେ ଡେଭଲପମେଣ୍ଟ ହେଲା ହୋମ୍ ସାଇନ୍ସ। ଇମ୍ପୋର୍ଟାନ୍ସ ଅଫ୍ ଦ ହୋମ୍ ସାଇନ୍ସ, ନଲେଜ ଅଫ୍ ଦ ହୋମ୍ ସାଇନ୍ସ ଇମ୍ପ୍ରୁଭ୍ ଦ କ୍ୱାଲିଟି ଅଫ୍ ଲାଇଫ୍। ମୁଁ କହିଲି ଏ ସବୁ କଥା ତମେ ଜାଣିବ, ଘର କେମିତି ଚଳେଇବ, ଖାଇବ, ପିଇବ, ରହିବ, ସୋସାଇଟି ସାଇଣ୍ଟିଫିକାଲ ୱେରେ ସବୁ ବେଟର ଲାଇଫ୍ ବଢ଼ିବ ନା। କମ୍ ପଇସାରେ ଭଲ ୱେରେ ରହିବ ତମେ ଜାଣିକି। ତମ ସାଇଡ୍ ବାଲା ଲୋକ ବୁଝିପାରୁନଥିବ କ'ଣ କେମିତି ତମେ ବଢ଼ିଆ ମଜାରେ ରହୁଛ, ତମେ ସେ ଦୁଃଖରେ ରହୁଥିବ, କାରଣ ଏଜୁକେସନ୍ ନାହିଁ। ତମେ ତେଣୁ ସେ ଜିନିଷ ଜାଣିବା ଦରକାର, ତାକୁ ମଧ୍ୟ ବୁଝେଇବ। ବେଷ୍ଟ ୟୁଟିଲାଇଜେସନ୍ ଅଫ୍ ଦ ରିସୋର୍ସେସ୍ ଫର୍ ଦ ମ୍ୟାକ୍ସିମମ୍ ସାଟିସ୍ଫ୍ୟାକ୍ସନ୍ ଇନ୍ ଦ ରିଟର୍ନ। ଆମେ କହିପାରିବା ଯେଉଁ ରିସୋର୍ସ ଅଛି ମ୍ୟାକ୍ସିମମ୍ ଆମେ ୟୁଜ୍ କରିପାରିବା। teaches the application of the modern science and technology to improve the domestic life। ମୁଁ କହିଲି ଯେମିତି ମନେକର ଆମେ ଚାହୁଁଛୁ ଚିକେନ୍ ପକୋଡ଼ା ବନେଇବା ପାଇଁ, ମୁଁ ଚିକେନ୍ ଆଣିଛି ତ ସେଥିପାଇଁ ଚିକେନ୍ ମୋ ପାଟିରୁ ବାହାରି ଯାଉଛି। ଯେଉଁମାନେ ଭେଜିଟେରିଆन ମାଫ କରିଦେନା, ଠିକ୍। ଚलो କବି କବି ପକୋଡ଼ା ବନେଇବା, ଗୋବି ପକୋଡ଼ା ବନେଇ ନହେଲେ ମସରୁମ୍ ସୁପ୍ କରିବା। ତ ଜାଣିଲ ମସରୁମ୍ ସୁପ୍ କରିବା ପାଇଁ କେମିତି, ତ ବାସ୍ ଦେଖିଦେଲ ୟୁଟ୍ୟୁବରେ ଭାଇ ସାହେବ ହାଉ ଟୁ ମେକ୍ ଦ ମସରୁମ୍ ସୁପ୍, 1000 ପ୍ରକାର ଆସିଯିବ ହେଲା, ମଜା ଆସିଯିବ ଦେଖି ଜାଣିଛ, ପାଟିରୁ ଲାଳ ଗଳେଇବନି ହେଲା। ତ ବାସ୍ ଅଛି ସେଇ କରିକି ହେଲ୍ପ ଇମ୍ପ୍ରୁଭ୍ ଫ୍ୟାମିଲି ରିଲେସନସିପ୍। ୟା ପଢ଼ିଲେ ସମସ୍ତଙ୍କ ସହିତ ରିଲେସନ୍ ଭଲ ରହିବ। ପୁଅ ଝିଅ, ବାପ ମା, ଦାଦା ଦାଦି ଏ ସମସ୍ତଙ୍କ ସହିତ କୋଉଠି ନା କୋଉଠି ରିଲେସନ୍ ରହିବ। Develops students necessary skills technique required for the better home making for the family living। ଠିକ୍ ଅଛି, ପିଲାମାନେ ବି ବହୁତ ସାରା କଥା ଶିଖିବାର ଅଛି ଘର ବିଷୟରେ, ବାପା ମା ହେଲା, ସ୍ୱାମୀ ସ୍ତ୍ରୀ ସମସ୍ତଙ୍କୁ ଶିଖିବାର ଅଛି। ହୋମ୍ ସାଇନ୍ସ ଦ୍ୱାରା ସମସ୍ତେ ଶିଖିପାରିବେ, କେବଳ ଫିମେଲ୍ ମାନେ ବାକି ସମସ୍ତେ ଶିଖିବେ। ହେଲ୍ପ ଟୁ ସଲ୍ଭ ଡେ ଟୁ ଡେ ପ୍ରୋବ୍ଲେମ୍ ହେଲା, ଡେ ଟୁ ଡେ ବହୁତ ସାରା ପ୍ରୋବ୍ଲେମ୍ ଆସେ ମଧ୍ୟ କୋଉଠି ନା କୋଉଠି। ପୁରା ପିଲା ଆକ୍ଚୁଆଲି ଭାତ ରନ୍ଧା ଜାଣିନାହାନ୍ତି। କେମିତି ହେଇପାରିବ, ମନେକର ତମେ ବାହାରେ ରହିବ, ହଷ୍ଟେଲରେ ରହିବ, କୋଉଠି ରହିବ, ଖାଇବା ଦେଇ ଖାଇବାକୁ ପଡ଼ିବ। ହୋଟେଲରେ ଖାଇଲେ ମନେକର ଡେଲି ଖାଇଲେ ଦେହ ଖରାପ ହେବ। ଶିଖିବାକୁ ପଡ଼ିବ ବାବୁ, ତମେ ଫିଜିକ୍ସରେ ବଡ଼ ବଡ଼ ପ୍ରୋବ୍ଲେମ୍ ସଲ୍ଭ କରିଦେଉଛ, ବଟ୍ ଭାତ ରନ୍ଧାରେ ଜାଣିପାରୁନ, ତାମାନେ କ'ଣ ଶିଖିବାକୁ ପଡ଼ିବ। ଛୋଟ ମୋଟ ଜିନିଷରୁ ବହୁତ ଜିନିଷ ଶିଖିବାକୁ ମିଳେ। କଥାରୁ ବହୁତ ଜିନିଷ କିଛି ଭାତ ରନ୍ଧା କିଛି ଛୋଟ କଥା ନୁହଁ। ଭାତ ରାନ୍ଧିବ, ସେଠି ପେଜ ତାକୁ ନିଗାଡ଼ିବ, ବେଳେବେଳେ ତୁମ ହାତର ଚେଙ୍କା ଲାଗିଯିବ, ଶିଖିବ। ତା ଭିତରେ ବଢ଼ିଆ ଶିଖିବାର ଅଛି, ପେସେନ୍ସ ଶିଖିବ, କନସେନ୍ଟ୍ରେସନ୍ ଶିଖିବ, ଫୋକସ୍ ଶିଖିବ, ହେଲ୍ଦି କଥା ଶିଖିବ, ଶିଖିବାର ଅଛି, ସବୁ କଥାରୁ ଶିଖିବାର ଅଛି। ତା ମାନେ ଖାଲି ମ୍ୟାଥମେଟିକ୍ସ ଫିଜିକ୍ସରେ ଶିଖିବ। ଏଭ୍ରିଥିଙ୍ଗ ହେଲ୍ପ ଟୁ ଚେଞ୍ଜିଂ ଦ ଭ୍ୟାଲୁ ଆଟିଟ୍ୟୁଡ୍ ଇଣ୍ଟରେଷ୍ଟ। ତମର ଭ୍ୟାଲୁ ଧୀରେ ଧୀରେ ବଢ଼ିବ, ଜାଣିବା ଦ୍ୱାରା ସବୁ କଥା। ଆଟିଚ୍ୟୁଡ୍ ମଧ୍ୟ କୋଉଠି ନା କୋଉଠି, ଆଟିଚ୍ୟୁଡ୍ ମାନେ ପଜିଟିଭ୍ ସେନ୍ସରେ ଲେଖା। ଏଥିକ୍ସରେ ପଢ଼ିବ ଆଟିଚ୍ୟୁଡ୍ର ମିନିଂ କ'ଣ, ଆଟିଚ୍ୟୁଡ୍ ପଜିଟିଭ୍ ସେନ୍ସରେ, ଇଣ୍ଟରେଷ୍ଟ ମଧ୍ୟ ସବୁ ଜିନିଷରେ। ପ୍ରମୋଟ ମୋରାଲ ଫ୍ୟାମିଲିଆର ସ୍ପିରିଚୁଆଲ ଆସ୍ପେକ୍ଟ ଅଫ୍ ଦ ଫ୍ୟାମିଲି। ଇଏସ୍, ଭଲ କଥା। ମନେକର ତମେ ଘରେ ମନେକର ପିଲାଙ୍କୁ ଶିଖେଇଛ କି ଭାଇ ସାହେବ ଡେଲି ଗୁରୁଜନଙ୍କୁ ନମସ୍କାର କରିବୁ, ଜେଜେମା ଜେଜେବାପା ଯେଉଁ ଅଛନ୍ତି ତାଙ୍କୁ ଭଲସେ ରଖିବୁ, କାହିଁକିନା ସେ ବୁଢ଼ା ଲୋକ ବୁଢ଼ୀ ଲୋକ ସେମାନେ ଚାଲିପାରିବେ, ଭଲସେ ଧରିବୁ ତାଙ୍କୁ, ହାତ ଧରିକି ପାର କରିଦେବୁ। ସେଇ ପିଲାଟା ଯେତେବେଳେ ବାହାରକୁ ଯିବ, ଅଲଗା କାହା ଓଲ୍ଡ ଏଜ୍ ପର୍ସନ୍ ଜଣେ ଦେଖିବ, ସିଏ ବି ଯଦି ପାର ହେଇପାରୁନି, ଯଦି ବୟସ୍କ ଲୋକ, ଇଏ ମଧ୍ୟ ପାର କରିଦେବ, କାରଣ ଘରୁ ତାକୁ ଶିଖା ହେଇଛି ଏଇ ଜିନିଷ। ଘରୁ ବର୍ତ୍ତମାନ ବିଲକୁଲ ତ ବହୁତ ସାରା ଫ୍ୟାମିଲିର କିଛି ଇସ୍ୟୁ ଅଛି, ତ ଓଲ୍ଡ ଏଜ୍ ପର୍ସନକୁ ଜେନେରାଲି ପାଖରେ ରଖିବା ପାଇଁ ଚାହୁଁନାହାନ୍ତି। ଏ ପିଲାଟା ଶିଖିବ କେମିତି, ଶିଖିବ ଲାଗି ପଜିଟିଭ୍ ନେଗେଟିଭ୍ ସେ କଥା ମୁଁ ଏବେ କହୁନାହିଁ, ଚିନ୍ତା କରିବା। ବହୁତ ସାରା କଥା ଇସ୍ୟୁ ରହିଛି ମଧ୍ୟ। ପହିଲା କଥା, ଏନାବଲ୍ ଦ ପର୍ସନ୍ ଫର୍ ଦ ମେନି କ୍ୟାରିୟର ଅପରଚ୍ୟୁନିଟି। ତ ହୋମ୍ ସାଇନ୍ସ ପଢ଼ିଲେ ତା ମାନେ ନୁହେଁ କେବଳ ଘର ଦ୍ୱାର ସଜାଇବା କଥା କହୁଛି, ବହୁତ ସାରା କ୍ୟାରିୟର ଅପରଚ୍ୟୁନିଟି। କାଉନସିଲିଂ ଯେଉଁ ପଢ଼ିଥିଲ ସ୍ଲାଇଡ୍ରେ, କାଉନସିଲିଂ ବହୁତ ସାରା, ଡକ୍ଟର ଯେମିତିକ ରୋଲ୍, କାଉନସିଲର ମଧ୍ୟ ସେମିତି ରୋଲ୍। ଡାଏଟିସିଆନ୍ ବୋଧେ ଶୁଣିଥିବ, ଡାଏଟିସିଆନ୍ ଗୋଟେ ବହୁତ ବଡ଼ ଜିନିଷ, ସିଏ ହୋମ୍ ସାଇନ୍ସ ପଢ଼ିଲା ବୋଧେ ହେଇପାରିବ। କିଏ କ'ଣ ଡାଏଟ୍ ନେବ, ତାକୁ ସଲାହ ଦେବ, ବଡ଼ ଜିନିଷ ଇଏ, ସେ କଥା କୁହ। ସେ ଜିନିଷ ପ୍ଲସ୍ ବିଭିନ୍ନ ଅଲଗା ଅଲଗା ଜିନିଷ ହୋମ୍ ସାଇନ୍ସ ମାଧ୍ୟମରେ ତମେ କ୍ୟାରିୟର କରିପାରିବ। ଇମ୍ପୋର୍ଟାଣ୍ଟ ରୋଲ୍ ଟୁ ପ୍ଲେ ଦ ସୋସାଇଟି, ସୋସାଇଟିର ଯେମିତି ଭଲ ହେଇପାରିବ। ଯେତେବେଳେ ଜଣେ ଜଣ ଲୋକ କାହାର ସହିତ ପଡ଼ୁନଥିବ, ତମେ ତାକୁ ଦେବାକୁ ପଡ଼ିବନି, ବଟ୍ ଏମିତି ୱେରେ ତମେ ଲୋକଙ୍କ ସହିତ ମିଶିବ, ସମସ୍ତେ କହିବେ ନାହିଁ ଏ ଲୋକଟା ଠିକ୍ ଠାକ୍ ଲୋକ, ଜେନୁଇନ୍ ଲୋକ,
ତଥାପି ତମେ ଭିତରୁ ଜେନୁଇନ୍ ହେଇଥିବା ଦରକାର। ତାମାନେ ଉପରି ଠାଉରେ ମୁଁ କହୁନି। ସେଟା କେମିତି ହବ? ତମେ ନଲେଜ ହେଲେ ହେଇପାରିବ, ନହେଲେ ହେଇପାରିବନି। ନଲେଜ ହେଲେ ହେଇପାରିବ। ପଇସା କିଛି ଦରକାର ନାହିଁ। ସୋସାଇଟିରେ ଭଲ ହେଇକି ରହିବା ପାଇଁ ପଇସା କିଛି ଦରକାର ନାହିଁ। ନଲେଜ ହେଲେ ହେଇପାରିବ। ତ ସେ ଶିଖିବ କୋଉଠି? ଜାଣିବ ଏସବୁ ଜିନିଷ ହେଲେ। ଗିଭ୍ ଦ ନଲେଜ ଫର ଦ ଫେସିଂ ନ୍ୟୁ ଚ୍ୟାଲେଞ୍ଜେସ୍। ଗୋଟେ ନୂଆ କରୋନା ଆସିଲା, ଲକଡାଉନ ହେଇଗଲା। ଘରେ କ'ଣ କରିବ? ମଧ୍ୟ ଯଦି ତମେ ଗୋଟେ ଆଇଡିଆ କରିଥାନ୍ତ କିମ୍ବା ବିଭିନ୍ନ ପ୍ରକାର ନୂଆ ଆଇଡିଆ ନାହିଁ ଘରେ ରହିକି ଆମେ ମଧ୍ୟ ପ୍ରପର ୟୁଟିଲାଇଜେସନ କରିପାରିବା। କିଛି ଗୋଟେ ନୂଆ କାମ କରିବା, କିଛି ନୂଆ ଜିନିଷ କରିବା। ପଇସା ଆସିଲା, ଘରେ ବି କାହା ମାଇଣ୍ଡ ଖରାପ ହେଲାନି, ଆରାମସେ ଛୋଟ ଜିନିଷ ବଟ୍ ବହୁତ ବଡ଼ ଜିନିଷ ହଉ ବୁଝିପାରିଲେ। ଇମ୍ପୋର୍ଟାନ୍ସ ଫର ଦ ଇଣ୍ଡିଭିଜୁଆଲ ଡେଭଲପମେଣ୍ଟ। ନିଜ ଭିତରେ ମଧ୍ୟ ବହୁତ ସାରା ଡେଭଲପମେଣ୍ଟ ହବ। ଡେଭଲପମେଣ୍ଟ ଅଫ ଦ ପଜିଟିଭ ସ୍କିଲ୍, ସାରା ସ୍କିଲ୍ ମଧ୍ୟ ଶିଖିବ। ସ୍ପୋକନ ଇଂଲିଶ ମଧ୍ୟ ଜାଣିଛ, କହିବ ବାବୁ ତୁ ଅଧଘଣ୍ଟେ କହ, କହିବ ଶିଖିବ। ଟାସ୍କ ଦେଇଦେବ କି ଭାଇ ଆଜି ତୁ ଗୋଟେ ରାନ୍ଧିକି ଦେଖା ଚିକେନ କରି, ଶିଖିବ ଗୁଡ଼ାଏ କଥା। ଜି ହଁ, ଲୁଣ କେତେ ପକଉଛି, ଆଇଡିଆ କ'ଣ, ଆଖି କ'ଣ କହୁଛି, ତରକାରୀ କେତେ ଅଛି, ଲୁଣ କେତେ ପଡ଼ିବା ଦରକାର। ଫାଷ୍ଟ ଲୁଣିଆ ହେଇଯିବ ଜାଣିବ ତ ଆଚ୍ଛା ଏତିକି ବୋଧେ, ଆଇଡିଆ ଏମିତି ହେବା ଦରକାର। ଲାଇଫରେ ବହୁତ ପ୍ରକାର ସେମିତି ଜିନିଷ ଅଛି। ଛୋଟ ଛୋଟ କଥା ଆପଣ ଶିଖିବ, ସ୍କିଲ୍ ବଢ଼ିବ। ଆପ୍ଲାଏ ଦ ନଲେଜ ଅଫ ଦ ଡିଫରେଣ୍ଟ ସାଇନ୍ସ। ଏହି ନଲେଜକୁ ମଧ୍ୟ ଅଲଗା ଜାଗାରେ ମଧ୍ୟ ୟୁଜ୍ କରିଦେଇପାରିବ। ଯେମିତି ଆମର ଭୈସିଂ ବାବା କହୁଛନ୍ତି, ଆଇଟେନ୍ ବାବା, ସାଇନ୍ସ ମାଧ୍ୟମରେ ମଧ୍ୟ ଆମେ ସ୍ପିରିଚୁଆଲକୁ ଯାଇପାରିବା, ଭଗବାନଙ୍କୁ ପାଇପାରିବା। ସେ ଜିନିଷ ଶିଖିଲେ ତାକୁ କନେକ୍ଟ କରିପାରିବେ, ଇଣ୍ଟରକନେକ୍ଟ। only SC deal with deal with the food, cloth, shelter, health, human relation, household, individual, collectively. Home science both HC both. Overall enrichment of the family helps the development and community of the national at the last. ଆମେ ଯେତେବେଳେ ନିଜେ ଭଲ ହେବା, ଆମ ଫ୍ୟାମିଲିକୁ ଭଲ କରିବା, ଫ୍ୟାମିଲିକୁ ଭଲ କଲେ ଆମ ସୋସାଇଟିକୁ ଭଲ କରିପାରିବା, ଆମ ସୋସାଇଟି ଭଲ କଲେ ଆମ କମ୍ୟୁନିଟି ଭଲ କରିପାରିବା, ଆମ ଏରିଆକୁ ଭଲ କରିପାରିବା, ଆମ ଦେଶକୁ ଭଲ କରିବା, ଆମ ବିଶ୍ୱକୁ ଭଲ କରିପାରିବା। ସେଟା ସବଜେକ୍ଟ ବୋଧେ only subject deals with food, clothes, shelter. ବୋଧେ ହେଇଥିବ ମ୍ୟାଡ଼ାମ, ବୋଧେ ହେଇଥିବ। ତ ତେଣୁ ଆମେ ଫାଷ୍ଟ ଆମେ ନିଜେ ଭଲ ହେଇଗଲେ ନା, ତାପରେ କୋଉଠି ନା କୋଉଠି ଧୀରେ ଧୀରେ ବାବୁ ଦେଖ ଭଲ ନା ସ୍ପ୍ରେଡ୍ ହବ ଆପେ ଆପେ। ଖରାପ ହବନ ସ୍ପ୍ରେଡ୍ ହବ, ଭଲ ହେଲେ ଆପେ ଆପେ ସ୍ପ୍ରେଡ୍ ହେଇଯିବ, କିଛି ଆବଶ୍ୟକତା ନାହିଁ। ହବ ନିଶ୍ଚିତ, ସୁନା କେବେ ନ ଚମକିକି ରହିବନି, ସେ ଚମକିବ ଯୋଉଠି ପକଉଛି ପକ। ହୋମ୍ ସାଇନ୍ସ ଏ ଡିସିପ୍ଲିନ୍ ଅର୍ ଏଣ୍ଡ ଏ ପ୍ରଫେସନ୍, ଠିକ ଅଛି। ହୋମ୍ ସାଇନ୍ସ କଭର ଦ ଏରିଆ ଲାଇକ୍ ଦ ଫୁଡ୍, ନ୍ୟୁଟ୍ରିସନ୍, କମ୍ୟୁନିକେସନ୍, ସାଇନ୍ସ ଆଣ୍ଡ ଏଜୁକେସନ୍, ଯୋଉଟା ପ୍ରାକ୍ଟିକାଲ କଥା କହିଲି, ରିସୋର୍ସ ମ୍ୟାନେଜମେଣ୍ଟ, ହ୍ୟୁମାନ୍ ଡେଭଲପମେଣ୍ଟ, ଫେବ୍ରିକ୍ ଏପ୍ରିଲାର ସାଇନ୍ସ, ତାମାନେ ଯୋଉ ଲୁଗାପଟା ଜୋତା ଫତା କେମିତି ପିନ୍ଧିବ, ଛତା, ଏସବୁ। ଲର୍ନ ଟୁ ମ୍ୟାନେଜ ଇନସାଇଡ୍ ଆଣ୍ଡ ଆଉଟସାଇଡ୍ ଫ୍ୟାମିଲି, ଘର ଭିତରେ ପିଲା କ'ଣ କରିବେ କ'ଣ ନାହିଁ, ବାହାରେ ଯାଇ ସୋସାଇଟିର ପିଲା ବିହେଭ୍ କ'ଣ କରିବେ। ସାରା କ୍ରିମିନାଲିଟି ହେଉଛି ବାହାରେ ଦେଖୁଛ, ଜଣେ କରୁଛି ଆଇଦର ମେଲ୍ ଜଣେ କରୁଛି ୟା ଫିର ଫିମେଲ୍ ଜଣେ କରୁଛି। ପୁଣି ଘରୁ ଆସିଛି ନା କୋଉଠି ଜଣେ ରାମଦେବ ବାବା ଅଛନ୍ତି, ଦାଉଦ ଇବ୍ରାହିମ ବି ଅଛନ୍ତି, ରାଜନ ବି ଅଛନ୍ତି, ସମସ୍ତେ ତ ଘରୁ ଜନ୍ମ ହେଇଥିଲେ ନା ଗୋଟେ ଛୋଟ ପିଲା ହେଇକି। କିଏ କାହିଁ ଚେଞ୍ଜ ହେଇଗଲା ସବୁ ଜିନିଷ। ଲାଇଫ୍ ଠିକ୍ ଅଛି, ଅଲଗା ଅଲଗା ଜାଗାକୁ ନିଏ ଅଲଗା କଥା, ବଟ୍ ଷ୍ଟିଲ୍ ବହୁତ ବଡ଼ ଜିନିଷ। ୟୁଜ୍ ଆୱାର ରିସୋର୍ସ ଟୁ ମ୍ୟାକ୍ସିମମ୍ ବେନିଫିଟ୍, ଆମ ପାଖରେ ଯାହା ଅଛି ତାକୁ ମ୍ୟାକ୍ସିମମ୍ ବେନିଫିଟ୍ ଆମେ ୟୁଜ୍ କରିପାରିବା। କପଡ଼ା ଧୋଇକି ବି ତାକୁ ଆଇରନ୍ କରିକି ପିନ୍ଧିକି ଯାଇ ହବ, ତା ମାନେ ନୁହେଁ ଯେ ପାଟି ଅଛି ମାନେ ଏକଦମ ନୂଆ ହେଲେ ପୁରା ଚିକଚାକ ନା, ଧୁଆ ଧୋଇ କରିକି ଦେଇ ଗଲେ ବି ମନ ଶାନ୍ତି ରହିବ, ପରିଷ୍କାର ଅସୁବିଧା। ଅଣ୍ଡରଷ୍ଟାଣ୍ଡ ଆୱାର ଟ୍ରାଡିସନାଲ ନଲେଜ ଫର ଆୱାର ପ୍ୟାରେଣ୍ଟ ଆଣ୍ଡ ଗ୍ରାଣ୍ଡ ଫାଦର, ଯାହା ବାପା ମା କରୁଥିଲେ ବିଭିନ୍ନ ପ୍ରକାର କଥା କିମ୍ବା କଲଚରକୁ ସେ ଭଲ ପାଆନ୍ତି, ସତ୍ୟତାକୁ ଭଲ ପାଆନ୍ତି, ଯାହା ବି ପଜିଟିଭ ଜିନିଷ, ନେଗେଟିଭ କଥା କହୁନି, ନେଗେଟିଭ ଜିନିଷ ଚେଷ୍ଟା କରି ଛାଡ଼ିଦେବା ପାଇଁ, ପଜିଟିଭ ଜିନିଷକୁ ଯାହା ବି ଟ୍ରାଡିସନାଲ ଆମର କଥା ଆଗକୁ ବଢ଼େଇବା ଆମେ। ବାପା ସତ୍ୟତା ଉପରେ ଧ୍ୟାନ ଦିଅନ୍ତି, ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତି, ସେୟା କରିବା, ସତ୍ୟତା ଉପରେ ଧ୍ୟାନ ଦେବା, ପରିଶ୍ରମ ଉପରେ ଧ୍ୟାନ ଦେବା, ଯେତିକି ଅଛି ଆମର ସେତିକି ଖାଇବା କିମ୍ବା ସେତିକି ୟୁଜ୍ କରିବା, ଶିଖିବା, ସେଇ ଆଗକୁ ବଢ଼େଇବା। ଆମ ପିଲା ଛୁଆ ଆମେ ସେ ଜିନିଷ ଶିଖେଇବା। ଅଣ୍ଡରଷ୍ଟାଣ୍ଡ ଦ ସୋସିଆଲ ଆଣ୍ଡ ଇକୋନୋମିକାଲ ଚେଞ୍ଜେସ୍, ୟେସ୍ ସୋସାଇଟି ଚେଞ୍ଜ ହେଉଛି, ଇକୋନୋମି ଅର୍ଥନୀତି ଚେଞ୍ଜ ହେଉଛି, ସେଇ ଜିନିଷ ଅନୁସାରେ ଆମକୁ ମଧ୍ୟ ଏଡପ୍ଟ ଆଡଜଷ୍ଟ କରିବାକୁ ପଡ଼ିବ। ଠିକ୍ ଅଛି, ମାନେ ନୁହେଁ ଯେ ନାଇଁ ଆମେ ଖାଉଥିଲେ ଜିନିଷ ଖାଇବାକୁ ପଡ଼ିବ, ସେ ଯାହା ହେଉଛି ହେଇଯାଉ। ଟମାଟର କେଜି ହେଇଗଲା 500 ଟଙ୍କା କେଜି, 2 ଦିନ ନ ଖାଇଲେ କ'ଣ ଏମିତି ହେଇଯିବ, ଟମାଟର କମିଯାଉ ଟିକେ 5 ଦିନ ଖାଇବା, ଅସୁବିଧା କ'ଣ ହେଇଯିବ। ସେଟା କହୁଛି ଆଡପ୍ଟ କରିବାକୁ ପଡ଼ିବ, ଆଡଜଷ୍ଟ କରିବାକୁ ପଡ଼ିବ, ସମସ୍ତେ ମେଣ୍ଟାଲି ପିସ୍ ରହିବାକୁ ପଡ଼ିବ। ହୋମ୍ ସାଇନ୍ସ ଡିରାଇଭ୍ ଦ ଷ୍ଟ୍ରେନ୍ଥ ଫ୍ରମ୍ ଦ ବୋଥ୍ ଆର୍ଟ ଆଣ୍ଡ ସାଇନ୍ସ। ହୋମ୍ ସାଇନ୍ସରେ କ'ଣ କରିବାକୁ ପଡ଼ିବ, କଳା ଆଉ ବିଜ୍ଞାନ ଦୁଇଟା ପାଖରୁ ଆକ୍ଚୁଆଲି ବାହାର କରୁଛି ତାର ଜ୍ଞାନ। ୟୁଜ୍ ଏଭ୍ରି ସିଚୁଏସନ୍ ଆଣ୍ଡ ଅପରଚ୍ୟୁନିଟି, ବଡ଼ କଥା କହୁଛି, ସିଚୁଏସନକୁ ବାହାରିବା ଦରକାର। କରୋନା ଆସିଲା,
ଲକଡାଉନ୍ ହେଇଗଲେ ଘର ଭିତରେ ରହିବାକୁ ପଡ଼ିଲା, ମାଇଣ୍ଡ ଟିକେ ଅପସେଟ୍ ରହିବାକୁ ପଡ଼ିବ, ତଥାପି ସିଚୁଏସନକୁ ମ୍ୟାନେଜ୍ କରିବାକୁ ପଡ଼ିବ। ସେତେବେଳେ ମନେକର କିଏ ଜଣେ ସୁଇସାଇଡ୍ କରିଦବ, ଝଡ଼ା ଲାଗି ପିଟାପିଟି ଲାଗି ମରିଯିବ। କରୋନା ପରବର୍ତ୍ତୀ ଅବସ୍ଥା ପୁଣି ଆସିଲା, ପୁଣି ଇକୋନୋମି ଡେଭଲପମେଣ୍ଟ ହେଲା, ପୁଣି ସବୁ ଜିନିଷ ଅଫିସ୍ ଖୋଲିଲା, ସବୁ ଜିନିଷ ହେଲା। ଧୈର୍ଯ୍ୟ ତ ଧରିବାକୁ ପଡ଼ିବ। ଅପରଚ୍ୟୁନିଟି ବେଳେବେଳେ ଆସେ, ହେଲା? ବିଭିନ୍ନ ପ୍ରକାର କଥା ଅଛି। ଜିନିଷକୁ ଆମେ ତାକୁ ଫାଇଦା ଉଠେଇବା। ହୋମ୍, ଫ୍ୟାମିଲି ଆଣ୍ଡ ହୋମ୍ ସାଇନ୍ସ। Home science come two words like the home and science. Home means the family where the living, and science means the knowledge based on the lives. Right? A different parameter, family like the food, shelter, clothing, yes, to relate to the art and science. So in nutrition, we can think about the balanced diet, clothing related to the season, sanitation, philosophy, scientifically. Importance for the individual. Yes. Within the family also we have different age group people with a different mindset and health condition. ତାଙ୍କର ଛୋଟ ପିଲାଟାର ତା ମାଇଣ୍ଡର ଖେଳିବ, ବୁଲିବ, ଆକ୍ଟିଭ ଅଛି, ଦୌଡ଼ି ପଳେଇଯିବ। ବୁଢ଼ା ଲୋକଟା ସେ କରିପାରିବନି, ସେ ଧୀରେ ଧୀରେ ଚାଲିବ, ହେଲା? କମ ଯୋଉ ଆମର ଲାଇଟର ଫୁଡ୍ ସେ ଖାଇବ, ହେଲା? ଥଣ୍ଡା ଅଧିକା ଲାଗିବ ତାଙ୍କୁ, ବଗେରା ବଗେରା କଥା ଅଛି। ସେ ଅନୁସାରେ ଆମେ ଭାବିବାକୁ ପଡ଼ିବ। କଣ୍ଟ୍ରୋଲ ଅଲ୍ ମ୍ୟାନେଜ ଅଲ୍। ତେଣୁ ଯିଏ ମିଡିଲ ଏଜ୍ ପର୍ସନ ରହିଲା, ଯିଏ ଘର ଚଳଉଛି, ସେମାନଙ୍କୁ ସବୁ ଜିନିଷ ମ୍ୟାନେଜ କରିବ। ଛୋଟ ପିଲା ବ୍ୟାଧି ତାକୁ ଦେଖିବାକୁ ପଡ଼ିବ, ବୁଢ଼ାବୁଢ଼ୀ ଲୋକ ତାଙ୍କୁ ଦେଖିବାକୁ ପଡ଼ିବ। We have to proper scientifically idea regarding this. Importance for the home and family life. It's perfect subject to get the idea regarding the maximum utilization and available resources and scientific. Perfect subject कोटा home science. Home science टा perfect subject maximum utilization ता माने जहाँ घर भीतर कथा अछि अर्थ होई बाकी संबल ही जाऊ available resource in scientifically और वे रे केମିତି ମାନେ କାରଣ ବହୁତ ସାରା ନା ବହୁତ ସାରା ଲୋକଙ୍କୁ ଜଣା ନାହିଁ, ହେଲା? ବୁଝିଲେ କି? ପଇସା ଖାଲି ହେଇଗଲେ ଆଣିକି ଗଦା କରିକି ଘରେ ରଖିଦେଇ ସେଟା ୱେ ନୁହେଁ, ପ୍ରପର ୱେ ନୁହେଁ। ଜାଣିଥିବା ଜିନିଷ ଦରକାର। କମ୍ ହଉ ସେଟା ମ୍ୟାନେଜ ଭଲସେ ହେଇପାରିବ। ତା ପାଇଁ ଏଟା ହୋମ୍ ସାଇନ୍ସଟା ବେଷ୍ଟ ସବଜେକ୍ଟ। ମ୍ୟାନେଜ ଟୁ ଏଭରିବଡି ଆଣ୍ଡ ଫ୍ୟାମିଲି ଏନଭାୟରନମେଣ୍ଟ ଘରେ କେମିତି ଚଳା ହବ, ବାକି ପ୍ରତ୍ୟେକ ଲୋକଙ୍କୁ କେମିତି ଚଳା ହବ। ଦିସ୍ ନଲେଜ ଅଲସୋ ଡୁ ୱିଥ୍ ଦ ଜବ୍ ଆଣ୍ଡ ସେଲ୍ଫ ଏମ୍ପ୍ଲୟମେଣ୍ଟ। ହୋମ୍ ସାଇନ୍ସ ପଢିଲା ପରେ ମଧ୍ୟ ଆମେ ମୁଁ କହିଲି ଡାଏଟିସିଆନ ହେଇଗଲା, ଗାଇଡାନ୍ସ ଯେଉଁ ବିଭିନ୍ନ ପ୍ରକାର ଡକ୍ଟର ମାନେ ଦଉଛନ୍ତି, ସେ ପ୍ରକାର ତମେ ସେଣ୍ଟର ଖୋଲିକି ବସିପାରିବ କି ହଁ ବିଭିନ୍ନ ପ୍ରକାର ତମେ ସଲାହ ଦବ। କାଉନସିଲିଂ ଯେଉଁ କଥା କୁହାହଉଛି, ବହୁତ ସାରା ଲୋକ ମେଣ୍ଟାଲି ହରାସ ହେଇଯାଉଛନ୍ତି। କିଛି ଡିଜିଜ୍ ନାହିଁ, ମେଣ୍ଟାଲି ତାଙ୍କୁ ତାଙ୍କର ଜଣେ ସାହସ ଦରକାର, ପର୍ସନାଲ ଗାଇଡର ବୋଲି କୁହାହଉଥିଲୁ। ସେ ଜଣେ କହିବ କି ଏଇ ଏମିତି କର, ସାହସ ଦବ, ହବ ତୋର ସବୁ ଚାଲ ଆଗକୁ, ହେଲା? ହିମ୍ମତ ବଡ଼ ଜିନିଷ। ହିମ୍ମତ ହାରିଦେଲେ ମାନେ ଦୁନିଆ ସବୁ ହିମ୍ମତ ରଖି। ମିସକନସେପସନ ରିଗାର୍ଡିଂ ଦ ହୋମ୍ ସାଇନ୍ସ। ହୋମ୍ ସାଇନ୍ସକୁ ପିଲାମାନେ ମିସକନସେପସନ ବେଳେ ଭାବୁଛନ୍ତି କ'ଣ ଭାବନ୍ତି ମିସକନସେପସନରେ? ହୋମ୍ ସାଇନ୍ସ ଓନ୍ଲି ଟିଚେସ୍ ଲାଇକ୍ ଦ କୁକିଂ, ଷ୍ଟିଚିଂ, ହୋମ୍ ଆଣ୍ଡ ଡେକୋରେସନ ଆଣ୍ଡ ଚାଇଲ୍ଡ କେୟାର। ପିଲା ଭାବନ୍ତି ହୋମ୍ ସାଇନ୍ସରେ କେବଳ ପଢ଼ା ହବ, କେମିତି ଘର ରୋଷେଇ କରାହବ, କେମିତି ଲୁଗାପଟା ସିଲେଇ କରାହବ, ଘରେ ଡେକୋରେସନ ସଜାସଜି କେମିତି ଫୁଲ ସଜେଇବ, ଡାଇନିଂ ସଜେଇବ, ବେଡରୁମ୍, ଛୋଟ ପିଲାଙ୍କ କେୟାର ନେବ, ଏଇ କଥା ବିଲକୁଲ ସେୟା ନୁହଁ। ସାଇଣ୍ଟିଫିକାଲି ୱେରେ ସବୁ ଜିନିଷ କରିବାକୁ ହୋମ୍ ସାଇନ୍ସ କରୁଛି, ଏଟା ମିସକନସେପସନ ପକଉଛି। ଆମର ମିସକନସେପସନ ଅଫ ଦ ହୋମ୍ ସାଇନ୍ସ। ଓନ୍ଲି କୁକିଂ ଇଜ ନଥିଂ until unless it has the nutritional value। ଆମେ ଯାହା ଇଚ୍ଛା ଅଛି ପନିପରିବା ସବୁ ମେଜାଏ ପକେଇ ଦେଇକି ରାନ୍ଧି ଦେଇକି ଖାଇଦେବା, ସେଇଟା ମ୍ୟାଟର ନୁହଁ। ଯଦି ନ୍ୟୁଟ୍ରିସନାଲ ଭ୍ୟାଲୁ ନଥିବ ସେଥିରେ କିଛି ଫାଇଦା ନାହିଁ। ତେଣୁ ନର୍ମାଲ ଯିଏ ପଢ଼ିବ କ'ଣ ପଢ଼ିବ, କୁକିଂ ଖାଲି କରିଦେବ। ଯିଏ ହୋମ୍ ସାଇନ୍ସ ପଢ଼ିକି ପଢ଼ିବ କ'ଣ ପଢ଼ିବ, ନ୍ୟୁଟ୍ରିସନାଲ ଭ୍ୟାଲୁ ସହିତ ରୋଷେଇ କରିବ। ନ୍ୟୁଟ୍ରିସନାଲ ଭ୍ୟାଲୁ କଥା, ପ୍ରୋଟିନ୍ ଦରକାର, କାର୍ବୋହାଇଡ୍ରେଟ୍ ଦରକାର, ଲିପିଡ୍ ଦରକାର, ଫ୍ୟାଟ୍ ଦରକାର, ଏନର୍ଜି ଦରକାର, ଏ ସବୁ ଜିନିଷ। Same can apply for the all the proper management of the things scientifically। ତେଣୁ ଏସବୁ ଜିନିଷ କେତେବେଳେ ମ୍ୟାନେଜ କରିବ, ଗୋଟେ ଲୋକ ଜାଣିବା ଦରକାର କ୍ଷୀରରେ କ'ଣ ଅଛି। କ୍ଷୀର ଖାଲି ପିଇଦେଲେ ଚଳିବ କି କ୍ଷୀର ସହିତ କିଛି ଖାଦ୍ୟ ଦରକାର, କ୍ଷୀରରେ କ'ଣ ଅଛି ସେତିକି ତ ମିଳିବନି ତ ବଡ଼ିକି ନା। ଖାଲି କ୍ଷୀର ପିଇ ଦେଇଥିଲେ ତ ହବନି, ଅଲଗା ଖାଦ୍ୟ ସହିତ କ୍ଷୀର ପିଇଲେ ଚଳିବ। ସେଟା ଜାଣିବ କେତେବେଳେ, ପାଠ ପଢ଼ିଲେ ଜାଣିବ। So we can say the science are the deep rooted in the home science। ଆମେ କହିପାରିବା ହୋମ୍ ସାଇନ୍ସ ଭିତରେ ସାଇନ୍ସଟା ମଧ୍ୟ ଏ ଡିପ୍ ରୁଟ୍ ହେଇକି ଅଛି, ଭରିକି ରହିଛି। କେବଳ ତାମାନେ ରୋଷେଇବାସ କରିବାକୁ ହୋମ୍ ସାଇନ୍ସ ପଢ଼ା କୁହାହଉନି। ହୋମ୍ ସାଇନ୍ସ cater the betterment of the mankind and improvement of the making the skill। କୋଉଠି ବେଟର ମଣିଷ ହବ, ସ୍କିଲ୍ ଶିଖିବ ସାଇନ୍ସ ପଢ଼ି। ନେକ୍ସଟ ମିସକନସେପସନ କ'ଣ ଅଛି? ହୋମ୍ ସାଇନ୍ସ meant for girls because they have to manage the home the later life। ମିସକନସେପସନ ଅଛି ହୋମ୍ ସାଇନ୍ସ କେବଳ ତ ଝିଅ ପିଲାମାନେ ପଢ଼ିବେ, କାରଣ ସେଟା ପଢ଼ିକି ମ୍ୟାରେଜ କଲା ପରେ ଘର ହିଁ ସମ୍ଭାଳିବେ। କରନ୍ତୁ ଯାହା କରନ୍ତୁ ଘର ସମ୍ଭାଳିବେ, ବଟ୍
ଗୋଟେ ମିସକନସେପ୍ଟ ପୁଅ ପିଲାଙ୍କୁ ବି ଘର ସମ୍ଭାଳିବାକୁ ପଡ଼େ। ମୋଷ୍ଟ ଅଫ ଦ ଟାଇମ୍ସ ନ୍ୟୁକ୍ଲିୟର ଫ୍ୟାମିଲି ଇନକ୍ରିଜିଂ, ନ୍ୟୁକ୍ଲିୟର ମାନେ ବାପା ମା ଛୁଆ, and girls have the dual work like the home making with the earning। ସେ ଯେଉଁ ମହିଳାମାନେ ରହୁଛନ୍ତି ମାନେ ଘର କାମ ବି କରିବେ ଅଫିସ ବି ଯିବେ, ତେଣୁ ସେଠି ଯଦି ପୁରୁଷ ରହିଲା ସେ ବିଲକୁଲ କିଛି ନ କରିବ କେମିତି ଗୋଟେ ହେଇପାରିବ କାମ। ଛୁଆ ଗୋଟେ ମନେକର ହେଲା କିମ୍ବା ଦୁଇଟା ଯାହା ଛୁଆ ହେଲା, ସେ ଜିନିଷ ଦୁଇ ଜଣ କରିବାକୁ ପଡ଼ିବ ହେଲା, ତାପରେ ଝାଡ଼ା ପରିସ୍ରା କାଢ଼ିବାକୁ ପଡ଼ିବ, ତାପରେ ତାକୁ ଖୁଆଇବାକୁ ପଡ଼ିବ, ମାନେ ନ୍ୟୁକ୍ଲିୟର ଫ୍ୟାମିଲି ନା। ସୋ ମ୍ୟାନେଜ ହୋମ୍ ଇନ୍ ଇଫେକ୍ଟିଭ ୱେ, ଘରଟାକୁ କେମିତି ଇଫେକ୍ଟିଭ ଚଳାଅ। ହୋମ୍ ସାଇନ୍ସ ୱିଲ୍ ବି ଦ ବେଷ୍ଟ ଷ୍ଟଡି। ପୁରୁଷ ଲୋକଟା ଯଦି ବି ହୋମ୍ ସାଇନ୍ସ ପଢ଼ିଥିବ ସିଏ ମା ନଥିଲା ବେଳେ ବି ଛୁଆର କାମ କରିପାରିବ, ବୁଝିଲି କଥା। ସୋ ଇଟ୍ସ ରଙ୍ଗ ଟୁ ସେ ଇଟ୍ସ ମିନିଙ୍ଗଫୁଲ ଗାର୍ଲ, ତେଣୁ ଆମେ ଏଇଟା ଭୁଲ ହବ କହିବା ଏଇଟା କେବଳ ଝିଅ ପିଲା ପାଇଁ ତିଆରି। ସୋ ଇଟ୍ ୱିଲ୍ ଅଲସୋ ବେନିଫିସିଆଲ ଫର୍ ବଏଜ୍ ଅଲସୋ। ବଏଜ୍କୁ ଜାଣିବାକୁ ପଡ଼ିବ ଭାତ କେମିତି ରନ୍ଧା ହେବ, ପିଲା ସବୁ କେୟାର ନିଆହେବ କେମିତି, ପିଲାଟା ଖାଇବ କେମିତି, ଏଭ୍ରିଥିଙ୍ଗ। Why, next misconception ଲେଖା ହେଇଛି, why study home science as the girls learn homemaking still from the their mother। ଏଥିରେ ଲେଖା ହେଇଛି କି ଗୋଟେ ଝିଅ ପିଲାଟେ ତା ମା ପାଖରୁ ସବୁ ଶିଖିଯିବ ଘର କରଣା ଜିନିଷ, ରନ୍ଧାବଢ଼ା ବାକି କଥା, ପାଠ ପଢ଼ିବା କ'ଣ ଦରକାର, ବିଲକୁଲ ନୁହଁ, ସେଇଆ ନୁହଁ। ମା ପାଖରେ ସବୁ ଜିନିଷ ନଲେଜ ନଥାଏ। ଯୋଉ ମା ଜଣକ ତମକୁ ଶିଖେଇବ ସେ ଆଚାର କଥା ଏକ୍ସାମ୍ପଲ ଦିଅ, ମା ଜାଣିଛି ତା ମା ପାଖରୁ ଶିଖିଛନ୍ତି, ତେଲ ପକେଇଦେବ ଲୁଣ ପକେଇଦେବ ଆଚାର ହେଇଗଲା। ଗୋଟେ ଆଚାରଟା କେମିତି ନ୍ୟୁଟ୍ରିସନାଲ ଭ୍ୟାଲୁ ବଢ଼ିବ ସେଟା କିଏ ଶିଖେଇବ, ପାଠ ଶିଖେଇବ ସେଇଟା। ସେଟା ମା ପାଖରୁ ଝିଅ ସବୁ ଶିଖିପାରିବନି, ତା ପାଇଁ ଜ୍ଞାନ ଦରକାର, ସାଇଣ୍ଟିଫିକାଲି ଜ୍ଞାନ ଦରକାର। नो डाउट गर्ल्स कैन लर्न फ्रॉम द मदर, माँ पाखर जति शिक्षा आता शिखियो मना करा हो, बट व्हाई व्हेन हु कैन नॉट सॉल्व फ्रॉम द मदर, तो सब जिनस से माँ पाखर सॉल्यूशन पाई परिबो ना, माँ को सब जिनस जाना थी, यदि माँ होम साइंस करते ताऊ जाना थी, माँ नॉर्मल जति हेतु से जाना नथि माँ को। एग्जांपल यूजिंग ऑयल फॉर, देखा जो एग्जांपल देली देखा एग्जांपल ऑयल फॉर द मेक पिकल, तेल यूज करा होची पिकल आचार बनिया पाई। अदर कैन से for the preserve, but home science teach you scientific manner to save from the air contact and prevent spoilage and other facts scientifically way। माँ कह देबो तेल मिसे दे आचार बना, એટલે કોણ ପାଇଁ ମିଶା ହେଲା, ଆଉ କିଛି ମିଶା ହେଇପାରିବ କି, এটা କ'ଣ ପ୍ରିଜର୍ଭେଟିଭ ରହିବ ହେଲା, ପ୍ଲସ୍ ତମର ସ୍ପଏଲେଜ ନଷ୍ଟ ହେବ ନାହିଁ, ଆଚାର ଭଲସେ ଟେଷ୍ଟ ହେବ, ହେଲ୍ଦି ହେବ। ଏଇଟା କିଏ ଶିଖେଇବ ତୁମକୁ, ପାଠ ଶିଖେଇବ। ମା ଶିଖେଇଦେଲା ନେଇ ତେଲ ମିଶେଇ ଦେ, ଏଇଟା ଦେଇଛି। द बेटर मैनेजमेंट वी नीड टू अंडरस्टैंड द साइंटिफिक वे, तेणु भलसे कथा को बुझिया पाई कोट ना कोट पाठ ज्ञान दरकार, बोथ मेल एंड फीमेल। चलो अच्छा अच्छा, होम साइंस डज नॉट ऑफर अट्रैक्टिव जॉब अपॉर्चुनिटी, ये मध्य गोटे मिसकनसेप्शन। होम साइंस पढ़ले हमको भल जॉब अपॉर्चुनिटी थाए, हालांकि तुम ये जो पढ़ुछ तुम तो होम साइंस ऑनर्स ना ना, तुम ये कौन पढ़ुछ ऑप्शनल पढ़ुछ, तुम ओपीएससी रे देछि, तेणु तुम ये पॉइंट नुह, बट परीक्षा खाता लिखिया पाई कथा अच्छी। द टाइम चेंज नाउ, समय परिवर्तन होची। आफ्टर कंप्लीट होम साइंस कॉलेज स्टडी जॉब अपॉर्चुनिटी इन द वेरियस न्यूट्रिशन इंडस्ट्री, बहुत सारा न्यूट्रिशन इंडस्ट्री में कहले डाइटिशियन हो गला, काउंसलिंग हो गला, ये सब दिगरे तुम पढ़ाई पार, प्लस निजे क्लिनिक खोलिक बसी पार। सेल्फ एम्प्लॉयमेंट ऑल्सो अवेलेबल है, निजे सेल्फ एम्प्लॉयमेंट। अदर होम मैनेजिंग कैपेसिटी द साइंटिफिकली मैनर, या व्यतीत तुम घर को स्वामी स्त्री कि बाकी छोट पिला बस भलसे मैनेज करेंगे, ठीक है। रखा चेष्टा करेंगे, नेक्स्ट क्लास में बाकी पढ़िया स्लाइड पढ़े, बुझी न पाइले पचार।